ସମସ୍ତଙ୍କୁ ନମସ୍କାର। ଆମେ ଗାଇବା ଆମ କଳିଙ୍ଗ ଇତିହାସର ଆଜି ସଦ୍ୟତମ ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି। ମୋ ନାଁ ସୁନୀଲ ବିଶ୍ୱାଳ। ଆଜିର ଏହି ଅଧ୍ୟାୟକୁ ପରିଚାଳନା କରିବା ପାଇଁ ମୋ ସହ ଅଛନ୍ତି ଶ୍ରୀଯୁକ୍ତ ଶୁଭେନ୍ଦ୍ର ମିଶ୍ର ଆଉ ମିସ୍ ପ୍ରୀତା ରାଉତ ଏବଂ ଶ୍ରୀ ଆଦିତ୍ୟ ଘୋଷ ଏବଂ ଆଜିର ବକ୍ତା ଅ, ଦୀପକ ଭାଇ ଦୀପକ ସାମନ୍ତରାୟ, ଡକ୍ଟର ଦୀପକ ସାମନ୍ତରାୟ। ସେ ଆମକୁ କହିବେ ଆଜିର ବିଷୟ ହେଉଛି କଟକ, ଏ ସିଟି ଅଫ୍ ଡ୍ରିମ୍ସ। ତେବେ ମୁଁ ଏଇ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ମୁଁ ଦୀପକ ଭାଇଙ୍କର ଗୋଟିଏ ଇଣ୍ଟ୍ରୋଡକ୍ସନ ଦେବା ପାଇଁ ଚାହିଁବି। ଆଜିର ଯେ ଇଣ୍ଟ୍ରୋଡକ୍ସନ ଆମର ସଚରାଚର ଦିଅନ୍ତି ସଞ୍ଜୟ ବରାଳ, ସିଏ ଆଜି ଆମ ସହିତ ଯୋଗ ଦେଇ ପାରିନାହାନ୍ତି। ତେଣୁ ମୁଁ ଏଟାକୁ ଆପଣମାନଙ୍କୁ ପଢ଼ିକି ଶୁଣେଇବି। ଆଶା କରୁଛି ଆପଣମାନେ କିଛି ମନେ କରିବେ ନାହିଁ। ଡକ୍ଟର ଦୀପକ ସାମନ୍ତରାୟ was with the nation's broadcaster All India Radio. ଆଚ୍ଛା, ଏଇ ଇଣ୍ଟ୍ରୋଡକ୍ସନ ଦେବା ପରେ ମୁଁ ମୋର ଗୋଟେ ବ୍ୟକ୍ତିଗତ ଯୋଉଟା ମୋର କୁହନ୍ତୁ ଆ, ଦୀପକ ଭାଇଙ୍କ ସାଙ୍ଗରେ ମୋର ଗୋଟେ ସମ୍ପର୍କ ଅଛି, ଯୋଉଟା କି ସିଏ ମନେ ରଖିନାହାନ୍ତି ଅଥଚ ମୁଁ ମନେ ରଖିଛି। ମୁଁ ଯେତେବେଳେ 1999ରେ ବୋଧେ ମୁଁ ହ୍ୟାମ୍ ରେଡିଓ ଲାଇସେନ୍ସ ପାଇଲି, ସେତେବେଳେ ଦୀପକ ଭାଇ ଥିଲେ ଅଲ୍ ଇଣ୍ଡିଆ ରେଡିଓ ଜୟପୁରରେ ଏବଂ ମୁଁ ଅଲ୍ ଇଣ୍ଡିଆ ରେଡିଓ ଜୟପୁରରେ ଏଇ ହ୍ୟାମ୍ ରେଡିଓ ସମ୍ପର୍କିତ ଗୋଟିଏ ଦେଇଥିଲି, ଗୋଟେ ଟକ୍ ଦେଇଥିଲି ଏବଂ ଦୀପକ ଭାଇ ସେଇଟାର ପରିଚାଳନା ଦୀପକ ଭାଇ କରିଥିଲି। ସିଏ ଭୁଲି ଯାଇଛନ୍ତି କିନ୍ତୁ ମୁଁ ମନେ ରଖିଛି। ତେଣୁ ଦୀପକ ଭାଇ ନମସ୍କାର। ଆଉ ମୁଁ ଅନୁରୋଧ କରିବି ଆପଣ ଆଜିର ବକ୍ତବ୍ୟ ଆପଣ ଉପସ୍ଥାପନ କରନ୍ତୁ। ଧନ୍ୟବାଦ ସୁନୀଲ, ଧନ୍ୟବାଦ କଳିଙ୍ଗ ହିଷ୍ଟ୍ରି। ଆପଣ ଗୋଟେ ବହୁତ ଭଲ କାମ କରୁଛନ୍ତି, ଯୋଉଟା କି ଆମର ତାର ଯଥେଷ୍ଟ ଅଭାବ ରହିଛି ଡକୁମେଣ୍ଟେସନ। ଆଉ ଆପଣଙ୍କର ଏଇ କାର୍ଯ୍ୟରେ ମତେ ଯେହେତୁ ଆପଣ ନିମନ୍ତ୍ରଣ କରିଛନ୍ତି, ସୁଯୋଗ ଦେଇଛନ୍ତି କିଛି କରିବା ପାଇଁ, ମୁଁ କହିବି ନିଶ୍ଚୟ। ତା କାରଣ ହଉଛି ଯେ ଆମେ ବି ଡକୁମେଣ୍ଟେସନ ପାଇଁ ଚେଷ୍ଟା କରୁଛୁ। ଆପଣ ସମସ୍ତେ ଜାଣନ୍ତି ଆମର କଟକଟା ଗୋଟେ ନିହାତି ପୁରାତନ ସହର, 1000 ବର୍ଷ ସହର ବୋଲି କୁହାଯାଉଛି। କିନ୍ତୁ କଟକର ଡକୁମେଣ୍ଟେସନ ବି ବିଶେଷ ଭଲ ନୁହେଁ, aggressive ନୁହେଁ। ତେଣୁ ଆମେ ଆମର ଏଇ କଟକ ହେରିଟେଜ ହବ୍ସ ମାଧ୍ୟମରେ ଚେଷ୍ଟା କରୁଛୁ କିଛି କିଛି ପାଇଁ। ତୁମେ ମଧ୍ୟ ସେଇ କାର୍ଯ୍ୟଟି କରୁଛ, ତମେ ଶୁଣି କରିବେ ବହୁତ ଭଲରେ କଲଣି ମୁଁ ଦେଖୁଥିଲି। ତ ଆମେ ଯେମିତି କଥାଭାଷା ହଉ, ସାଧାରଣତଃ ଆମେ ସେଇଭଳି ହିଁ କଥାଭାଷା କରିବା। ଅନୌପଚାରିକ କଥାରେ ବିଶ୍ୱାସ କରେ, ତେଣୁ ଏଇଟା ଫର୍ମାଲ ଷ୍ଟ୍ରକ୍ଚର୍ଡ ଭାଷଣ ମୁଁ ଆଦୌ ଦେବିନି। ଆମେ କଥାଭାଷା ହବା, ସେ କଥାଭାଷା ଆମେ ଯେମିତି ଯୋଉ ଭାଷା ମାଧ୍ୟମରେ ହଉ, ଇଂରାଜୀ, ଓଡିଆ ଏବଂ ବେଳେବେଳେ ଗୋଟେ ଇଂଲିଶ ଶବ୍ଦକୁ ନେଇକି ଆମେ ଠିକ ସେଇଭଳି ହିଁ କଥାଭାଷା କରିବା। ଆଉ ମୁଁ ଗୋଟେ କଥା ମୁଁ କହିବାକୁ ଚାହେଁ ଯେ ଆଜିର ଏଇ ଉପସ୍ଥାପନା ପାଇଁ ମୁଁ ବିଶେଷ ପ୍ରସ୍ତୁତି କରିପାରିନି, କାହିଁକି ନା 2-3 ଦିନ ହେଲା ମୋର ଟିକେ ଶରୀର ସୁସ୍ଥ ନାହିଁ, ଅସୁସ୍ଥତା ଟିକେ ଅନୁଭବ କରୁଛି। ବହୁତ ବେଶୀ ନୁହେଁ, ତଥାପି ଟିକେ ଅଛି। କିନ୍ତୁ ମୁଁ ବେଶୀ ଭଲ ଭାବରେ ପ୍ରିପେୟାର୍ଡ ହେଇପାରିନି। ମୁଁ ସେଟା କରିଦେବା ଉଚିତ ମୂଳରୁ, କାହିଁକି ନା ବ୍ୟକ୍ତିଗତ ସ୍ତରରେ ମୁଁ ଭାବେ ହୋମୱାର୍କ ନ କଲେ ଅସୁବିଧା ହୁଏ। ତ ଏଥର ପ୍ରକୃତରେ ମୁଁ ବିଶେଷ ହୋମୱାର୍କ କରିପାରିନି। ତଥାପି ଆମେ ଚେଷ୍ଟା କରିବା। ମୁଁ ଭାବୁଛି ଯେହେତୁ ବିଷୟବସ୍ତୁ କଟକ, ଆପଣ ମାନେ ନିଶ୍ଚିତ ଭାବରେ କିଛି ପରିମାଣରେ ଖୁସି ହେବେ। କଟକ ବିଷୟରେ କଥାବାର୍ତ୍ତା କଲେ ଆଉ କିଛି ଘଟୁ କି ନ ଘଟୁ, ଆମର ଏଠିକାର ଯୋଉ ଖଟି ଭାଷାରେ ଗୋଟେ ଖୁସି ତ, ତେଣୁ ଆମେ ଖୁସିର ସନ୍ଧାନରେ ସବୁବେଳେ ଥାଉ। କେତେ ପାରୁ କିନ୍ତୁ ନ ପାରୁ, ତ ଆମେ ଖୁସି ପାଇଁ ଚେଷ୍ଟା କରିବା। ଆଉ ଦରକାର ପଡିଲେ ମୁଁ ସୁନୀଲଙ୍କୁ କହୁଥିଲି ସୁନୀଲଙ୍କୁ ଯେ ମତେ ଆଉ ଥରେ ସୁଯୋଗ ଯଦି ଦବ, ମୁଁ ଆଉ ଟିକେ ପ୍ରିପେୟାର୍ଡ ହେଇକି ତମେ ଯଦି ଚାହୁଁଛ ଷ୍ଟ୍ରକ୍ଚର ୱେରେ କଥାବାର୍ତ୍ତା କରିବା ନିଶ୍ଚୟ ତାହେଲେ ଆମେ ନିଶ୍ଚୟ ନିଶ୍ଚୟ ଭାଇ। ଆଜି ଆଜି ଆପଣ ମାନେ ଏଇଟାକୁ କେବଳ ଗୋଟେ ମୋ ସହିତ ପରିଚୟ ଭାବରେ ନେଇବେ। ଆପଣ ପରସ୍ପରକୁ ଚିହ୍ନିଲେ ଏବଂ ପରସ୍ପରକୁ ଭଲ ଲାଗୁଥିବା ବିଷୟ, ଯଥା ମୋ କ୍ଷେତ୍ରରେ କଟକ, ସେ ବିଷୟରେ କିଛି ଆଲୋଚନା କର। ପୁଅ ଆପଣ ବେଶୀ ମୁଁ କହିବି ଆପଣ ମାନେ ଟିକେ ସୁନ୍ଦରତାର ସହିତ ବିଚାର କରିବେ, ନିର୍ଦ୍ଦୟ ହେବେ ନାହିଁ। ତାର କାରଣ ହଉଛି ଯେ ମୁଁ ବିଶେଷ ପ୍ରସ୍ତୁତି କରିପାରିବି। ତଥାପି ଆରମ୍ଭ କରିବା। ସେଟା ହଉଛି
ଆମର କଟକ ହଁ, ଆ ଆମର କଟକରେ ଗୋଟେ କଥା ହଉଛି ଆପଣ ମାନେ ସମସ୍ତେ ତ ନିଶ୍ଚିତ ଭାବରେ କଲିକତା ଯାଇଥିବେ। ଆପଣ ଦେଖିବେ କଲିକତା ହଉ କି କଟକ ହଉ ହଠାତ୍ ଜଣେ ନୂଆ ଲୋକ ଏଠି ପହଞ୍ଚିଗଲେ ଏ ଦୁଇଟା ସହର ବା ନଗରୀକୁ ଭଲ ପାଇପାରିବ ନାହିଁ। ତାର କାରଣ ହଉଛି ଏହାର ଯୋଉ ପ୍ରକାରର ବେଶଭୂଷା ବା ଯୋଉ ପ୍ରକାରର ଅ ଅଳିଆ ଆବର୍ଜନା ପଡିକି ଚାରିଆଡେ ଥାଏ ଏସବୁ ଯୋଉ ଅସୁବିଧା ଥାଏ ହଠାତ୍ ଏଇ ଜାଗା ଦୁଇଟିକୁ ଭଲ ପାଇବା ସମ୍ଭବ ନୁହେଁ। କିନ୍ତୁ କିଛି ସମୟ ରହିଗଲା ପରେ କିଛି ଦିନ ରହିଗଲା ପରେ ପ୍ରାୟତଃ ପ୍ରାୟତଃ ମୁଁ କହିବି ଲୋକେ ଏ ଦୁଇଟି ନଗରୀ ବା ସହରର ପ୍ରେମରେ କଲିକତାକୁ ନେଇକି ଅନେକ ଲେଖା ଅଛି ଅନେକ ଉଚ୍ଚାରଣ କରିଛନ୍ତି ଆପଣ ଥିବେ। ଆଉ ମତେ ବି ବ୍ୟକ୍ତିଗତ ଭାବରେ କଲିକତା ଭଲ ଲାଗେ କଟକ ପରେ। ତ ଜଣେ କବି ଜାପାନର କାଜୁକୁ ସିରାଇସ୍ ସିଏ 70 ଦଶକରେ କଟକକୁ ଆସେ ଏବଂ ସେ କବି ଜୟନ୍ତ ମହାପାତ୍ରଙ୍କର ଅତିଥି ହୋଇ ତାଙ୍କ ଘରେ କିଛି ଦିନ ତ ସେ ଫେରିଗଲା ପରେ ଗୋଟେ କଟକ ବୋଲି କବିତା ଲେଖିଲେ ବେଶ ବଡ କବିତା ଦୀର୍ଘ କବିତା ତାର ଗୋଟିଏ ଅଂଶ ଆରମ୍ଭଟା ମୁଁ ଆପଣ ମାନଙ୍କୁ କହିବାକୁ ଚାହୁଁଛି ସେଟା ଆମର ଯୋଉ ଆଜିକାର ଶୀର୍ଷକ ରଖିଛି କଟକ ସିଟି ଅଫ ଡ୍ରିମ୍ସ ତାକୁ ଜଷ୍ଟିଫାଇ this whole town is made of dream fibers. Enter anywhere you want. At the entrance, it has already been woven. এই ଯୋଉ ଧାଡି ପଢିଲା ପରେ ମତେ ମନେ ହୁଏ ଆପଣ ମାନଙ୍କର ବି ସେଇ ଅନୁଭୂତି ଥିବ। ଆମେ ଯେତେବେଳେ ବିଶେଷ କରି ଷ୍ଟେସନରୁ ଓହ୍ଲେଇକିରି ଆସୁ ବା ବସଷ୍ଟାଣ୍ଡରୁ ଓହ୍ଲେଇକି ଆସୁ ସେତେବେଳେ ଦେଖିବେ ଆପଣ ରାସ୍ତା କଡରେ ଅନେକ ସମୟରେ ସ୍ତ୍ରୀ ଲୋକମାନେ ପିଲାମାନେ ବସିକି ଟୋକେଇ ପାଛିଆ ବୁଣୁଥାନ୍ତି ତିଆରି କରୁଥାନ୍ତି ବେତରେ ବାଉଁଶରେ ସବୁ ତିଆରି କରୁଥାନ୍ତି। ତ ସେଇଟାକୁ ଦେଖିଲା କ୍ଷଣି ମୋର ଏଇ କଥାଟା ମନେ ପଡେ ଯେ ଏମାନେ ପାଛିଆ ବୁଣୁଛନ୍ତି ହୁଏତ ଏମାନେ ସଚେତନ ନୁହନ୍ତି ଆମମାନେ ଯୋଉ ଦେଖୁଛେ ତାଙ୍କୁ ଆମେ କିନ୍ତୁ ଭାବୁଛେ ଯେ ଏମାନେ ପ୍ରକୃତରେ ଟୋକେଇ ପାଛିଆ ବୁଣୁନାହାନ୍ତି ଏମାନେ ସ୍ୱପ୍ନ ବୁଣୁଛନ୍ତି। ତେଣୁ ମୁଁ ଭାବେ ଏଇଭଳି ସହର କଲିକତା ହଉ କଟକ ହଉ ଏଇ ସବୁ ଜାଗାରେ ଜଣେ ଲୋକ ସ୍ୱପ୍ନ ବିନା ବଞ୍ଚି ପାରିବ ସ୍ୱପ୍ନ ତାକୁ ଦେଖିବାକୁ ବାଧ୍ୟ କରିବ ତାର କାରଣ ବାସ୍ତବତା ଟା ଏତେ ଭଲ ନୁହେଁ। ଆମେ ଯେତେ ଯାହା କହିଲେ ମଧ୍ୟ ଆମର ପ୍ରାଚୀନତମ ସହର ଆମର ଅନେକ କଥା ଏଠି ଘଟିଥିଲା ଆଉ ଅନେକ କଥା ଘଟିଛି ଅନେକ ଲୋକ ଏଠୁ ମଣିଷ ହେଇଛନ୍ତି ଏସବୁ ସତ ପ୍ରତ୍ୟେକଟି କଥା ସତ କିନ୍ତୁ ବର୍ତ୍ତମାନର ଯାହା ପରିସ୍ଥିତି କଟକ ସହରର ସେଇଟା ନିଶ୍ଚିତ ଭାବରେ ଖୁବ ଗୋଟେ ଉତ୍ସାହଜନକ। ଏବେ ଅବଶ୍ୟ ମୁଁ କହିବି ଯେ ସମାଲୋଚନା କରୁଛନ୍ତି ପରେ ମୁଁ ଗୋଟେ କଥା କହିବି ଯେ କଟକ ଅନେକ ବର୍ଷ ପରେ ଆ ତାଙ୍କର ଆମର ଯୋଉ ମ୍ୟୁନିସିପାଲିଟି କର୍ପୋରେସନ ଅଛି ସେମାନେ ଉଦ୍ୟମ କରୁଛନ୍ତି କଟକକୁ ସଫାସୁତୁରା ରଖି ପ୍ରତ୍ୟେକ ଦିନ ସକାଳେ ଆମର ଯୋଉ ଆବର୍ଜନା ଅଳିଆ ସେମାନେ ସଂଗ୍ରହ କରିକି ନେଇଯାଉଛନ୍ତି ଏଇଟା ମୁଁ ଜାଣିବାରେ ଅନେକ ଦଶକ ପରେ ଆମେ ଦେଖିବାକୁ ପାଉଛେ ଆମ ଆଗରୁ ଏ ବ୍ୟବସ୍ଥାଟି ନଥିଲା। ତେଣୁ ଅନ୍ତତଃ ଏଇ ଗୋଟିଏ ବ୍ୟବସ୍ଥା ପାଇଁ ମୁଁ କହିଲି ଯେ ଆମର କର୍ତ୍ତୃପକ୍ଷ ବା ଆମର ଯୋଉ ସିଭିକ ବଡି ଏମାନେ ନିଶ୍ଚିତ ଭାବରେ ଧନ୍ୟବାଦର ପାତ୍ର। ସେଇଭଳି ଆହୁରି ଅନେକ କଥାର ଆବଶ୍ୟକତା ରହିଛି ମୁଁ ଆସିବି ଆଉ ଟିକେ ପରେ ସେସବୁକୁ କିନ୍ତୁ ଆମେ ଦେଖିବା ଯେ କଟକ ଗୋଟେ ସହର ଏଇ ସହରକୁ ଆପଣ ଦେଖିବେ କେବଳ ମହାପାତ୍ର କବି ବା ଅନ୍ୟାନ୍ୟ କବି ବା ଅନ୍ୟମାନେ ଦେଖିଛନ୍ତି ଆଉ ତା ସମ୍ପର୍କରେ ସ୍ୱପ୍ନ ଦେଖିଛନ୍ତି ତା ନୁହେଁ ମତେ ତ ଲାଗେ ଯେ କଟକରେ ଆପଣ ଯଦି ଭଲରେ ରହିବାକୁ ଚାହାନ୍ତି ତେବେ ଆପଣଙ୍କୁ କବି ହବାକୁ ପଡିବ ନହେଲେ ଆପଣଙ୍କୁ ପ୍ରେମିକ ହବାକୁ ପଡିବ ନହେଲେ ଆପଣଙ୍କୁ ପାଗଳ ହବାକୁ ଏଇ ତିନିଟା ଭିତରୁ କୌଣସି ଗୋଟିଏ ଯଦି ଆପଣ ନୁହନ୍ତି ତେବେ କଟକରେ ଆପଣଙ୍କୁ ଆଦୌ ଭଲ ଲାଗେ ଏବଂ ମୁଁ କହିବି ଭଲ ନ ଲାଗିବାର କାରଣ ବି ଯଥେଷ୍ଟ ଅଛି।
କିନ୍ତୁ କଟକର ଯୋଉ ଇତିହାସ ସେ ସମ୍ପର୍କରେ ମୁଁ ଆଜି ବିଶେଷ ଆଲୋଚନା କରିବେନି, ହୁଏତ କୋଉଠି କୋଉଠି ଟିକେ ଟିକେ କହିପାରେ, କିନ୍ତୁ ବିଶେଷ ଆଲୋଚନା ଆମେ କରିବାନି, କାହିଁକିନା ସେ ବିଷୟରେ ପ୍ରାୟ ଆମେ ଉଣାଅଧିକେ ସଚେତନ ସମସ୍ତେ ଜାଣନ୍ତି। ତେଣୁ ସେ ବିଷୟରେ ବିଶେଷ ଆଲୋଚନା ଆମେ ଆଜି ନ କରି ଅନ୍ୟ କେତୋଟି ଦିଗ ଦେଖିବା, ଯାହାକି ସାଧାରଣତଃ ଆଲୋଚନାର ପରିସରଭୁକ୍ତ ହୁଏ ନା। ଯେମିତିକି ଧରି ନିଆଯାଉ, ମୁଁ ଆପଣଙ୍କୁ କହିଲି ଆମର ଯୋଉ ସିଭିକ ଆମ୍ବାନିଟର୍ସ, ଆମର ବ୍ୟବସ୍ଥା ବହୁତ ଖରାପ। ଜାଇକା ବୋଲି ଗୋଟେ ସଂସ୍ଥା ଏଠି କିଛି ବର୍ଷ ହେଲା କାର୍ଯ୍ୟ କରୁଛନ୍ତି ଏବଂ ସେମାନେ ଆମର ଯୋଉ ସିୱରେଜ ଆଉ ଡ୍ରେନେଜ ସିଷ୍ଟମକୁ ବାଗେଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି କୁହାଯାଏ। ଏବଂ ବର୍ଷ ବର୍ଷ ହେଲାଣି ତାଙ୍କର କାମ ଚାଲିଛି ଏବଂ ବର୍ଷ ବର୍ଷ ହେଲାଣି ଆମର ଦୈନନ୍ଦିନ ଜୀବନ ପ୍ରଭାବିତ ହେଉଛି ଏବଂ ତାଙ୍କର ସମୟ ସୀମା, କାମ ସରିବାର ସୀମା ବର୍ଷ ବର୍ଷ ଧରି ବଢି ଚାଲିଛି। ଏଇଟା ଗୋଟିଏ ନିହାତି ଦୁଃଖଦାୟକ ଅନୁଭୂତି ପ୍ରତ୍ୟେକ କଟକବାସୀ, କିନ୍ତୁ ବିଶେଷ କିଛି ଏଠି ଘଟୁନି। ତାର କାରଣ ହଉଛି ମୁଖ୍ୟତଃ ଆମର ପ୍ରକୃତି। ଆମର ପ୍ରକୃତି ଏମିତି, କଟକର ଲୋକଙ୍କ ପ୍ରକୃତି ଏମିତି ଯେ ଆମେ ବିଶେଷ ଆପତ୍ତି କରୁନା କୌଣସି, ଆମେ ଚାଲିଛି ତ ଚାଲୁ, ଯାହା ଘଟୁଛି ତ ଘଟୁ। ଗୋଟେ କେମିତି ତାକୁ ଭଲ ଇଂରାଜୀରେ କହିଲେ ଆପଣ ଲେଟ୍ ବ୍ୟାକ୍ କହିପାରନ୍ତି, କିନ୍ତୁ ପ୍ରକୃତରେ ଆମେ ଇଣ୍ଡିଫରେଣ୍ଟ, ଆମେ ଏ ବିଷୟରେ ବିଶେଷ ଚିନ୍ତା କରୁନା, ଯଦିଓ ଆମେ ତା ଦ୍ୱାରା ପ୍ରଭାବିତ ହଉ ଏବଂ ବେଶ ପ୍ରଭାବିତ, ଯାହାକି ଘଟିବା କଥା ନୁହେଁ। କିନ୍ତୁ ଆମର କଟକରେ ଏଠି ପ୍ରତ୍ୟେକ ମୁହୂର୍ତ୍ତରେ ସେଇ କଥା ହିଁ ଘଟେ, ଯାହାଫଳରେ ଆମର ପ୍ରାପ୍ୟ, ଆମର ନ୍ୟାଯ୍ୟ ଦାବୀ, ଆମର ଯାହା ନିହାତି ଯୋଉ ସୁବିଧା ସୁଯୋଗ ଆମେ ପାଇବା କଥା ଆମେ ହରେଇ ଦଉ ଏବଂ ଚୁପଚାପ ସହିଯାଉ। ଏଇ ଯୋଉ ସହନଶୀଳତା, ଏଇ ସହନଶୀଳତାର ଅନେକ ଭଲ ଦିଗ ବି ଆପଣ ଜାଣନ୍ତି ଅଛି, ସେ ବିଷୟରେ ମୁଁ କହିବି ଆପଣଙ୍କୁ। ସେଟା ହଉଛି, ଆପଣ ଦେଖନ୍ତୁ ଏଇ ଗୋଟିଏ ସହର, ଯୋଉ ସହର କି ଏଇ କିଛି ଦିନ ତଳେ 2024 ମସିହାରେ ପ୍ରତ୍ନତାତ୍ତ୍ୱିକ ଖନନ ଆଉ ଥରେ କରାହେଇଥିଲା ଦେଖିବା ପାଇଁ ଯେ ଆମର ସାଉଥ ଇଷ୍ଟ ସହିତ ଯୋଉ କୁହାଯାଉଛି ବ୍ୟବସାୟିକ ସମ୍ପର୍କ ଥିଲା ଓଡିଶାର କଟକର, ତ ସେଟା ପ୍ରକୃତ କଥା କି ନୁହେଁ। ଡକ୍ଟର ଗଡନାୟକ ବୋଲି ଜଣେ ଭଦ୍ରଲୋକ ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଦ୍ୱାରା ହେଇଥିଲେ। ଦୀପକ ଭାଇ ଆପଣଙ୍କର ସ୍ଲାଇଡ ଟା କିନ୍ତୁ ସେଇ 1 ନମ୍ବର ସ୍ଲାଇଡ ହିଁ ଚାଲିଛି। ସ୍ଲାଇଡ ବଦଳା ଦେଇଥିଲେ କି? ନାଇଁ ନାଇଁ ଚେଞ୍ଜ କରିନଥିଲେ। ହଁ ଠିକ ଅଛି। ହଁ ମନେ ପକେଇଦେଲ ଭଲ ହେଲା। ହଁ ମୁଁ ତ କହିଛି ନା ମୂଳରୁ, ଏଠି ତମେ ଯଦି ଅନ୍ୟ ମନସ୍କ ଲୋକ ନ ହେଇଥିବ ସର୍ଭାଇଭ କରିବା ଭାରି କଷ୍ଟ। ସେ ଯାହା ହଉ, କିନ୍ତୁ ତୁମେ ଯେହେତୁ ଟେକ୍ନିକାଲ ଲୋକ ସବୁ ବିଷୟରେ ପକ୍କା, ନାଇଁ ସୁନିଲ? ନା ନା ସେମିତି ନୁହେଁ, ମୁଁ ଦେଖୁଛି ଗୋଟେ ଅଛି ଅଛି ପାଖରେ କଥାଟା ଆଗେଇ ଚାଲିଛି ଆପଣଙ୍କ ନାଇଁ ଦରକାର ଏସବୁ କ୍ୟୁ, କିନ୍ତୁ ନାଇଁ ମୁଁ ଆଉ ଆଦିତ୍ୟକୁ କ୍ୟୁ ଦବା ଲାଗି ଭୁଲଛି, ସେଟା ମୋ ଭୁଲ। ହଁ କାହିଁକିନା କଥା ହେଲା ବେଳେ ମୁଁ ଅନ୍ୟ ମନସ୍କ ହେଇଯାଇଛି ଏବଂ ତାକୁ କହିବି ହେଲା। ଆଜ୍ଞା ଆଜ୍ଞା। କଣ କରିବା, ତ ୟୁ ହାଭ ଟୁ ବେୟାର ୱିଥ ମି। ତ ଆମର ଯୋଉ କୁହାଯାଏ ଯେ ସମ୍ପର୍କ ଥିଲା, ତାକୁ କେତେ ଦୂର ଥିଲା ନଥିଲା ଦେଖିବା ଲାଗି ଏଏସ୍ଆଇ କିଛି ଦିନ ତଳେ ଏଠି ପୁଣି ଥରେ ପ୍ରତ୍ନତାତ୍ତ୍ୱିକ ଖନନ କଲେ। 89-90ରେ କରିଥିଲେ, ପୁଣି 2024ରେ କଲେ ଏବଂ ମତେ ଯାହା ଡକ୍ଟର ଗଡନାୟକ କହୁଥିଲେ ତାଙ୍କର ରିପୋର୍ଟ ଫର୍ମାଲି ଆପ୍ରୁଭ ହେଇନି, ତେଣୁ ସେ ଅଫିସିଆଲ କରିନାହାନ୍ତି। କିନ୍ତୁ ସେ ଯାହା କହୁଥିଲେ ଯେ ସେମାନେ ଯୋଉ ସବୁ ଖନନ ସମୟରେ ଯାହା ପ୍ରମାଣ ପାଇଛନ୍ତି, ତେଣୁ ଗୋଟିଏ କଥା ପ୍ରମାଣିତ ନିଶ୍ଚିତ ଭାବରେ ହଉଛି ଯେ ଏଠି ଲୋକ ବା ଏଠି ମାନବ ସଭ୍ୟତା ଆଉ 300-400 ବର୍ଷ ପୁରୁଣା ବୋଲି ଜଣା ପଡୁଛି। ଆମର କୁହାଯାଉଥିଲା ଯେ 13th ସେଞ୍ଚୁରୀରେ ବାରବାଟୀ ତିଆରି ହେଇଥିଲା, କିନ୍ତୁ ତା ପୂର୍ବରୁ ଦଶମ ଶତାବ୍ଦୀରୁ କଟକରେ ଲୋକମାନେ ରହି ଆସୁଛନ୍ତି, ଅଧିବାସୀ ମାନେ ରହି ଆସୁଛନ୍ତି ଏବଂ ସେମାନେ ଯେହେତୁ ୱିଦାଉଟ୍ ବ୍ରେକ୍ ରହିଛନ୍ତି, ସେଥିପାଇଁ ଆମର ସହରର କ୍ରମରେ ଉଜ୍ଜୟିନ ଏବଂ ବାରାଣସୀ ସହିତ କଟକ ଆସେ। କିନ୍ତୁ ତାଙ୍କ କହିବା କଥା ହେଲା ଯେ ଯୋଉ ସବୁ ମଧ୍ୟପ୍ରାଚ୍ୟ ଏବଂ ଟର୍କି ଏବଂ ୟୁରୋପର କିଛି କିଛି ଆସବାବ ପତ୍ର ଏବଂ
ବାସନ କୁସନ ଏବଂ ରନ୍ଧା ସାମଗ୍ରୀରୁ ଯାହା ପ୍ରମାଣ ମିଳୁଛି ସେଥିରୁ ଜଣା ପଡୁଛି ଯେ ଆମର ସଭ୍ୟତା ଆମର ଜନବସତି ଆହୁରି 300 400 ବର୍ଷ ତଳକୁ ଯିବ। 300 400 ବର୍ଷ କୁ ଆମେ ଯଦି କନଜରଭେଟିଭଲି 200 ବର୍ଷ ବି ଧରିବା ତେବେ ଦଶମ ଶତାବ୍ଦୀରୁ 3 ଶତାବ୍ଦୀ ପଛକୁ ଯିବ ଅର୍ଥାତ୍ ଆମେ ଏଠି ସପ୍ତମ ଶତାବ୍ଦୀରୁ ଅଛି କଟକରେ ଲୋକମାନେ ସପ୍ତମ ଶତାବ୍ଦୀରୁ ବସବାସ କରୁଛନ୍ତି। ତେଣୁ ଏଇଟା ଗୋଟେ କଥା ସେମାନେ ପାଇଲା ପରେ ବାଲିଯାତ୍ରା ପୂର୍ବରୁ ତାଙ୍କର ଖନନ କାର୍ଯ୍ୟ ବନ୍ଦ କରିଦେଲେ କିନ୍ତୁ ତାଙ୍କର ରିପୋର୍ଟ ସେମାନେ ରିପୋର୍ଟ ତ ଆମ ସହର ଆହୁରି 300 ବର୍ଷ ଅଧିକ ପୁରୁଣା ବୋଲି ଆଗର ପ୍ରମାଣିତ ହେଲା। ସେ ରିପୋର୍ଟଟି ଆସିଲେ ତାକୁ ସେମାନେ ପବ୍ଲିକ କରିବେ ବୋଲି କହୁଛୁ ଏବେ କରିବେ। ସେ ଯାହା ହଉ ମୋଟ ଉପରେ କହିବା କଥା ହେଲା ଏତେ ପୁରୁଣା ସଭ୍ୟତା ହେଇ ମଧ୍ୟ ଏବଂ ଏଠି ସଭ୍ୟତା ଯୋଉ ସବୁ ସୁବିଧା ଅସୁବିଧା ହୁଏ ତା ତ ଘଟିଛି ନିଶ୍ଚୟ। ଉତ୍ଥାନ ପତନ ଆମେ ବହୁତ ଦେଖିଛେ, ଯୁଦ୍ଧ ଦେଖିଛେ, ବରୁଳି ଦେଖିଛେ, ସବୁ କିଛି ଦେଖିଛେ କିନ୍ତୁ ଆମେ ଯୋଉଠି ପହଞ୍ଚିବା କଥା ସେଇଠି ପହଞ୍ଚି ପାରିଛେ କି ବୋଧ ହୁଏ ନା। ମୁଁ ସେ ବିଷୟରେ ଆଉ ଟିକେ କିଛି ସମୟ ପରେ କହିବି ଆମେ ଆଲୋଚନା କରିବା। କିନ୍ତୁ ଏହାର ମୁଖ୍ୟ କାରଣ କଣ ଯଦି ଆମେ ଦେଖିବା ମୁଖ୍ୟ କାରଣ ଅ ଯେତେ ଆମର ଦେଶୀ ଶାସକ ନୁହନ୍ତି ଆମେ ନିଜେ। ତାର କାରଣ ହଉଛି ମୁଁ ଯୋଉଟା କିଛି ସମୟ ପୂର୍ବରୁ କହିଲି ଲୋକମାନେ ମୋ ସହିତ ଏକମତ ହେବେନି ମୁଁ ଜାଣେ ତଥାପି ମୁଁ କହିବି ଯେ ଆମର ପ୍ରବୃତ୍ତି ବହୁ ପରିମାଣରେ ଦାୟୀ ଆମର ଯୋଉଭଳି ଅବସ୍ଥା ଘଟିଛି ସେଥିପାଇଁ। ଆମେ ଯୋଉ ଆଗକୁ ଯାଇପାରୁନେ ଆଜି ମଧ୍ୟ ଦେଖନ୍ତୁ ଅନ୍ୟାନ୍ୟ ପ୍ରଦେଶ ତୁଳନାରେ ଓଡିଶା ଅନେକ ବିଷୟରେ ପଛୁଆ। ଆମର ବୁଦ୍ଧି ଅଛି ଆମର ପିଲାମାନେ ବହୁତ ବୁଦ୍ଧିଆ ବହୁତ ଭଲ ପାଠ ପଢନ୍ତି କିନ୍ତୁ ଆମେ ଯୋଉ ଭଳି ଆଗକୁ ଯିବା କଥା ଉନ୍ନତି କରିବା କଥା ଆମେ କରିପାରୁନୁ। କିନ୍ତୁ ଆମର ପିଲାମାନେ ଯେତେବେଳେ ଓଡିଶା ବାହାରକୁ ଚାଲି ଯାଉଛନ୍ତି ଯୋଉଠି ବି ଚାକିରି କରୁଛନ୍ତି ବା ଯୋଉଠି କାମ କରୁଛନ୍ତି ସେମାନେ ଯଥେଷ୍ଟ ପ୍ରଶଂସା ସହ କାରଣ ହଉଛି ସେମାନେ ସେଠି ସିନସିୟରଲି ସିରିୟସଲି କାମ କରୁଛନ୍ତି ଯୋଉଟା କି ଓଡିଶାର ପାଣି ପବନରେ ହୁଏତ ଅନେକ ସମୟରେ ସମ୍ଭବ ହଉନାହିଁ ବା ହୁଏ ନାହିଁ। ତ ଏଇଭଳି କଥା ଆମକୁ ଟିକେ ଚିନ୍ତା କରିବାକୁ ପଡିବ। କିନ୍ତୁ ତା ପୂର୍ବରୁ ମୁଁ କହିବି ଆପଣ ଦେଖନ୍ତୁ ଆମର ଯୋଉ କଟକ ସହର ଏଇ କଟକ ସହରକୁ ସାହିତ୍ୟ କ୍ଷେତ୍ରରେ ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ଯୋଉ କବିଙ୍କ କଥା ମୁଁ କହିଲି ସେ କବି ତାଙ୍କ ଘରେ ଆସି ରହିକିରି କବିତା ଲେଖିଥିଲେ ଜୟନ୍ତ ମହାପାତ୍ର। ଜୟନ୍ତ ମହାପାତ୍ର 2023 ମସିହାରେ ଚାଲିଗଲେ କିନ୍ତୁ ତାଙ୍କର କବିତା ଆପଣ ଦେଖିବେ ଅଧିକାଂଶ ଜାଗାରେ ସେ କଟକର ପାଣି ପବନ ମାଟି ବା ଓଡିଶାର ପାଣି ପବନ ମାଟି ଏବଂ ସେ ଚାହିଁଥିଲେ ଭାରତର ବିଭିନ୍ନ ସ୍ଥାନ ମଧ୍ୟରୁ କୌଣସି ଗୋଟେ ସ୍ଥାନରେ ବା ବିଦେଶରେ କୌଣସି ଗୋଟେ ବିଶ୍ୱବିଦ୍ୟାଳୟରେ ଅତି ଆରାମରେ ଯାଇ ରହିପାରିବେ କିନ୍ତୁ ସେ ଗଲେ ନାହିଁ। ତାର କାରଣ କଣ? ତାର କାରଣଟା ହଉଛି କଟକ। ସେ କଟକକୁ ଏତେ ଭଲ ପାଉଥିଲେ ଯେ କଟକ ଛାଡିଯିବା କଥା କେବେ ଚିନ୍ତା କରିନାହାନ୍ତି ଏବଂ ଯେତେବେଳେ ବି ସୁଯୋଗ ପାଇଛନ୍ତି ସେ ସୁଯୋଗ ସେ ହାତଛଡା କରିଛନ୍ତି ତାର ସଦୁପଯୋଗ କରି। ଏବଂ ଗୋଟିଏ କଥା ଅନ୍ତତଃ ବ୍ୟକ୍ତିଗତ ଭାବରେ ମୁଁ ଜାଣେ ତାଙ୍କର ପୁଅ ବୋହୂ ରୁହନ୍ତି ସିଙ୍ଗାପୁରରେ ତାଙ୍କ ପୁଅ ଏବେ ଆଉ ସେ ନାହାନ୍ତି ତାଙ୍କ ପୁଅ ତାଙ୍କୁ ବାରମ୍ବାର ଅନେକ ବର୍ଷ ଧରି ଡାକିଛନ୍ତି ଯେ ଆପଣ ଏଠି ଏକୁଟିଆ କାହିଁ ଅଛନ୍ତି ବିଶେଷ କରି ତାଙ୍କର ମାତୃଦେହ ଘଟିଲା ପରେ ଆପଣ ଏଠି ଏକୁଟିଆ କାହିଁ ରହୁଛନ୍ତି ଆମ ପାଖକୁ ପଳେଇ ଆସନ୍ତି। ସେ କିନ୍ତୁ କେବେ ଯାଇନାହାନ୍ତି ମାନେ ସେ ସିଙ୍ଗାପୁର ପାଇଁ ଭିସା ପାଇଁ ଆପ୍ଲାଏ କରିବାକୁ ତାଙ୍କ ପୁଅ କହିଲା ସେ ଆପ୍ଲାଏ କଲେ। ଆପଣ ଦେଖନ୍ତୁ ମୁଁ ଏଇଟା କଥାଟା ଏଇଥିପାଇଁ କହୁଛି ଯେ କଟକରେ ଗୋଟେ ଅହେତୁକ ମାୟା ଅଛି ଗୋଟେ ପ୍ରଭାବ ଅଛି ଅଧିକାଂଶ ବ୍ୟକ୍ତି ମୁଁ ନିଜେ ମୋ ପରିବାରରେ ଦେଖିଛି କଟକ ଛାଡିକିରି ଯିବେନି ବୋଲି ମୋର ବାପା ଏବଂ ମୋର ଭାଇ ଚାକିରି ଛାଡିଥିଲେ। ବାହାରେ ତାଙ୍କୁ ଚାକିରି ମିଳିଥିଲା କିନ୍ତୁ ସେମାନେ ଚାକିରି କଲେନି ତାର କାରଣ ହଉଛି ଯେ ସେମାନେ କଟକକୁ ଛାଡିକି ଯିବାକୁ ଚାହିଁଲେ।
ତ ଏଇ ଗୋଟେ ଅଦ୍ଭୁତ ପରିସ୍ଥିତି। ଏଠି କେତେ ଦୂର ଉଚିତ କେତେ ଦୂର ଅନୁଚିତ ସେ ବିଷୟରେ ଆମେ ବିଚାର କରିବାନି। ତାର କାରଣ ହଉଛି ଏଗୁଡା ସବୁ ବ୍ୟକ୍ତିଗତ ନିଷ୍ପତ୍ତି, କିନ୍ତୁ ବ୍ୟକ୍ତିଗତ ନିଷ୍ପତ୍ତି ହିସାବରେ ମଧ୍ୟ ଯଦି ଆମେ ଦେଖିବା ଏଭଳି ଲୋକ କାହିଁକି କରନ୍ତି ସେଟା ବୁଝିବା କଷ୍ଟ। କିନ୍ତୁ କିଛି ଗୋଟେ ତ ସେ ଯୋଉ ଆଜିକାଲି ଜେନେରେସନ ପିଲାମାନେ କହୁଛନ୍ତି କୁଛ ତ ହୋଗା। ହଁ, ତ ସେ ଯୋଉ କୁଛ ତ ହୋଗା ତା କଣ କଟକ କ୍ଷେତ୍ରରେ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଜାଣିପାରିନି। କିନ୍ତୁ କିଛି ଗୋଟେ ଅଛି ଯାହା ଲୋକଙ୍କୁ ଜାବୁଡି ଧରେ, ତାଙ୍କର ଗୋଡରେ ଆ ଦଉଡି ବାନ୍ଧିଲା ଭଳିଆ, ତାଙ୍କ ଫାସ ପକେଇଲା ଭଳିଆ ତାଙ୍କୁ ସବୁ ଦିଏ, ଯାହା ଫଳରେ ସେମାନଙ୍କର ବ୍ୟକ୍ତିଗତ ବା ସାମାଜିକ ଜୀବନରେ ହୁଏତ କିଛି କିଛି କ୍ଷତି ହୁଏ, କିଛି ଅସୁବିଧା ମଧ୍ୟ ହୁଏ। ଏଇ କଥାରୁ ମନେ ପଡିଲା ମୋର, ଆପଣ ଆଉ ଗୋଟେ ଉଦାହରଣ ଯୋଉଟା ଆପଣ ମାନେ ଜାଣିଛନ୍ତି, ଏଟା ଇତିହାସର କଥା। ଅଳ୍ପ ଦିନ ତଳର କଥା। ଅକ୍ଷୟ ମହାନ୍ତି ଚାହିଁଥିଲେ ଅନ୍ୟ ଜାଗାରେ ଯାଇ ରହିପାରିଥାନ୍ତେ ଏବଂ ଭଲ ସଙ୍ଗୀତଜ୍ଞର ମାନ୍ୟତା ଏବଂ ସ୍ୱୀକୃତି ଏବଂ ସମ୍ମାନ ପାଇବେ। ସେ କିନ୍ତୁ କଟକ ଛାଡିଲେ ନାହିଁ। ଏବଂ ଇଣ୍ଟରେଷ୍ଟିଂ ଇଣ୍ଟରେଷ୍ଟିଂ କଥା ହଉଛି ଯେ ସେ ଥରେ କହିଲେ, କିଏ ଗୋଟେ ତାକୁ କହିଲା ଯେ ଆରେ କଟକରେ ତ ଆଉ କିଛି ନାହିଁ, କଟକ ସବୁ ପଳେଇଲାଣି। ଅକ୍ଷୟ ମହାନ୍ତି କହିଲେ କିଏ ତତେ କହିଲା? ଯେତେବେଳେ ଯାଏ କଟକରେ ଅକ୍ଷୟ ମହାନ୍ତି ଅଛି ଆଉ ହାଇକୋର୍ଟ ଅଛି, ସେତେବେଳେ କିଏ କହିବ, କାହିଁକି କହିବ ଯେ କଟକରେ କିଛି ନାହିଁ? ତ ଆପଣ ଦେଖନ୍ତୁ କଟକକୁ ଭଲ ପାଇବା ତାଙ୍କର ଏତେ ଅଧିକା ଥିଲା ଯେ କଟକରୁ ସବୁ ପଳେଇ ଯାଉଛି ଏକଥା କହିବା ଲାଗି ସେ ଚାହୁଁ। ଏବଂ ଏଇ ଯୋଉ ପ୍ରକ୍ରିୟାଟା ଆପଣ ଦେଖିବେ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଏବଂ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ କଟକ ପୁରା ସମ୍ପୂର୍ଣ୍ଣ ରୂପେ କେନ୍ଦ୍ରବିନ୍ଦୁ ସାଜିଥିଲା ଓଡ଼ିଶା। ତାପରେ ପରେ ଯେତେବେଳେ ନିଷ୍ପତ୍ତି ହେଲା ଯେ ଭୁବନେଶ୍ୱରକୁ ନିଆଯିବ ରାଜଧାନୀ, ସେ ନିଷ୍ପତ୍ତିରେ ମଧ୍ୟ ବହୁତ କିଛି ପରିବର୍ତ୍ତନ ଘଟିଛି। ସେ ବିଷୟରେ ଆପଣ ମାନେ ଚାହିଁଲେ ଜାଣିପାରିବେ। କିନ୍ତୁ ମୁଁ ଗୋଟେ କଥା କହିବି ଯେ ଏଇ ଯୋଉ ଘୁଞ୍ଚିବାଟା, ରାଜଧାନୀ ଘୁଞ୍ଚିବାଟା ବହୁତ ଧୀରେ ଧୀରେ ଘଟିଲା ଏବଂ ଏବେ ପର୍ଯ୍ୟନ୍ତ ମଧ୍ୟ କିଛି କିଛି ଅଫିସ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହଉଛି। ଏଇ ପ୍ରକ୍ରିୟା ଗୋଟେ ବିଳମ୍ବିତ ପ୍ରକ୍ରିୟା। କିନ୍ତୁ ତାର ଅନ୍ୟ ଦିଗଟା ହେଲା ଯୋଉଟା ମୋର ଅତି ପ୍ରିୟ କବି, ଆମର ଏଇ କଟକର କବି ଦେବଦାସ ଛୋଟରାୟ କୁହନ୍ତି। ଦେବଦାସ ଛୋଟରାୟ କୁହନ୍ତି, ଆରେ ଆଉ ଗୋଟେ ସହର ଗଢିବାର କିଛି ଅସୁବିଧା ନାହିଁ, ଗୋଟେ ନୂଆ ରାଜଧାନୀ ତିଆରି କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ନୂଆ ରାଜଧାନୀ ଗଢିବା ପାଇଁ ବା ଆଉ ଗୋଟେ ସହର ଗଢିବା ପାଇଁ ଆଉ ଗୋଟେ ସହରକୁ, ଭିନ୍ନ ଗୋଟେ ସହରକୁ ଲୁଟ କରିବା ବା ଭିନ୍ନ ଗୋଟେ ସହରକୁ ନେଗ୍ଲେକ୍ଟ କରିବା ଉଚିତ। ମତେ ଲାଗେ ଏ କଥା ଏ କଥାରେ କିଛି ସତ୍ୟତା, କିଛି ଯଥାର୍ଥତା। ଯଦିଓ ଆପଣ ଦେଖିବେ କାଗଜ କଲମରେ କଟକ ଏବଂ ଭୁବନେଶ୍ୱର ହେଲେ ଦ୍ୱୈତ ନଗରୀ, ଦ୍ୱୈତ ସହର। କିନ୍ତୁ ଆପଣ ଟିକେ ଆମର ପଡୋଶୀକୁ ଦେଖନ୍ତୁ, ସିକନ୍ଦରାବାଦ, ହାଇଦ୍ରାବାଦ। ସିକନ୍ଦରାବାଦ, ହାଇଦ୍ରାବାଦ ବି ଟୁଇନ୍ ସିଟିଜ। କିନ୍ତୁ ସେଠି କିଭଳି ଭାବରେ ଉନ୍ନତି ଉଭୟ ସହରର ଘଟୁଛି, ଏଠି କିନ୍ତୁ କଟକକୁ ମୋର ମନେ ହୁଏ ଯୋଉମାନେ ଗାଦିରେ ଅଛନ୍ତି, ବିଶେଷ କରି ଲୋକସଭା ଭବନରେ ବସୁଛନ୍ତି ବା ଆଉ କୋଉଠି କୋଉଠି ଭୁବନେଶ୍ୱରରେ ବସୁଛନ୍ତି, ସେମାନେ ଭୁଲି ଯାଉଛନ୍ତି ଯେ କଟକ ଗୋଟେ ଜାଗା ଅଛି ଏବଂ ତାର ଉନ୍ନତି କରାଯିବା ଉଚିତ ଏବଂ ଉନ୍ନତି କରାଗଲେ ସମସ୍ତଙ୍କର ଲାଭ, ସେମାନଙ୍କର ମଧ୍ୟ। ତ ଏଇଟା ଗୋଟେ ବଡ ଦୁର୍ଭାଗ୍ୟଜନକ ପରିସ୍ଥିତି। ତେଣୁ କଟକରେ ଆପଣ ଦେଖିବେ ସୁବିଧା ସୁଯୋଗ ଏବଂ ଅନ୍ୟାନ୍ୟ କଥା ଆମେ ପଛରେ ପଡିଛୁ। କିନ୍ତୁ କିନ୍ତୁଟା ବହୁତ ଗୁରୁତ୍ୱପୂର୍ଣ୍ଣ ଏଠି ଏଇଥିପାଇଁ ମୁଁ କହିଲି ଯେ କଟକରେ ଯେହେତୁ ଅଧିକାଂଶ ଲୋକ ସ୍ୱପ୍ନ ଦେଖିବାକୁ ଭଲ ପାଆନ୍ତି, ସେମାନେ ଆଜି ମଧ୍ୟ କଟକକୁ ଭଲ ପାଉଛନ୍ତି, କଟକର ଦହିବରା ଆଳୁଦମକୁ ଭଲ ପାଉଛନ୍ତି, କଟକର ନଳା-ନର୍ଦ୍ଦମାକୁ ଭଲ ପାଉଛନ୍ତି, କଟକର ପକୋଡିକୁ ଭଲ ପାଉଛନ୍ତି। କଟକର ସବୁ କିଛିକୁ ଭଲ ପାଇ ସେମାନେ କଷ୍ଟ ହଉ ପଛେ ଏଇଠି ମୁହଁ ଜାକି ପଡିଛନ୍ତି।
ତ ଆମେ ଯଦି କଟକକୁ କହିବା ଯେ ଗୋଟେ ସ୍ୱପ୍ନର ସହର, ତାର ଆଉ ଗୋଟେ ଦିଗ ଅଛି। ସେ ଦିଗଟା ହଉଛି, ଆପଣ ଯଦି ଦେଖିବେ ମୁଁ ଯୋଉ ସମୟଟା କହିଲି, ମୁଁ ପୂର୍ବକୁ ଯାଉନି ବେଶୀ, ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ, ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ। ଆପଣ ଦେଖନ୍ତୁ ଓଡିଶାର ପ୍ରତ୍ୟେକ ବ୍ୟକ୍ତିତ୍ବ ମନୀଷୀ କଟକକୁ ହିଁ ଆସିଛି ବା କଟକର। କଟକରେ ଜନ୍ମ ନେଇଛନ୍ତି ବା କଟକକୁ କର୍ମକ୍ଷେତ୍ର ଭାବରେ ଅଛି। ଜନ୍ମକ୍ଷେତ୍ର ହଉ ବା କର୍ମକ୍ଷେତ୍ର ହଉ, ଅଧିକାଂଶ ବ୍ୟକ୍ତିତ୍ୱଙ୍କ କ୍ଷେତ୍ରରେ, ଜଣାଶୁଣା ବ୍ୟକ୍ତିତ୍ୱ କ୍ଷେତ୍ରରେ କଟକ ହିଁ କେନ୍ଦ୍ର। କଟକ ଆପଣ ଯାହାଙ୍କ ନାଁ କହିବେ, ସେ ମଧୁସୂଦନ ଦାସ ହୁଅନ୍ତୁ, ପ୍ରଣବ ଗୋପବନ୍ଧୁ ଦାସ ହୁଅନ୍ତୁ, ବା ଆପଣ ତା ପରେ ପରେ ଆସିଥିବା ମନମୋହନ ଚୌଧୁରୀଙ୍କ କଥା କହିପାରନ୍ତି, ଗୋପବନ୍ଧୁ ଚୌଧୁରୀଙ୍କ କଥା କହିପାରନ୍ତି, ବିନୋଦ କାନୁନଙ୍କ କଥା କହିପାରନ୍ତି, ଯାଦବ ମହାପାତ୍ରଙ୍କ କଥା କହିପାରନ୍ତି, ସଚିନ ରାୟଙ୍କ କଥା କହିପାରନ୍ତି। ଆପଣ ଯାହା କଥା କହିବେ, ଯାହାଙ୍କ କଥା କହିବେ, ଦେଖିବେ ଯେ କଟକ ତାଙ୍କ ଜୀବନରେ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏବଂ ଖାଲି କଟକ ତାଙ୍କ ଜୀବନରେ ଯେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ତା ନୁହେଁ, କଟକକୁ ସେମାନଙ୍କର ଅବଦାନ ମଧ୍ୟ ଯଥେଷ୍ଟ। ମୁଁ ଯୋଉ କହୁଥିଲି ଆପଣଙ୍କୁ, ଗୋପବନ୍ଧୁ ଚୌଧୁରୀ ବା ମନମୋହନ ଚୌଧୁରୀ, ଯୋଉ ଚୌଧୁରୀ ପରିବାର, ଆପଣ ଭାବନ୍ତୁ ସେମାନେ ଯଥେଷ୍ଟ ସ୍ୱଚ୍ଛନ୍ଦ ଥିବା ପରିବାର। ସେମାନଙ୍କ ପାଖରେ କୌଣସି ଜିନିଷର ଅଭାବ ନଥିଲା। ଜମିଦାର ତାଙ୍କ ଭିତରୁ ମଧ୍ୟ ଥିଲେ କେତେଜଣ, କିନ୍ତୁ ସେମାନେ ସବୁ କିଛି ଛାଡି ସ୍ୱାଧୀନତା ସଂଗ୍ରାମରେ ସମ୍ପୂର୍ଣ୍ଣ ରୂପେ ଝାଂସି ରମାଦେବୀ ଚୌଧୁରୀଙ୍କଠୁ ଆରମ୍ଭ କରି ଅନ୍ୟମାନଙ୍କ, ଏଇଟା କେବଳ କଟକରେ ହିଁ। ତାର କାରଣ ହଉଛି କଟକ ସେତେବେଳେ ଥିଲା ସମସ୍ତଙ୍କ ମାନସ ପଟରେ ମୁଖ୍ୟ କେନ୍ଦ୍ରବିନ୍ଦୁ। ଯାହା କିଛି ଘଟୁଥିଲା ଓଡିଶାରେ ଏକଦା ଏଇଠାରୁ ହିଁ ତା ଆରମ୍ଭ ହଉଥିଲା, କଟକ ହିଁ ଆରମ୍ଭ ହଉଥିଲା ବା କଟକରୁ ହିଁ ସୂତ୍ରପାତ ହଉଥିଲା। ବା ଯଦି ସେ କଥାଟା ସେ ଆଗରୁ ଚିନ୍ତା କରିଥିଲେ, ସେଇଟା ଗୋଟେ ଗଛରେ ବା ଗୋଟେ ଫଳ ହଉ କି ଫୁଲ ହଉ କି ଗଛ ହଉ, ହଉଥିଲା କଟକର ମାନେ। ତେଣୁ କଟକର ଭୂମିକା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା। ଆପଣ ଯେକୌଣସି କ୍ଷେତ୍ରରେ, ମୁଁ ରାଜନୀତି କଥା କହିଲି, ସ୍ୱାଧୀନତା ସଂଗ୍ରାମ କଥା କହିଲି, ତାପରେ ରାଜନୀତି କଥା ଦେଖନ୍ତୁ, ଆପଣ ଯେକୌଣସି ଅ ମୁଖ୍ୟମନ୍ତ୍ରୀ କୁହନ୍ତୁ, କଟକରୁ ଭୁବନେଶ୍ୱରକୁ ବୁଝେଇବା ରାଜଧାନୀ ପଛରେ ଥିବା ହରେକୃଷ୍ଣ ମହତାବ ମଧ୍ୟ, ତାଙ୍କର ମଧ୍ୟ କର୍ମକ୍ଷେତ୍ର ଥିଲା କଟକ। ପ୍ରଜାତନ୍ତ୍ର ପରିସର ବିହାରୀ ବାଗ, ତ ସବୁ ଆପଣ ଯେତେ ଦେଖିବେ ରାଜନେତା, ସମସ୍ତେ କଟକକୁ ହିଁ ବାଛିଥିଲେ ନିଜର କର୍ମସ୍ଥଳୀ। ତାପରେ ଦେଖିବା ଆମେ ଯଦି ଶିକ୍ଷା, ଶିକ୍ଷା କ୍ଷେତ୍ର ତ ଆପଣ ଜାଣିଛନ୍ତି, ଓଡିଶାର ପ୍ରଥମ ସ୍କୁଲ, ଓଡିଶାର ପ୍ରଥମ ବିଦ୍ୟାଳୟ, ପ୍ରଥମ ମହାବିଦ୍ୟାଳୟ, ପ୍ରଥମ ବିଶ୍ୱବିଦ୍ୟାଳୟ, ସବୁ କିଛି ଗଢି ଉଠିଥିଲା ଏଇ କଟକ। ରେଭେନ୍ସା କଲେଜ ସ୍କୁଲ, ରେଭେନ୍ସା କଲେଜ, ଉତ୍କଳ ୟୁନିଭର୍ସିଟି, ସବୁ କିଛି ଗଢିଥିଲା, ଗଢି ଉଠିଥିଲା ଏଇଠି। ଓଡିଶାର ସେକ୍ରେଟାରିଏଟ ବା ସଚିବାଳୟ ଥିଲା କଟକ। ପରବର୍ତ୍ତୀ କାଳରେ ସେଟା ପରିବର୍ତ୍ତନ ହେଲା, ଭୁବନେଶ୍ୱରକୁ ଗଲା, ଲୋକସଭା ଭବନ ଏବେ କହୁଛନ୍ତି, ପ୍ରଥମ ତାକୁ ସେକ୍ରେଟାରିଏଟ। ତ ଏଇ ଯୋଉ କଟକର ଆପଣ ଯେକୌଣସି ଗୋଟେ ସ୍ପିୟର କୁହନ୍ତୁ, ଯେକୌଣସି ଗୋଟେ କ୍ଷେତ୍ର କୁହନ୍ତୁ, ଯୋଉଠି କି କଟକର କୌଣସି ଭୂମିକା ନଥିଲା। ଆପଣ ଖେଳ କ୍ଷେତ୍ରରେ ଦେଖନ୍ତୁ, ସ୍ପୋର୍ଟସ ଆଣ୍ଡ ଗେମ୍ସ, ବାରବାଟୀ ଷ୍ଟାଡିୟମ ସୃଷ୍ଟି ହେଇକରି ପ୍ରଥମ ଥର ପାଇଁ ଗୋଟେ ବହୁମୁଖୀ ଷ୍ଟାଡିୟମ ବା ମଲ୍ଟିପର୍ପଜ ଷ୍ଟାଡିୟମ ସୃଷ୍ଟି ହେଲା। ଏବଂ ତା ମାଧ୍ୟମରେ ଖେଳକୁଦକୁ ଯୋଉଭଳି ଭାବରେ ପ୍ରୋତ୍ସାହନ ମିଳିଲା, ସେଇଟା ତା ଆଗରୁ କେବେ, କଟକରେ ହିଁ ଆସିକିରି ମେଜର ଧ୍ୟାନଚାନ୍ଦ 2 ବର୍ଷ କାଳ ରହି କଟକର ପିଲା, ଯୋଉ ପିଲାମାନେ ଥିଲେ ହକିର, ତାଙ୍କୁ ଶିକ୍ଷା ପ୍ରଦାନ, ତାଙ୍କୁ ହକି ଶିକ୍ଷା। କଟକରେ ହିଁ ଭୈରବ ମହାନ୍ତି ଗୋଟେ
ଆମ ସାରା ଦେଶରେ କାହିଁକି ଗୋଟେ ବିଶ୍ୱରେ ଗୋଟେ ରେକର୍ଡ ସୃଷ୍ଟି କଲେ ଯେ ନିଜସ୍ୱ ଉଦ୍ୟମରେ ଗୋଟେ ଲଟେରୀ ମାଧ୍ୟମରେ ଯାହାକୁ ବାରବାଟୀ ରାଫେଲ୍ସ ଟଙ୍କାଟେ ସେଇଥିରେ ପଇସା ସଂଗ୍ରହ କରିକିରି ସେ ଗୋଟେ ଏତେ ବଡ ଷ୍ଟାଡିୟମ ତିଆରି କଲେ। ରେଭେନ୍ସା କଲେଜ ମଧ୍ୟ କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ଏବଂ କିଛି ସରକାରୀ ଅନୁଦାନ ସମ୍ଭବ। ଆପଣ ଯେକୌଣସି କଥା କୁହନ୍ତୁ ଦେଖିବେ ତାର ଆରମ୍ଭଟା କଟକ। କଟକରୁ ଆରମ୍ଭ ହୁଏ ଅନ୍ୟ ଆଡକୁ ଧୀରେ ଧୀରେ ଯାଏ ଯାହାକି ଯିବା ଉଚିତ। ଏଟା ଘଟିଛି। ଆପଣ ରାଜନୀତି କଥା ଆମେ ଟିକେ ଆଲୋଚନା କଲେ ଅଳ୍ପରେ ଆଉ ଆପଣଙ୍କର ଅର୍ଥନୀତି ବି ଦେଖିବେ କଟକ ହିଁ ଥିଲା ଆମର ଯୋଉ ନଦୀ ପଥ ଥିଲା ଜଳପଥ ଜଳପଥ ସଂଯୋଗର ଗୋଟେ ମୁଖ୍ୟ ବିନ୍ଦୁ ଥିଲା କଟକ। ପଶ୍ଚିମ ଓଡିଶାରୁ ସମ୍ବଲପୁର ସୋନପୁର ଏସବୁ ଅଞ୍ଚଳରୁ ଅନେକ ଜିନିଷ ଆସୁଥିଲା କଟକ ଏବଂ କଟକରୁ କେନ୍ଦ୍ରାପଡା ବାଟ ଦେଇ ହଉ ନହେଲେ ଭଦ୍ରକ ବାଟ ଦେଇ ହଉ ଚାନ୍ଦବାଲି ବାଟ ଦେଇ ହଉ ବାହାରକୁ ଯାଉ। ତେଣୁ କଟକଟା ଥିଲା କେନ୍ଦ୍ରବିନ୍ଦୁ ଆମର ଯୋଉ ଜଳପଥ ଯେତେବେଳେ ଆମ ପାଖରେ ଥିଲା ଏବଂ ଜଳପଥକୁ ଆମେ ତା ଯାହାର ସଦୁପଯୋଗ ହଉଥିଲା। ଦୁଃଖର କଥା ଯେ ସ୍ୱାଧୀନତା ପରେ ଯେତେବେଳେ ରେଳ ବ୍ୟବସ୍ଥା ହେଇଗଲା ଏବଂ ରାସ୍ତା କିଛି କିଛି ହେଇଗଲା ଆମେ ଜଳପଥଟାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ସେଟା ନ ହେଇଥିଲେ ଆଜି ଆମେ ଭାବୁଛୁ ଭଲ ହେଇଥାନ୍ତା। କିନ୍ତୁ ସେଟା ଘଟି ସାରିଛି। ତା ପୂର୍ବରୁ ଆପଣ ଦେଖନ୍ତୁ ଏଇ ଯେତେବେଳେ ଆମେ ବାଣିଜ୍ୟ ବ୍ୟବସାୟ ଏଇଠୁ ଆମର ସାଧବ ମାନେ ଓଡିଶାର ମୁଁ ଭାବେ କେତେଟା ପଏଣ୍ଟରୁ ଯାଉଥିଲେ ଖାଲି କଟକ କିନ୍ତୁ କଟକ ଗୋଟେ ମୁଖ୍ୟ ବିନ୍ଦୁ ଥିଲା। ଏଠୁ ଯାଆନ୍ତି ହଲସପଟ ଯାଏ ତାପରେ ସେଠୁ ଯାଆନ୍ତି ଆ ଆପଣଙ୍କର ଜାହାଜରେ ଏପଟେ ଚାନ୍ଦବାଲିରୁ ଆମେ ସବୁ କଲିକତା ଯାଉଥିଲେ ମଧୁବାବୁ ଯୋଉମାନେ ପାଠ ପଢିବାକୁ ଯାଉଥିଲେ ଆମର ଜେଜେବାପାଙ୍କ ଜେନେରେସନ ସେମାନେ ସବୁ କଲିକତା ବିଶ୍ୱବିଦ୍ୟାଳୟକୁ ଯୋଉ ଯାଉଥିଲେ ସେମାନେ ଡଙ୍ଗା ଯୋଗେ ହିଁ ଯାଉଥିଲେ ଚାନ୍ଦବାଲି ଯାଏ ପୁଣି ଚାନ୍ଦବାଲିରୁ ଯାଉଥିଲେ କଲିକତା। ତ କଟକ ସବୁବେଳେ ଗୋଟେ କେନ୍ଦ୍ର ସ୍ଥଳରେ ରହିଛି ବା କେନ୍ଦ୍ର ବିନ୍ଦୁ ଭାବରେ କାମ କରୁଛି ଏବଂ କଟକର ଏଇ ଯୋଉ କଥାଟା ଘଟି ପାରିଛି ତାର କାରଣ ହଉଛି ମୁଁ ଯୋଉ ଯେତେବେଳେ ଶୀର୍ଷକ ବାଛିବା କଥା ମଧୁସୂଦନ ବାବୁ କହିଥିଲେ ଅଜିତ କହିଥିଲେ ଜାଣିକିରି କହିଥିଲି ଯେ ଏଟାକୁ ଆମେ ଗୋଟେ ସ୍ୱପ୍ନର ନଗରୀ ବୋଲି କହିବା। ତାର କାରଣ ହଉଛି ଯଦି ସ୍ୱପ୍ନ ନଥାନ୍ତା ତାହେଲେ ଏଠି କିଛି ଘଟିନି। ମଧୁବାବୁ କିଛି ସ୍ୱପ୍ନ ଧରିକିରି କଟକ ଗୌରୀଶଙ୍କର କିଛି ସ୍ୱପ୍ନ ଧରିକିରି କଟକକୁ ଆସିଥିଲେ ଯେ ଓଡିଆ ଭାଷାକୁ ବଞ୍ଚେଇବି ଓଡିଆ ସାମ୍ବାଦିକତାକୁ ଏଇବି ସମାଜରେ କଣ ଘଟୁଛି ନ ଘଟୁଛି ସେ କଥା ସମସ୍ତଙ୍କୁ ଜଣେଇବି ଏଗୁଡା ଥିଲା ଗୌରୀଶଙ୍କରଙ୍କର ସ୍ୱପ୍ନ ଯାହାକି ଅନେକ ପରିମାଣରେ ସାକାର ହେଇପାରିଥିଲା ଏ କଥା। ମଧୁବାବୁଙ୍କର ଉତ୍କଳ ସମ୍ମିଳନୀର ଯୋଉ ସ୍ୱପ୍ନ ଥିଲା ଏବଂ ଆମର ଗୋଟେ ସ୍ୱତନ୍ତ୍ର ପ୍ରଦେଶ ସୃଷ୍ଟିର ଯୋଉ ସ୍ୱପ୍ନ ଥିଲା ତାହା ମଧ୍ୟ ସାକାର ହେଇଥିଲା ଆମର ଏଇ କଟକ ମାଟିରେ। କିନ୍ତୁ କଥା ଆମେ ଭୁଲିବା ଉଚିତ ଯେ ଏଥିପାଇଁ ପ୍ରତ୍ୟେକଟି ସ୍ୱପ୍ନକୁ ସାକାର ହବା ପାଇଁ ଅନେକ ବ୍ୟକ୍ତିତ୍ୱଙ୍କର ଯୋଗଦାନ ଥିଲା ଅବଦାନ ଥିଲା ଏବଂ ସେ ବିଷୟରେ ଆମେ ସଚେତନ କରିବା ଉଚିତ। କେବଳ କଟକରେ ଘଟିଥିଲା ବା କଟକର ଲୋକଙ୍କ ଦ୍ୱାରା ଘଟିଥିଲା କିନ୍ତୁ ଏମାନେ ଥିଲେ ଆକର୍ଷଣ କେନ୍ଦ୍ରବିନ୍ଦୁ ଏମାନେ ଥିଲେ ଯାହାକୁ କୁହାଯାଏ ଇନଷ୍ଟିଟ୍ୟୁସନ ମେକର୍ସ ମାନେ ଗୋଟେ ଗୋଟେ ଅନୁଷ୍ଠାନ ସୃଷ୍ଟି କରିଥିଲେ। ଆପଣଙ୍କର ଗୋପବନ୍ଧୁ ଦାସ ସେମାନେ ସୃଷ୍ଟି କଲେ ଉତ୍କଳମଣି ଗୋପବନ୍ଧୁ ଦାସ ଆପଣଙ୍କର ଉତ୍କଳ ଗୌରବ ମଧୁସୂଦନ ଦାସ ଉତ୍କଳ ଟ୍ୟାଲେଣ୍ଟ ସୃଷ୍ଟି କଲେ ସମ୍ମିଳନୀ ସୃଷ୍ଟି କଲେ ଅନେକ କଥା ସେ କରିପାରିଲେ। ତ ବର୍ତ୍ତମାନର ପ୍ରଶ୍ନଟା ହଉଛି ଯେ ଏଇମାନେ ଯୋଉ ଏକଦା ମୋ ସହରରେ ଏଇ ସହରରେ ରହିକିରି ଯେତେବେଳେ ବ୍ୟବସ୍ଥା ନିଶ୍ଚିତ ଭାବରେ ଆଜି ଯାହା ଅଛି ତାଠୁ ଆହୁରି ଖରାପ ଥିବ ବୋଲି ଆମେ ଧରିବା କରିପାରିଥିଲେ ବର୍ତ୍ତମାନ କାହିଁକି କିଛି
ତାର ଅନେକ କାରଣ ଅଛି। ଗୋଟିଏ କାରଣ ଆମେ ଆଲୋଚନା କରିସାରିଛେ, ସେଟା ହଉଛି ଯେ ଆମେ ଯେତିକି ପରିମାଣରେ ଏଥିରେ ଇନଭଲ୍ଭ ହବା କଥା, ଠିକ ସମୟ ଏସବୁ କଥାକୁ ଦବା କଥା ଦେଇପାରୁନାହୁଁ ବା ଦଉନୁ। ଦ୍ୱିତୀୟ କଥା ହେଲା, ଯୋଉ ଭଲ ପାଇବାଟା ସେମାନଙ୍କର ଥିଲା, ସେ ଜାଗା ପ୍ରତି ହଉ, ମଣିଷ ପ୍ରତି ହଉ, ଆମର ଭାଷା ପ୍ରତି ହଉ, ସେଇ ପ୍ରକାରର ଭଲ ପାଇବା ହୁଏତ ଆଉ ଆମ ଭିତରେ। ତେଣୁ ଏଗୁଡାକ ଆଉ କିଛି ବାଟ ଯୋଉ ଆଗକୁ ଯିବା କଥା, କିଛି ଉନ୍ନତି କରିବା କଥା, ସେ ସବୁ ନାହିଁ। ତେଣୁ ଆମେ ବର୍ତ୍ତମାନ କଣ କରିପାରିବା ସେ ବିଷୟରେ ଆଲୋଚନା କରିବା। ମୁଁ ଭାବେ ଯେ ଆମେ ଖାଲି କଣ ହଉଥିଲା କଣ ହଉନାହିଁ ଏ ବିଷୟରେ ନିଜକୁ ସୀମିତ ନ ରଖି ଆମେ ଗୋଟେ ଭବିଷ୍ୟତ କଥା ଚିନ୍ତା କରିବା ଉଚିତ। ବିଶେଷ କରି ଆମର ଯେତେବେଳେ ଆମର ସ୍ୱତନ୍ତ୍ର ପ୍ରଦେଶ ଗଠନର 100 ବର୍ଷ ପୂର୍ତ୍ତି ଆଡକୁ ଆମେ ଗତି କରୁଛୁ, 2026, ସେତେବେଳେ ଆମେ ଏ ବିଷୟରେ ଚିନ୍ତା କରିବା ନିହାତି ଉଚିତ, ନିହାତି ଜରୁରୀ। ତାର କାରଣ ହଉଛି ଯାହା ତ ଘଟିବା କଥା ବା ଯାହା ଘଟୁଛି ସେଟା ଭଲ କି ଖରାପ ଆମେ ସଚେତନ ହବା ଏବଂ ସଚେତନ ହେଇକିରି ଆମେ କେମିତି ଉନ୍ନତି କରିପାରିବା, ଆମେ କେମିତି ଉନ୍ନତି ପଥରେ ଆଉ ଦି ପାଦ ଆଗକୁ ଯିବା ସେ ବିଷୟରେ ଚିନ୍ତା କରିବା ଉଚିତ। ପ୍ରଥମ କଥା ହେଲା, ମୁଁ ଭାବେ ମୋର ଜଣେ ବନ୍ଧୁ ଅଛନ୍ତି ରବର୍ଟ ମା, ସେ ଥରେ କହୁଥିଲେ ଯେ ବର୍ତ୍ତମାନ ଏଆଇ ଆମ ସମସ୍ତଙ୍କ ଜୀବନକୁ ପ୍ରଭାବିତ କରୁଛି ଜାଣତରେ ବା ଅଜାଣତରେ। ଆମେ ଏଆଇ ର ସାହାଯ୍ୟ ନେଇ ବର୍ତ୍ତମାନ ଆପଣ ଯୋଉ ବାରବାଟୀର ଚିତ୍ରଟି ଦେଖିଲେ ଏବଂ ବର୍ତ୍ତମାନ ଯୋଉ ଚିତ୍ରଟି ଦେଖୁଛନ୍ତି ନବତଳ ପ୍ରସନ୍ଦର, এই ଦୁଇଟି ଯାକ ଏଆଇ ବ୍ୟବହାର କରି ସୃଷ୍ଟି ହୋଇଛି। ତ ଏଆଇ ମାଧ୍ୟମରେ ସିମ୍ୟୁଲେଟେଡ ବାରବାଟୀ ଏଇଭଳି ଥିଲା। ଓଡିଆ ମାନେ ଏଭଳି ବୀର ଥିଲେ, କପିଳେନ୍ଦ୍ର ଦେବ ଏଇଭଳି ଜଣେ ଅତ୍ୟନ୍ତ ଉଚ୍ଚ କୋଟିର ବୀର ଥିଲେ ଏବଂ ସମ୍ରାଟ ଥିଲେ। ଏସବୁ କଥାକୁ ଆମେ ଲୋକଙ୍କ ପାଖରେ, ନିଜ ଭିତରେ ଏବଂ ଆମର ଚାରିପଟେ ଥିବା ଜନସାଧାରଣଙ୍କ ଭିତରେ ପ୍ରଚାର ପ୍ରସାର କରିବାର ଆବଶ୍ୟକତା ଅଛି। ସେମାନଙ୍କୁ ଯଦି ଆମେ ଦେଖେଇଦବା ଯେ ଦେଖ ବାବୁ ଏଇଟା ହିଁ ଥିଲା ଆମ, ବର୍ତ୍ତମାନ ତୁମମାନେ ଯଦି ଚାହିଁବ, ଆମେ ଯଦି ଚାହିଁବା, ତାହେଲେ ଆମେ ଏଥିରୁ କିଛି ପରିମାଣରେ ଫେରି ପାଇପାରିବା ଏବଂ ତାକୁ ନେଇକରି ଆମେ ଆଗକୁ ଅତି ସୁନ୍ଦର ଭାବରେ ବଢିପାରିବା। ଆମେ ବି ଗୋଟେ ଉନ୍ନତ ରାଷ୍ଟ୍ର, ଉନ୍ନତ ପ୍ରଦେଶ ହେଇପାରିବା। ଉନ୍ନତ ପ୍ରଦେଶ ଗଠନ କରିଥିଲେ ଆଉ ଗଠନ କରିବା ଲାଗି ଆମ ପାଖରେ ସବୁ ଉପାଦାନ ମହଜୁଦ ଅଛି। ତେଣୁ ଆପଣଙ୍କର ଏଆଇ ବା ରୋବଟ ୟୁଜ କରିକି ତାକୁ ଗୋଟେ ସିମ୍ୟୁଲେଟେଡ କହୁଛନ୍ତି, ପ୍ରକୃତ ଜିନିଷ ବି ନୁହେଁ, କିନ୍ତୁ ଆପଣଙ୍କର ଯେମିତି ସୁନାବେଡାରେ ସୁନିଲ ବାବୁ ଜାଣିଛନ୍ତି, ସବୁ ଜାଣିଛନ୍ତି, ସେଠି କିଛି ଉଡାଜାହାଜ ଥାଏ ଯୋଉଥିରେ କି ଆପଣ ବସିଲେ ଆପଣଙ୍କୁ ଲାଗିବ ଏଟା ପ୍ରକୃତ ଉଡା। ସିମ୍ୟୁଲେଟେଡ ସିମ୍ୟୁଲେଟେଡ ମଡେଲ୍ସ ଆମେ ସୃଷ୍ଟି କରିବା ଆମ ଅତୀତର। ସିଏ ବାରବାଟୀ ଦୁର୍ଗ ହଉ କି ସେ ନୌବାଣିଜ୍ୟ ହଉ କି ଆମର ଅନ୍ୟାନ୍ୟ ଯୋଉ କଳା କାରୁକାର୍ଯ୍ୟ ଥିଲା, ମନ୍ଦିର ତିଆରି ନିର୍ମାଣର କଳା କୌଶଳ, ଏ ସବୁକୁ ଯଦି ଆମେ ସିମ୍ୟୁଲେଟେଡ ମଡେଲ୍ସ ତିଆରି କରିପାରିବା ଏବଂ ଆଜିର ଶିଶୁ, ଯୁବକ ଏବଂ ଅନ୍ୟମାନଙ୍କୁ ତାକୁ ଦେଖେଇ ପାରିବା, ତାହେଲେ ମୋର ବିଶ୍ୱାସ ଯେ ସେମାନେ କିଛିଟା ତାଙ୍କର ହେବେ, ଉତ୍ସାହିତ ହେବେ ଏବଂ ଭବିଷ୍ୟତର କଥା ଚିନ୍ତା, ଆଉ ଭବିଷ୍ୟତରେ ଆମକୁ କଣ କଣ ଆବଶ୍ୟକ ସେ କଥା ମଧ୍ୟ ଆଜିଠୁ ଆମେ ଚିନ୍ତା କରିବା ଉଚିତ। ଯେମିତି ଦେଖନ୍ତୁ, ଗୋଟେ ଛୋଟିଆ ଉଦାହରଣ ମୁଁ ଆପଣଙ୍କୁ ଦେବାକୁ ଚାହୁଁଛି। ବାରବାଟୀ କିଲ୍ଲା, ବାରବାଟୀ କିଲ୍ଲା ଆପଣ ଜାଣିଛନ୍ତି ଗୋଟେ ଧ୍ୱଂସସ୍ତୂପ ଭଳି ଅଛି, ଧ୍ୱଂସସ୍ତୂପ ଭଳି ହେଇ ଅଛି, ତାର ଅବସ୍ଥା ଭଲ ନାହିଁ। କିନ୍ତୁ ଆମେ କଟକ ହେରିଟେଜ ୱାର୍କସ ମାଧ୍ୟମରେ ମୁଁ ଏବଂ ମୋର କିଛି ବନ୍ଧୁ ଏବଂ ଯୁବ ବନ୍ଧୁ ମିଶିକିରି ଆମେ ଚେଷ୍ଟା କରୁଛୁ ଅନ୍ତତଃ ତାର କେମିତି ଟିକେ ରକ୍ଷଣାବେକ୍ଷଣ ହବ, ଦୁଇ ତିନୋଟି କଥା କରିବା ପାଇଁ ଆମେ 2019 ମସିହାରୁ ଚେଷ୍ଟା କରୁଛୁ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ସଫଳ। ପ୍ରଥମଟି ହେଲା, ସେ ଗଡଖାଇକୁ ସଫା କର। ଗଡଖାଇଟା ଯେହେତୁ ଦଳ ଭର୍ତ୍ତି ହେଇ ରହିଛି, ତାକୁ ଯଦି ସଫା କରିଦିଆଯାଏ, କଟକ ଭଳି ଜାଗା ଯୋଉଠି ବୁଲାବୁଲି କରିବା ପାଇଁ ବିଶେଷ ଜାଗା ନାହିଁ, ସେଇଠି ଯଦି ଆମେ
ବୋଟ ବା ଡଙ୍ଗା ପକେଇବା ଏବଂ ସେଠି କିଛି ଖାଇବା ଦୋକାନ ଓ ଅନ୍ୟାନ୍ୟ କଥା ରହିବ ତା କୂଳରେ, ତେବେ ନିଶ୍ଚିତ ଭାବରେ ଲୋକ ଆଗ୍ରହୀ ହୋଇ ଆପଣଙ୍କର ଅନ୍ତତଃ ଉପର ବେଳା ସନ୍ଧ୍ୟା ବେଳା ଯାଇ ସେଠି ବୁଲାବୁଲି କରିବେ ଏବଂ ସେଠାର ରକ୍ଷଣାବେକ୍ଷଣ ମଧ୍ୟ ହେଇପାରେ। କିନ୍ତୁ ତାହା ନୁହେଁ। ବର୍ଷ ବର୍ଷ ଧରି ଘଟୁନାହିଁ। ଆମେ ଚେଷ୍ଟା କରୁଛୁ, ଲେଖିକି ଦେଇଛୁ, ବିଭିନ୍ନ ପ୍ରକାରର ଖବର କାଗଜରେ ସମ୍ବାଦ ଛପା ଯାଇଛି, କିନ୍ତୁ କିଛି ହେଇନି। ଦ୍ଵିତୀୟ କଥା ହେଲା ସେ ଆମର ବାରବାଟୀ ବାରମ୍ବାର ଖନନ ହେଇଛି। କଥା ହଉଥିଲେ। ଏବେ ବି କିଛି ଖନନ ନାହିଁ, କିଛି ଖନନ ଫଳରେ କିଛି ସାମଗ୍ରୀ ବାହାରୁଛି। ସେଇ ସାମଗ୍ରୀ ଗୁଡିକ ନିୟମ ହଉଛି ସାରା ଭାରତରେ ଯୋଉଠି ବି ଏକ୍ସକାଭେସନ ହବ ସେଇଠି ଗୋଟେ ସ୍ଥାୟୀ ସାଇଟ୍ ମ୍ୟୁଜିୟମ ରହିବ। ସାଇଟ୍ ମ୍ୟୁଜିୟମ ମାନେ ସେ ଏକ୍ସକାଭେସନ ସାଇଟ୍ ରୁ ଯାହା ବାହାରିଲା ତାକୁ ସେଠି ଡିସପ୍ଲେ କରାଯିବ। ପରବର୍ତ୍ତୀ କାଳରେ ତାକୁ ଏତ କୌଣସି ସଂଗ୍ରହାଳୟ ବା ଅନ୍ୟ ଆଡକୁ ନିଆଯାଇପାରେ। କିନ୍ତୁ ବାରବାଟୀରେ ବର୍ତ୍ତମାନ ଯାଏ ଯଦି ଆମେ ଧରିବା 1998-90କୁ, ତା ପୂର୍ବରୁ ବି ହେଇଥିଲା କିଛି। 1998-90ରେ ଯୋଉ ଏକ୍ସକାଭେସନ ଆପଣ ଦେଖନ୍ତୁ, 90 ମସିହାରୁ ବର୍ତ୍ତମାନ ବିଚାର କଲେ ପ୍ରାୟ 35 ବର୍ଷ ହେଇଗଲା ସେଠି ଗୋଟେ ସାଇଟ୍ ମ୍ୟୁଜିୟମ ନାହିଁ। ଏତେ ବଡ ଏରିଆଟା ସେଠି ଅନ୍ତତଃ ସକାଳେ ସନ୍ଧ୍ୟାରେ ବ୍ୟାୟାମ କରିବା ଲାଗି ହଜାର ହଜାର ଲୋକ ଯାଆନ୍ତି ବୁଲାବୁଲି। କିନ୍ତୁ ତା ଭିତରେ ଗୋଟେ ଆପଣ ଶୌଚାଳୟ ପାଇବେ, ୱାସରୁମ କମ୍ପ୍ଲେକ୍ସ ନାହିଁ। ଏବେ ମୁଁ ଶୁଣିଲି କଣ ଦିଟା ୱାସରୁମ କମ୍ପ୍ଲେକ୍ସ, ମୋବାଇଲ ଟଏଲେଟ, ହଁ ମୋବାଇଲ ଟଏଲେଟ ର ବ୍ୟବସ୍ଥା ଏବେ ସରକାର କରିଛି। କିନ୍ତୁ ସେଟା ଯଥେଷ୍ଟ ବୋଲି ମୁଁ ଭାବୁଛି। କାହିଁକିନା ତା ଭିତରେ ବହୁତ ମହିଳା ଶିଶୁମାନେ ବି ଥାଆନ୍ତି, ଅନ୍ୟମାନେ ବି ବାହାରୁ ଆସନ୍ତି। ତ ସେଇଟା ଗୋଟେ, ମୁଁ ଏତେ କଥା କହିବାର କାରଣ ହଉଛି ଆପଣ ଦେଖନ୍ତୁ ଛୋଟ ଛୋଟ ଘଟଣା ଯାହାକି ନିହାତି ଘଟିବା ଉଚିତ ଏବଂ ଯାହା ସହଜରେ ଘଟି ପାରିବ, ତାହାର ବହୁତ ଗୋଟେ କିଛି ଆଧିରେ ପଇସା ଖର୍ଚ୍ଚ ହବାର ନାହିଁ କି ଆ ଦେହରେ ବହୁତ କିଛି ଅସୁବିଧା ତାହାର ହବାର ନାହିଁ। କିନ୍ତୁ ସେ ସବୁ ଘଟୁନାହିଁ। ତାର କାରଣ ହଉଛି ମତେ ଲାଗେ ଆମର ଯୋଉ ଇଣ୍ଡିଫରେନ୍ସ ବା ଆପଥି, ସେ ଇଣ୍ଡିଫରେନ୍ସ ପ୍ରତି କେବଳ ସାଧାରଣ ନାଗରିକ ନୁହେଁ, ଯୋଉମାନେ ଦାୟିତ୍ୱରେ ଅଛନ୍ତି ସେମାନେ ମଧ୍ୟ ତା ଦ୍ୱାରା ପ୍ରଭାବିତ ବା ଯାହା ଫଳରେ ଆମର ଯୋଉ ଘଟଣା ଗୁଡାକ ନିହାତି ଘଟିବା କଥା ସେ ଘଟଣା ଘଟୁନାହିଁ। ଏବଂ ଐତିହ୍ୟ କଥା ଧୀରେ ଧୀରେ ଲୋକ ଭୁଲି ଯାଇଛନ୍ତି, ବୁଝୁଛନ୍ତି ଏବଂ ସେ ବିଷୟରେ ସଚେତନ ନୁହନ୍ତି। ତାଙ୍କୁ ଆମେ ଚେଷ୍ଟା କରୁଛେ, ଆମର ବହୁତ ସୀମିତତା ଅଛି ପ୍ରତ୍ୟେକ, ତଥାପି ଅଳ୍ପ କିଛି ସଦସ୍ୟଙ୍କୁ ନେଇକି ଆମେ ଚେଷ୍ଟା କରୁଛେ ମାସରେ ଗୋଟେ ଥର ଗୋଟେ ହେରିଟେଜ ୱାକ୍ କରୁଛୁ। ଆମେ ସେଇ ବାରବାଟୀ କିଲ୍ଲା ମଧ୍ୟରେ, ଗଡଖାଇ ମଧ୍ୟରେ। ତାପରେ ଆ ଆମେ ଚେଷ୍ଟା କରୁଛୁ ସେ ସମ୍ପର୍କରେ କିଛି ଯେତେ ଶୁଣିବାକୁ ଚେଷ୍ଟା କରୁଛନ୍ତି ଡକୁମେଣ୍ଟେସନ ପାଇଁ। ଆମେ ସେମିତି କଟକ ହେରିଟେଜ ୱାକ୍ ମାଧ୍ୟମରେ ଆମେ ଜଣେ ଏକକ ଅତିଥି ବକ୍ତାଙ୍କୁ ଡାକିକିରି ତାଙ୍କର ଅନୁଭୂତିକୁ ରେକର୍ଡ କରୁଛୁ ଏବଂ କିନ୍ତୁ ଯେହେତୁ ଆମର ଅନୁଷ୍ଠାନ ନାହିଁ କି ଆର୍ଥିକ ସହାୟତା ନାହିଁ କିଛି ନାହିଁ, ସେ ଦୃଷ୍ଟିରୁ ଆମେ ବହୁତ ଗୋଟେ ଭଲ କ୍ୱାଲିଟିର ଭିଡିଓ ବା ଅଡିଓ ଭିଜୁଆଲ ହେଇପାରୁନି। କିନ୍ତୁ ତଥାପି ଆମର ଚେଷ୍ଟା ଜାରି ରହିଛି। ଭାବୁଛୁ ହୁଏତ ଆଗକୁ ସେଟା ସେଥିରେ ଉନ୍ନତି। ବାକି ରହିଲା କଟକକୁ ନେଇକରି ଆମେ ନିହାତି ଭାବରେ କଣ କରିପାରିବା ସେ ବିଷୟରେ ପ୍ରଥମ କଥା ହେଲା ଆମେ ବାହାରୁ କେମିତି ପର୍ଯ୍ୟଟକ ଏ ସହରକୁ ଆସିବେ ସେ ବ୍ୟବସ୍ଥା କରିବା। ସେଥିପାଇଁ କଟକରେ କେତୋଟି ସର୍କିଟ କଲେ ଯୋଉଟା କି ଆପଣଙ୍କ ୱାକ୍ ପାଇଁ ହେଇପାରେ, ବୁଲିବା ପାଇଁ ହେଇପାରେ, ସେଗୁଡିକ ଲୋକଙ୍କୁ ଆକର୍ଷିତ କରିବ। ଯେମିତି ଦେଖନ୍ତୁ କଟକରେ ମ୍ୟୁଜିୟମ ଭର୍ତ୍ତି, ତାକୁ ଗୋଟେ ମ୍ୟୁଜିୟମ ନଗରୀ କୁହାଯାଇପାରେ। 12-13ଟା ମ୍ୟୁଜିୟମ ଆମର ନିକଟରେ ଅଛି। ତ ସେଗୁଡିକ ମଧ୍ୟରୁ 3-4ଟା ଲେଖା ବାଛିକି ଆମେ ଗୋଟେ ଗୋଟେ ସର୍କିଟ କରିପାରିବା। ଯୋଉଠୁ ବାହାରୁ ଯୋଉ ଲୋକମାନେ ଆସିବେ ସହର ବାହାରୁ ବା ଯୋଉ ବାହାରୁ ଦେଶ ବାହାରୁ ବି ତାକୁ ଆମେ ସେଗୁଡିକୁ ବୁଲେଇବା, ସେମାନଙ୍କୁ ଜଣେଇବା। ସେଇଟା ଗୋଟେ ସର୍କିଟ ହେଇପାରିବ। ଦ୍ୱିତୀୟ ସର୍କିଟ ହେଇପାରିବ ଆପଣଙ୍କର ଏଠିକାର ଯୋଉ ମୁସଲିମ ପିରିୟଡରେ ଯାହା ସବୁ ଏଠି ଅଛି ଆମର ମସଜିଦ ଆଉ ମଜାର, ତାକୁ ନେଇକି ମଧ୍ୟ ଗୋଟେ ସର୍କିଟ ହେଇପାରିବ।
Muslim monuments of Kutch. ତୃତୀୟତଃ ଆପଣ ଜାଣନ୍ତି କଟକର ଖାଇବାର ପ୍ରସିଦ୍ଧି ରହିଛି। ହଁ, ଦହିବରା ଆଳୁଦମ୍ ହେଇପାରେ, ବରା ଘୁଗୁନି ହେଇପାରେ, ଆଉ ଅନେକ କଥା ଅଛି କଟକର ଯୋଉଟା କି ଲୋକଙ୍କୁ ଆମେ ଆକର୍ଷିତ କରି ଆଣିପାରିବା। କିନ୍ତୁ ଦୁଃଖର କଥା ହେଲା ଯେ ଏ ଦିଗରେ ମଧ୍ୟ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ଆପଣ ଯାଆନ୍ତୁ ଗୋଟେ ଆ, ପର୍ଯ୍ୟଟନ ବିଭାଗରେ ମାଗିବେ କଟକ ସମ୍ପର୍କରେ କିଛି ଲିଖିତ ବା ମୁଦ୍ରିତ କିଛି ଅଛି କି ବ୍ରୋସର କି ବୁକଲେଟ କି କିଛି ଅଛି କି ସେମାନେ ଆପଣଙ୍କୁ ନାହିଁ। ଅନ୍ତତଃ ମୁଁ ଯାଇଛି ଆଉ ଫେରିକିରି ଆସିଛି ଦୁଇଥର। କିଛି ନାହିଁ। ତ ଏ ଦିଗରେ ମୁଁ ଭାବୁଛି ବର୍ତ୍ତମାନ ସମୟ ଆସିଛି ଯୋଉଟା ଆମେ କହୁଛୁ ନାଗରିକ ଉଦ୍ୟମ। ତ ନାଗରିକ ମାନେ ଯଦି ମିଶିକି ଏ ଦିଗରେ କିଛି ଉଦ୍ୟମ କରିବେ ଆମେ ତାକୁ କିଛି ମେଟେରିଆଲ କଟକ ବିଷୟରେ ଛପା ଆକାରରେ ହଉ ବା ପିଡିଏଫ ଆକାରରେ ହଉ ଆମେ ଯଦି ଲୋକଙ୍କୁ ଦବା ହୁଏତ କିଛି ଲୋକ ବିଶେଷ କରି ଆମର ଯୋଉମାନେ ଦେଶରେ ଅଛନ୍ତି ଏବଂ ତାଙ୍କର ସାଙ୍ଗସାଥି ମାନେ ହୁଏତ କଟକକୁ ଆସିବେ। କାହିଁକିନା ବର୍ତ୍ତମାନ ଯୋଉମାନେ ଆସୁଛନ୍ତି ସେମାନେ କେବଳ ଭୁବନେଶ୍ୱର ପୁରୀ କୋଣାର୍କ ହେଇ ଫେରିବେ ବେଳେ ବେଳେ ଚିଲିକା। ତେଣୁ ଆମର ଏସବୁର ପ୍ରଚାର ପ୍ରସାର ଆବଶ୍ୟକତା ରହିଛି। ଆଉ ସ୍ୱପ୍ନ ଦେଖିବାଟା ସ୍ୱପ୍ନ ନିହାତି ଆବଶ୍ୟକ କୌଣସି କିଛି କାମ କରିବା ପୂର୍ବରୁ ସ୍ୱପ୍ନ ହିଁ ଦେଖାଯାଏ ସ୍ୱପ୍ନକୁ ଗୋଟେ ସାକାର କରାଯାଏ। କିନ୍ତୁ ଆମର ଏଠି କଟକର ଅସୁବିଧା ହେଇଛି ଯେ ଆମେ କେବଳ ସ୍ୱପ୍ନ ଦେଖିଛୁ ଏବଂ ଆଜି ମଧ୍ୟ ସ୍ୱପ୍ନରେ ବଞ୍ଚୁଛୁ। ସ୍ୱପ୍ନ ସାକାର କରିବା ଲାଗି ଆମମାନଙ୍କର ବିଶେଷ ଉଦ୍ୟମ ନାହିଁ ଯୋଉଟାର ନିହାତି ଆବଶ୍ୟକତା ରହିଛି। ଆମକୁ ଚେଷ୍ଟା କରିବାକୁ ପଡିବ ଆମର ସ୍ୱପ୍ନକୁ ସାକାର କରିବା। ସାକାର କରିବା ଲାଗି ଆମକୁ ସୁଚିନ୍ତିତ କାର୍ଯ୍ୟକ୍ରମ ମାନ ଗ୍ରହଣ କରିବାକୁ ପଡିବ ଏବଂ ତାହା କିପରି ବାସ୍ତବତାର ରୂପ ନେବ ସେ ବିଷୟରେ ମଧ୍ୟ କାର୍ଯ୍ୟ ନିହାତି କଷ୍ଟ କାମ ଏବଂ ସହଜ କାମ। କିନ୍ତୁ ଆମକୁ ଏଇଟା କରିବାକୁ ପଡିବ ତାର କାରଣ ହଉଛି ଆପଣ ଦେଖିବେ ଯୋଉମାନେ ଆମେ ଦେଖିଛୁ କଟକ ସହର ଧୀରେ ଧୀରେ ତଳକୁ କଟକ ସହର ଖାଲି ଜଳସ୍ତର ତଳକୁ ଖସୁନି କଟକର ଅନ୍ୟାନ୍ୟ କଥା ମଧ୍ୟ ତଳକୁ ଆପଣ ଦେଖନ୍ତୁ ମହାନଦୀରେ ଖୋଳିକିରି ବାଲି ବାହାର କରିକିରି ମହାନଦୀର ତଥ୍ୟକୁ ପୋତି ପକେଇ ଯଦି ଏନଜିଟି ତାକୁ ବନ୍ଦ ନ କରିଥାନ୍ତେ ହୁଏତ ଆହୁରି ଏମାନେ ଖୋଳିଥାନ୍ତେ କଣ ଆମେ ମହାନଦୀର ଗଭୀରତା କଣ ଆମେ ଯଦି ଏଇଭଳି ଭାବରେ କାର୍ଯ୍ୟ କରିବା ଏନଜିଟି ଯଦି ବନ୍ଦ ନ କରିଥାନ୍ତେ ଆଜି ହୁଏତ ସେଠି କୋଠାବାଡି ଘର ବଞ୍ଜା ହେଇସାରିଥାନ୍ତା। ତେଣୁ ଗୋଟେ ଲିଭିଂ ରିଭର ଗୋଟେ ବହି ଯାଉଥିବା ନଈ ତାକୁ କିଏ ରୋକେ? ବହି ଯାଇଥିବା ନଈକୁ ରୋକିବା ତ ଛାଡନ୍ତୁ ବହି ଯାଇଥିବା ନଈକୁ ରୋକି ମଧ୍ୟ ଦିଏ। ଏଟା କିଭଳି ସମ୍ଭବ? ଏଟା ଏଥିପାଇଁ ସମ୍ଭବ ଯେ ଆମେ ତାର ନାଗରିକ ସଚେତନ ନୁହେଁ ଆମେ କଣ ଘଟୁଛି କଣ ନ ଘଟୁଛି ସେ ବିଷୟରେ ଚିନ୍ତା କରୁନା। ଅକ୍ଷୟ ମହାନ୍ତିଙ୍କ ଭାଷାରେ ଆମେ ଗୋଟେ କିଛି ପଚାରିଲେ ଲୋକ ଆମେ କହୁ ଆମେ ଜାଣୁ ଆମେ ଭାଇ ଜାଣୁ ଭାଇ ଜାଣୁନ କହିଲେ ତ ହବନି ଆମକୁ କିଛି କରିବାକୁ ସେଇ ଦୃଷ୍ଟିରୁ ଆମେ ଯଦି ଚିନ୍ତା କରିବା ତେବେ ମୁଁ ଭାବୁଛି କଟକର ଅନ୍ତତଃ କିଛି କିଛି ହଜିଯାଇଥିବା କଥା ଆମେ ଫେରାଇ ଆଣିପାରିବା। ସବୁ ସମ୍ଭବ ନୁହେଁ ଆପଣ ଜାଣନ୍ତି ଏଠି ବାଲିଯାତ୍ରା ହଉଛି କିନ୍ତୁ ବାଲିଯାତ୍ରା ଟା ଧୀରେ ଯୋଉ ଗୋଟେ ଲୋକ ମେଳା ବା କଣ ତାକୁ କହିବା ଆମେ ଗ୍ରାମାଞ୍ଚଳ ବା ସାଧାରଣ ଲୋକଙ୍କର ଗୋଟେ ଯୋଉ ତାର ଲୋକ ଚରିତ୍ର ଥିଲା ସେ ଲୋକ ଚରିତ୍ର ବର୍ତ୍ତମାନ ନାହିଁ ସେଇଟା ଆପଣଙ୍କର ଦେଖନ୍ତୁ ଗୋଟେ ଆଭିମୁଖ୍ୟ। ମହୋତ୍ସବରେ ଘଟୁଥିବା ସାଧାରଣ ପ୍ରଦର୍ଶନୀ ବା ମେଳା ସହିତ ତୁଳନୀୟ। ସେ ଯାହା ବି ହଉ କିଛି ତ ଗୋଟେ ଘଟୁଛି ଘଟିବା ଉଚିତ ବୋଲି କିନ୍ତୁ ମୁଁ କଟକର ସଂସ୍କୃତିକୁ ଯଦି ଆମେ ଫେରେଇବାକୁ ଚାହିଁବା ତେବେ କଟକରେ କିଛି କିଛି ମେଳା ମହୋତ୍ସବ ହବା ଉଚିତ
ଆଗେ ଏଠି ଆପଣଙ୍କର ଯଦି ଦେଖିବେ ସଙ୍ଗୀତ ଓ ନାଟକ କ୍ଷେତ୍ରରେ ଓଡ଼ିଶାରେ ଯାହା ହେଇଛି ସେ ସବୁ ପ୍ରାୟତଃ କଟକରୁ ହିଁ ଆରମ୍ଭ। କଟକରେ ଥିଲା ଅନ୍ନପୂର୍ଣ୍ଣା ଥିଏଟର ବି, କଟକରେ ଥିଲା ମହୁଲାଲ ଦୋଷୀଙ୍କର ବିକାଶ କେନ୍ଦ୍ର, କଟକରେ ଥିଲା ମ୍ୟୁଜିକ୍ ଆସୋସିଏସନ, କଟକରେ ଥିଲା ଏବଂ ଅଛି ଆକାଶବାଣୀ, ଯୋଉଟା 1948 ମସିହାରେ ସ୍ଥାପିତ ହୋଇଥିଲା ଜାନୁଆରୀ ମାସ 29 ତାରିଖରେ। ଆପଣ ଦେଖନ୍ତୁ କଟକ ହିଁ କେନ୍ଦ୍ରବିନ୍ଦୁ ଥିଲା ସଂସ୍କୃତି। ଏବଂ ମଜା କଥା ହଉଛି ଯେ ଡକ୍ଟର ହରକୃଷ୍ଣ ମହତାବ ଯୋଉ ଯୋଜନା କରିଥିଲେ ସେଥିରେ ସେଇ ବ୍ୟବସ୍ଥା ମଧ୍ୟ ସେ କରିଥିଲେ ଯେ ଭୁବନେଶ୍ୱରଟା ରହିବ ପ୍ରଶାସନିକ ରାଜଧାନୀ, କଟକ ରହିବ ସାଂସ୍କୃତିକ ରାଜଧାନୀ ଏବଂ ଚୌଦ୍ୱାର ହେବ ଶିଳ୍ପାଞ୍ଚଳ ବା ଶିଳ୍ପର ରାଜଧାନୀ। କିନ୍ତୁ ପରବର୍ତ୍ତୀ ପରିସ୍ଥିତିରେ ପରିବର୍ତ୍ତିତ ପରିସ୍ଥିତି ସେସବୁ କିଛି ଘଟିଲା ନାହିଁ। ଆପଣ ମାନେ ଜାଣନ୍ତି କଣ ଘଟୁଛି କଣ ନାହିଁ। କିନ୍ତୁ କଟକର ଗୋଟିଏ କଥା ହେଲା ସବୁ କିଛି ଏଠି ଭଗବାନ। କାରଣ ହଉଛି ଆପଣଙ୍କର କଳା ସାହିତ୍ୟ ସଂସ୍କୃତି ସବୁ ପାଇଁ କିଛିଟା ପୃଷ୍ଠପୋଷକତା ଦରକାର। ସେଇ ପୃଷ୍ଠପୋଷକତା ଆଉ ଏଠି ମିଳିଲା ନାହିଁ। ଦ୍ୱିତୀୟ କଥା ହେଲା କଟକରେ ଲୋକଙ୍କର ପଇସା ଖର୍ଚ୍ଚ କରିବା କ୍ଷମତା କମିଗଲା। ତାର କାରଣ ହଉଛି ସବୁ କାର୍ଯ୍ୟାଳୟ ଏବଂ ଅନେକ ବ୍ୟବସାୟିକ ସଂସ୍ଥା କଟକରୁ ପଳେଇ। ତେଣୁ କଟକଟା ସମ୍ପୂର୍ଣ୍ଣ ଭାବରେ ନେଗ୍ଲେକ୍ଟେଡ୍ ହେଇଗଲା। ଯାହା ଘଟି ସାରିଛି ତାକୁ ତ ଆଉ କିଛି ଆମେ କରିପାରିବାନି। ବର୍ତ୍ତମାନ ଆମେ ଚେଷ୍ଟା କରିବା କିଛିଟା ନୂଆ ଚିନ୍ତାକୁ ନେଇକରି କିଛିଟା ନୂଆ ଯୋଜନାକୁ ନେଇକି କାମ କରିବା ଯାହାଫଳରେ କଟକ ଅନ୍ତତଃ ହଜି ଯାଇଥିବା କିଛି କିଛି କଥା ଫେରିବ। ସ୍ମୃତି ତ ଅନେକ ଅଛି କଟକ ଉପରେ ଯଦି ବ୍ୟକ୍ତିତ୍ୱ ମାନଙ୍କ କଥା କୁହାଯିବ ଆପଣଙ୍କର ନୀଳକଣ୍ଠ ଦାସ କୁହନ୍ତୁ, ଆପଣଙ୍କର ଶଙ୍କରାଚାର୍ଯ୍ୟ କୁହନ୍ତୁ, ଆପଣଙ୍କର ସମସ୍ତେ ଓଡିଶାର ଏକତା ଯାହା କହିଲେ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଏବଂ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧର ପ୍ରତ୍ୟେକ ବ୍ୟକ୍ତିତ୍ୱଙ୍କର କଟକ ସହିତ ସମ୍ପର୍କ ଥିଲା ଏବଂ କଟକ ମଧ୍ୟ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ଯଥେଷ୍ଟ ସକାରାତ୍ମକ ଉତ୍କଳ ଦୀପିକା କୁହନ୍ତୁ, ସମାଜ କୁହନ୍ତୁ, ସବୁ କଟକ। କିନ୍ତୁ ସେ ବିଷୟରେ ମୁଁ ଭାବୁଛି ବର୍ତ୍ତମାନ ଆଲୋଚନା କଲେ ବହୁତ ସମୟ ସାପେକ୍ଷ ହବ ଏବଂ ମୁଁ ଚାହୁଁଛି ସୁନିଲ ବିଷୟ କହିଛି ଆମେ ଆଉ ଥରେ କଟକର କୌଣସି ଯଦି ନିର୍ଦ୍ଦିଷ୍ଟ ବିଷୟ ସେ ଆମେ ଆଲୋଚନା କରିବା। ଚଳଚ୍ଚିତ୍ର କଥା କୁହନ୍ତୁ ଆପଣ ଦେଖିବେ ନିତାଇ ପାଲିତ କଟକର, ଗୋବିନ୍ଦ ତେଜ କଟକର, ରବ ଦାସଙ୍କ ପର୍ଯ୍ୟନ୍ତ ପ୍ରଶାନ୍ତ ନନ୍ଦ କଟକର, ଆପଣ ଯାହାଙ୍କ ନାଁ କହିବେ ସେମାନେ କଟକର ଅବଦାନ ଓଡିଆ ଚଳଚ୍ଚିତ୍ର ଜଗତ ମଧ୍ୟ ଅନନ୍ୟ। କିନ୍ତୁ ଆଜିର ସମୟ କହିବି ଆଜିର ସମୟ ଅତୀତର ରୋମନ୍ଥନ କରି ଖୁସି ହବାର ସମୟ। ଅତୀତର ସ୍ମୃତିକୁ ରୋମନ୍ଥନ କରି ଆମେ ଆଗକୁ କେମିତି ବଢିବା ସେଥିରୁ କଣ କଣ ଉପାଦାନ ସଂଗ୍ରହ କଲେ ଆମେ ଆଗକୁ ସୁରକ୍ଷିତରେ ବଢିପାରିବା ଏବଂ ଆମର କିଛିଟା ଉନ୍ନତି ହବ। ଯାହା ହଜି ଯାଇଛି ତାକୁ ଫେରାଇବା ସମ୍ଭବ ନୁହେଁ କିନ୍ତୁ ଆଉ କିଛି ନୂଆ କରି ଗଢିବା ବହୁତ ହୁଏ ସମ୍ଭବ। ସେଇ ସ୍କେଲରେ ହୁଏତ ସମ୍ଭବ ନୁହେଁ କିନ୍ତୁ ବର୍ତ୍ତମାନ ସମୟ ବଦଳିଛି ସେ ଅନୁସାରେ ଆମେ ଚାହିଁଲେ କିଛିଟା ଉନ୍ନତି ଭାବୁଛି ବିଭିନ୍ନ ଯେତେବେଳେ କଥା କହିଲି ଯେତେବେଳେ କ୍ଷେତ୍ର ଆହୁରି ଅନେକ କ୍ଷେତ୍ର ମୁଁ କହିନି ଟେକ୍ନୋଲୋଜି ଅଛି ବିଜ୍ଞାନ ଅଛି ଅନେକ କଥା ଅଛି ଯାହାକି ଆମେ ଆଲୋଚନା କରିପାରିନି ବର୍ତ୍ତମାନ ଯାଏଁ। ସେ ସବୁ କ୍ଷେତ୍ରରେ କିଛି କିଛି ଉନ୍ନତି ନିଶ୍ଚିତ ଭାବରେ ସମ୍ଭବ। ତ ଆମେ ଚେଷ୍ଟା କରିବା ପଛକୁ ଅନେଇ ସେଥିରୁ କିଛି ସାଉଁଟିବା ଖାଲି ସ୍ମୃତି ଆଉ କିଛି ଆଗକୁ ବଢିବାର ଉପାଦାନ ସାଉଁଟିବା ସଂଗ୍ରହ କରିବା ଏବଂ ଆଗକୁ ବଢିବା। ଧନ୍ୟବାଦ ସୁନିଲ। ଆଉ ଯଦି କିଛି କିଛି ଧନ୍ୟବାଦ। ଯଦି କିଛି ଯଦି ପଚାରିବାର ଅଛି ପଚାର। ଆଜ୍ଞା ଆଜ୍ଞା ଆମେ ନିଶ୍ଚିତ ଭାବରେ ଇଏ କରିବା। ତେବେ ଆଦିତ୍ୟ ବାବୁ ଆପଣ ଟିକେ ପ୍ରେଜେଣ୍ଟେସନ ଟା ବନ୍ଦ କରିଦେଲେ ଆମେ ସ୍କ୍ରିନ୍ ଟା କଭର କରିପାରିବା। ଆଜ୍ଞା ଦୀପକ ଭାଇ ବହୁତ ଧନ୍ୟବାଦ ଆପଣଙ୍କର ବକ୍ତବ୍ୟଟା ନିଶ୍ଚିତ ଭାବରେ ବହୁତ ହି ଉଚ୍ଚ କୋଟିର ଥିଲା ଏବଂ ଆପଣ
ପ୍ରାୟତଃ ନିଜ ମନ ଭିତରୁ ହିଁ କହୁଥିଲେ, ଯାହା ଆପଣ ପ୍ରସ୍ତୁତ ହେଇକି ଆସିଥିଲେ ତା ଅପେକ୍ଷା ବେଶୀ ଆପଣ ମନରୁ କହୁଥିଲେ, ଏବଂ ସେଇଥିପାଇଁ କଥାଟା ଆମ ସମସ୍ତଙ୍କୁ ଭାରି ଭଲ ଲାଗିଲା। କଟକ ବିଷୟରେ ଆମେ ବର୍ତ୍ତମାନ ଯିବା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଯିବା। ତା ପୂର୍ବରୁ ମୁଁ ଦୁଇ ତିନିଟି କଥା ଯୋଉଟା ମତେ କଟକ ବିଷୟରେ ମାତ୍ର ଦୁଇ ତିନି ସ୍ୱଳ୍ପ କଥା ମୁଁ କହିବା ପାଇଁ ଚାହୁଁଛି। ଆମେ ଯେତେବେଳେ ସ୍କୁଲରେ ପଢୁଥିଲୁ ସେତେବେଳେ ଗୋଟେ ଚାପ୍ଟର ଥିଲା ଆମର ଶୁଭେନ୍ଦ୍ର ବାବୁ ନିଶ୍ଚିତରେ। ଶୁଭେନ୍ଦ୍ର ବାବୁ ଆପଣ ମାନେ ସମସ୍ତେ ନିଜ ଭିଡିଓଟା ଅନ୍ କରିଦେଲେ ଭଲ ହୁଅନ୍ତା। ମୁଁ ଇଏ କରିଦଉଛି ଅନମ୍ୟୁଟ୍ ଦେମସେଲ୍ଫ, ଷ୍ଟାର୍ଟ ଭିଡିଓ। ଓକେ, ଆପଣ ମାନେ ଯୋଉମାନେ ଚାହାନ୍ତି ଭିଡିଓ ଅନ୍ କରିବା ପାଇଁ ଆପଣ ମାନେ ନିଜ ଭିଡିଓଟିକୁ ଅନ୍ କରିପାରନ୍ତି। ତେବେ ଆମର ଗୋଟେ ପଢା ହଉଥିଲା ଯେ ଦଶପଲ୍ଲା ଜଙ୍ଗଲରେ ବାଉଁଶ କାଟିକି ସେମାନେ ପକେଇ ଦଉଥିଲେ ମହାନଦୀ ଭିତରକୁ, ଏବଂ ସେଟା ଅଟୋମେଟିକାଲି ଭାସି ଭାସି ଆସିକି ଲାଗୁଥିଲା ଚୌଦ୍ୱାର କାଗଜ କଳରେ। ଏବଂ ପାଖାପାଖି ସେଇ ସମୟରେ ମୁଁ ଯେତେବେଳେ ପଢେ ଆଡଭେଞ୍ଚର୍ସ ଅଫ୍ ହକଲବରି ଫିନ୍, ତ ମହାନଦୀର ବକ୍ଷରେ ବାଉଁଶର ଭେଳା ଭାସି ଆସୁଛି। ଆଉ ମୁଁ ସେ ଯୋଉ ଆଡଭେଞ୍ଚର୍ସ ଅଫ ହକଲବରି ଫିନ୍ ବା ବିଭିନ୍ନ କଥା ଆମେ ଯୋଉ ପଢୁ, ଏଇ ଗୋଟେ ମନ ଭିତରେ ଗୋଟେ ଛାପ ଛାଡେ। ଦୁଃଖର ବିଷୟ, ବର୍ତ୍ତମାନ ଆଉ ମହାନଦୀ ନାଭିଗେବଲ ହେଇକି ରହିନାହିଁ। କିନ୍ତୁ ମୁଁ ଭାବୁଛି ବୋଧେ ବିଶ୍ୱର ଅନେକ ସହରରେ ନଦୀ ଗୁଡ଼ିକୁ ସେମାନେ ଏପର୍ଯ୍ୟନ୍ତ ତାକୁ ଗୋଟେ ଗମନାଗମନର ଗୋଟେ ମାଧ୍ୟମ ଭାବରେ ବ୍ୟବହାର କରିବା ପାଇଁ ଉପଯୋଗୀ କରି ରଖିପାରିଛନ୍ତି। ଆମେ କାହିଁକି ସେମିତି ଗୋଟେ ପରିସ୍ଥିତିରେ ପହଞ୍ଚିଲୁ ସେଇଟା ଗୋଟେ ବହୁତ ବଡ଼ କଥା। ସେଟା ଆମ ଆଜିର ଯୋଉ ୟାର ପରିଧିର ବାହାରେ। ଆଉ ଗୋଟେ ସେମିତି କଟକ ସାଙ୍ଗରେ ଜଣେ କଟିକା କେତେ ଇମୋସନାଲି ଯୋଡ଼ି ହେଇପାରେ। ମୋର ପୁଣି ଗୋଟେ ପୁରୁଣା ଇଣ୍ଟରଭ୍ୟୁ ମନେ ପଡୁଛି, ଜଣେ କବି ଭାନୁଜୀ ରାଓ, ତାଙ୍କୁ ପଚରାଗଲା ଯେତେବେଳେ ସିଏ ଏକ୍ସଟେଣ୍ଡେଡ ଟ୍ରିପରେ ଯାଆନ୍ତି ଦେଶ ବାହାରକୁ, ସିଏ କହିଲେ ଯେ ମୁଁ ସାଙ୍ଗରେ ଗୋଟେ ଫରୁଆ ଭିତରେ କଟକର ଧୂଳିକୁ ସାଙ୍ଗରେ ନେଇକି ଯାଏ, ମୁଁ କଟକକୁ ଏତେ ଭଲ ପାଏ। ତ ସେମିତି ମୁଁ ଭାବୁଛି ଆଉ ଗୋଟେ ଗୋଟେ ଗୀତ, ତାକୁ ଆମେ ସମସ୍ତେ ଭଲ ପାଉଛନ୍ତି, କିନ୍ତୁ ମୁଁ ଭାବୁଛି ତାକୁ ଯେତିକି ମାନ୍ୟତା ଦେବା କଥା ସେ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ଦେଇନାହାନ୍ତି। ସେଟା ହଉଛି ଅକ୍ଷୟ ମହାନ୍ତିଙ୍କର ଯା ଯାରେ ଭାସି ଭାସି ଯା। ଗୋଟେ ସେ ଯୋଉ ଗୀତ, ସେଥିରେ ସମ୍ବଲପୁର ବୋଧେ ଆରମ୍ଭ ହଉଛି ଜର୍ଣ୍ଣିଟା, ଶେଷରେ ଆସି ପହଞ୍ଚୁଛି କଟକରେ, ଏବଂ ସେଥିରେ ପ୍ରତ୍ୟେକ ଜାଗାରେ ବା ପ୍ରତ୍ୟେକ ଘାଟରେ ଅକ୍ଷୟ ମହାନ୍ତିଙ୍କ ଗୀତରେ ଅଛି ଯେ ସ୍ଥାନୀୟ ଲୋକମାନଙ୍କର ଗୋଟେ ଚରିତ୍ର ବି ତା ଦେହରେ ଗୋଟେ ପ୍ରତିଫଳିତ ହଉଛି ଉଣା ଅଧିକେ। ତେଣୁ ସେ ଗୀତଟାକୁ ଆମେ ଯେତିକି, ମୁଁ ଭାବେ ଯେ ତାକୁ ଆଉ ଟିକେ ତାକୁ ଆମେ ଟିକେ ସେଲିବ୍ରେଟ କରିବା ଆବଶ୍ୟକ। ତେବେ ମୁଁ ଭାବୁଛି ବର୍ତ୍ତମାନ ଆମେ ସମସ୍ତେ ଯୋଗଦେବା ଆଲୋଚନାରେ। ଯଦି ଯୋଉମାନେ ଆଜି ଯୋଗ ଦେଇଛନ୍ତି ଯୋଉ ଆଜିର ଆଲୋଚନାରେ, ଆପଣଙ୍କର ଯଦି କୌଣସି ମନ୍ତବ୍ୟ ଦେବାର ଥାଏ କିମ୍ବା ପ୍ରଶ୍ନ ପଚାରିବାର ଥାଏ, ଦୟାକରି ନିଜ ଭିଡ଼ିଓ କ୍ୟାମେରା ଅନ୍ କରନ୍ତୁ ଏବଂ ହ୍ୟାଣ୍ଡ ରେସ୍ କରନ୍ତୁ, ବା ଭିଡ଼ିଓ କ୍ୟାମେରା ଅନ୍ କରି ହ୍ୟାଣ୍ଡ ରେସ୍ କଲେ ବି ଆମେ ଆପଣଙ୍କୁ ଡାକିଦେବୁ। ଏବଂ ଯେପର୍ଯ୍ୟନ୍ତ ସେ କଥାଟି ନ ହେଇଛି, ମୁଁ ଏଥିରେ ଦୁଇ ତିନିଟି ଆସୁଛି ଚାଟ୍ ବକ୍ସରେ ମନ୍ତବ୍ୟ ଆସିଛି, ମୁଁ ସେଟାକୁ ପଢିବା ପାଇଁ ଚାହୁଁଛି। ଆଜି ମାନେ ସାଉଣ୍ଡର କ୍ଲାରିଟି ନେଇକି ଟିକେ ଇସ୍ୟୁ ଥିଲା, କିନ୍ତୁ ଦୀପ ଭାଇଙ୍କର ଯୋଉ ପରିବେଷଣଟା ଏତେ ଚମତ୍କାର ଥିଲା ଯେ ଆମର ଯୋଉ ନ୍ୟାଚୁରାଲ ଇଣ୍ଟେଲିଜେନ୍ସ, ସେଇ ଯୋଉ ଡେଫିସିଏନ୍ସିଟାକୁ ନଜର ଅନ୍ଦାଜ କରିକି ଆମେ ସମ୍ପୂର୍ଣ୍ଣ ରୂପେ ଆମେ ତାଙ୍କ କଥାରେ ମଜି ରହିଥିଲେ। ଅକ୍ଷୟ ମହାନ୍ତି ଭାଇ ଲେଖିଛନ୍ତି ଯେ ଦେବଦାସ ଛୋଟରାୟ ଇଜ ଆନାଦର ୱାନ୍ ଲାଇକ୍ ହିମ୍। ଅକ୍ଷୟ ମହାନ୍ତି ପୁଣି ଲିଖିଛନ୍ତି ଯେ ଇନିସିଆଲି ଭୁବନେଶ୍ୱର ୱାଜ ସପୋଜ ଟୁ ବି ପାର୍ଟ ଅଫ ଏ ଗ୍ରେଟର କଟକ ଆକର୍ଡିଂ ଟୁ ହରିକୃଷ୍ଣ ମହତାବ ଆଇ ବିଲିଭ୍। ତାପରେ ଦେବାଶିଷ ଦାସ ଭାଇ ଲିଖିଛନ୍ତି ଯେ କଟକ ଇଜ ଥାର୍ଡ ଓଲ୍ଡେଷ୍ଟ ସିଟି ଆଫ୍ଟର ବାରାଣସୀ ଆଣ୍ଡ ଉଜ୍ଜୈନ। ସୋର୍ସ ହଉଛି କଟକ का स्वर्णिम इतिहास, ए बुक रिटन बाय नंदकिशोर जोशी। ତାପରେ ମୁଁ ଗୋଟେ ଇନଫୋଗ୍ରାଫିକ୍ସ ଦେଖିଥିଲି ଯୋଉଥିରେ କି 1501 ମସିହାରେ ପୃଥିବୀର ସବୁ ବଡ଼ ସହରର ଗୋଟେ ଲିଷ୍ଟିଂ ଥିଲା, ଏବଂ ସେଥିରେ ଭାରତରୁ ଥିଲା 3ଟି ସିଟି, ସେଥିରେ କଟକର ସ୍ଥାନ ଥିଲା ତୃତୀୟ, ଏବଂ ୱାର୍ଲଡ ରାଙ୍କିଙ୍ଗରେ ହୁଏତ ସପ୍ତମ ଅଷ୍ଟମ ଏମିତି କଣ ମୋର ଠିକ ମନେ ପଡୁନି ମୋ ପାଖରେ, କିନ୍ତୁ ସେଟା ଅଛି। ତ 1501 ମସିହାରେ ପୃଥିବୀର ସବୁଠାରୁ ବୃହତ୍ତମ ସହର ଭିତରେ ବା ଜନବସତି ଭିତରେ କଟକଟାକୁ ଗଣା ଯାଉଥିଲା। ତାପରେ ଲିଖିଛନ୍ତି ଦେବାଶିଷ ଦାସ ଆଉଥରେ ଲିଖିଛନ୍ତି ପଣ୍ଡିତ କୃପା ସିନ୍ଧୁ ଆଚାର୍ଯ୍ୟଙ୍କର ଏକ ବହି ବାରବାଟୀ ଦୁର୍ଗ, ସେଥିରେ ଉଲ୍ଲେଖ ଅଛି ଯେ ହିଷ୍ଟୋରିଆନଙ୍କ ମତରେ ପୁରୀରେ ସାକ୍ଷୀ ଗୋପାଳ ମନ୍ଦିରରେ ଯେଉଁ ସାକ୍ଷୀ ଗୋପାଳଙ୍କ ମୂର୍ତ୍ତି ଅଛି, ତାହାକୁ ଓଡ଼ିଆ ରାଜା କାଞ୍ଚି ବିଜୟ ପରେ ପ୍ରଥମେ ବାରବାଟୀ ଦୁର୍ଗକୁ ଆଣିଥିଲେ। ଡକ୍ଟର ଧନଞ୍ଜୟ ଭାଇ ନମସ୍କାର। ଡକ୍ଟର ଧନଞ୍ଜୟ ଭଞ୍ଜ, ଧନଞ୍ଜୟ ଭାଇ ଆପଣ ଆପଣଙ୍କର ମତ ମାନେ ଆଜ୍ଞା ନମସ୍କାର ନମସ୍କାର ନମସ୍କାର। ଆପଣ ନିଜେ ତାହେଲେ କହିଦିଅନ୍ତୁ, ଭିଡିଓ କ୍ୟାମେରା ଆଜ୍ଞା ଅନ୍ ନିଜେ କହିଦିଅନ୍ତୁ ଯାହା କହିବେ। ହଉ, ମୁଁ ମୋର କିଛି ପ୍ରଶ୍ନ ନାହିଁ, ଖାଲି ଏତିକି କି ଆମର
ଯେମିତି ସାର୍ ତ ନିଜେ ଅଛନ୍ତି ସଂଯୋଜକ ଆୟୋଜକ ଆବାହକ କଟକ ହେରିଟେଜ ୱାକର, ଆଉ ସେ ବର୍ତ୍ତମାନ ଆମ ସମ୍ମୁଖରେ ଅଛନ୍ତି। ତାଙ୍କୁ ମୁଁ ଶୁଣଉଛି, ଆଉ ଅନ୍ୟମାନେ ଆମେ ଜାଣିବା କଥା କି ଯଦି ଅହମ୍ମଦାବାଦ ଆଉ ଜୟପୁର ଦିଟାକ ବହୁ ବିଳମ୍ବରେ ହେରିଟେଜ ସିଟି ଆଉ କେମିତି ହେରିଟେଜ ସିଟି ପରି ହେଲା, ତାହେଲେ ଆମ କଟକ ଯୋଉଟା ୱେଲକମ କରାହଉଛି ଗେଟରେ, ୱେଲକମ ଟୁ ସିଟି ଅଫ 1000 years, ତ ସେଇଟାକୁ କାହିଁକି ଆମେ ହେରିଟେଜ ସିଟି ଭଳି ଗଣିବାନି? ଆପଣ ଜଷ୍ଟ କହିଲେ ୱାର୍ଲଡରେ ଅଷ୍ଟମ ସ୍ଥାନ ଆଉ ଇଣ୍ଡିଆରେ ତୃତୀୟ ସ୍ଥାନ। ଯଦି ଏମିତି ଭଲ, ଆଉ ସୁଭାଷ ବୋଷଙ୍କର ଇଏ ଗୋଟେ ଜାଗା, ଏଇଟା ଆମେ ଭୁଲିଗଲେ। ତେଣୁ ସୁଭାଷ ବୋଷଙ୍କ ଭଳି ଜାଗାକୁ ଆମେ ଯଦି ହେରିଟେଜ ସିଟି ଦେଇପାରିବାନି, ତାହେଲେ ଏଇଟା ଆମର ଗୋଟେ ବିଡମ୍ବନା ରହିବ, ଆମର ଭବିଷ୍ୟ ବଂଶଧରଙ୍କ ପାଇଁ ଗୋଟେ ଅବହେଳିତ ଅବସ୍ଥା ହେଇଯିବ। ତେଣୁ ଏବେଠୁ ଆମେ ଆରମ୍ଭ କରିବା, ବେଟର ଲେଟ୍ ଦ୍ୟାନ୍ ନେଭର। ଜୟପୁର ଅହମ୍ମଦାବାଦ ପରି କଟକକୁ ମଧ୍ୟ ସେ ମାନ୍ୟତାଟା ମିଳିବା କଥା। ବର୍ତ୍ତମାନ ମୁଁ ମେସେଜ ଜଣେ ରିପ୍ଲାଏ ଦେଇଛନ୍ତି, ଜାନୁଆରୀ 8, 9, 10 3 ଦିନ ପ୍ରବାସୀ ଭାରତୀୟ ସମ୍ମିଳନ କରୁଛନ୍ତି, ଭଲ କଥା। ଧୀରେ ଧୀରେ ଯଦି କରିପାରନ୍ତେ ଭାରି ଭଲ ହୁଅନ୍ତା। ଆଉ ଗୋଟେ କଥା ମୁଁ ଏଇଠି କହିବି ଯେ ଯେମିତି ଗଙ୍ଗାରେ ହରିଦ୍ୱାର କି ବନାରସରେ ଯେମିତି ଆରତି କରାଯାଉଛି, ସେମିତି ଯଦି ମହାନଦୀରେ ରେଗୁଲାରଲି କରାଯାଆନ୍ତା ଘାଟରେ ସନ୍ଧ୍ୟା ଆରତି, ତାହେଲେ ଟୁରିଜିମ ସେକ୍ଟରଟା ବଢିଯାଆନ୍ତା, ସ୍ପିରିଚୁଆଲିଜିମ ବଢନ୍ତା, ତା ପ୍ରତି ରାଜ୍ୟ ପାଇଁ, ନଗର ପାଇଁ, ନଦୀ ପାଇଁ, ତା ପୃଷ୍ଠଭୂମି ପାଇଁ, ଇତିହାସ ପାଇଁ ଲୋକ ଆଉ ଟିକେ ଜାଗରିତ ହୁଅନ୍ତେ। କାହିଁକିନା ଭୁବନେଶ୍ୱରକୁ ପୁରୀକୁ ବହୁତ ଲୋକ ଆସନ୍ତି, କୋଣାର୍କକୁ ଆସନ୍ତି, ଚିଲିକାକୁ ଆସୁଛନ୍ତି, କଟକକୁ ମଧ୍ୟ ଟୁରିଜିମ ବଢିବ। ମୋର ଏତିକି ଖାଲି ସଜେସନ, ଅଧିକ କିଛି ନାହିଁ। ଆଗକୁ କୁହନ୍ତୁ, ବହୁତ ଭଲ ଲାଗିଲା ବହୁତ। ଧନ୍ୟବାଦ। ସେ ସଜେସନ କୁ କାର୍ଯ୍ୟକାରିତା କରିବା ପାଇଁ ଆମେ ଯଦି ଦେଖିବା ଅନ୍ୟ ନଦୀ ଆଉ ଆମର କଟକ ଚାରି ପାଖରେ ଯୋଉ ନଦୀ ଅଛି, ସେଥିରେ ଘାଟ ସେମିତି ନାହିଁ। ଲୋକେ ଲୋକେ ଯାଉଛନ୍ତି, ଗାଧଉଛନ୍ତି, ସେ ଅଲଗା କଥା, କିନ୍ତୁ ଯୋଉଭଳି ସେପଟେ ଘାଟ ଅଛି, ଫେରି ଚାଲୁଛି, ସେଭଳିଆ କନସେପ୍ଟ ଆମର ନାହିଁ ଏଠି। ଆଜ୍ଞା କାହିଁକି ନା ଆମର ସମସ୍ତେ ଗଭର୍ଣମେଣ୍ଟର ପ୍ରୋତ୍ସାହନକୁ ନିର୍ଭର କରୁଛନ୍ତି, ଗଭର୍ଣମେଣ୍ଟ କରିବ, ଆମେ କିଛି କରିବାନି, ତ ସେଇ ଭିତରେ ରହିଯାଇଛୁ ଆମେ। ମତେ ଖବର ମିଳିଥିଲା ଶ୍ରୀ ରବିଶଙ୍କର ୟୁନିଭରସିଟି ଯେତେବେଳେ ହେଲା ବାରଙ୍ଗ ପାଖରେ, ସେମାନଙ୍କର ଷ୍ଟୁଡେଣ୍ଟ ପ୍ଲସ ଗୁଜରାଟରୁ 2 ଜଣ ୟୋଗା ଟିଚର ସେଠି ଅଛନ୍ତି, ଆସିଷ୍ଟାଣ୍ଟ ଲେକ୍ଚରର। ଇନିସିଆଲ ଷ୍ଟେଜରେ 6 ବର୍ଷ ତଳେ ସେମାନେ ଗୋଟେ ପ୍ଲାନ କରିଥିଲେ, ମହାନଦୀରେ ନିୟମିତ ରୂପରେ ସଂକ୍ରାନ୍ତି କିମ୍ବା ମାସକୁ ଥରେ ଘାଟ ପ୍ରତିଷ୍ଠା କରିକି କରିବେ ବୋଲି। ଆଉ ସୁଭାଷ ବୋଷ ପରି ବାଲିଯାତ୍ରା, ଇଏ ମଧ୍ୟ ଗୋଟେ ହିଷ୍ଟୋରିକାଲ ତଥ୍ୟ। ଏଇ ଦିଟାକୁ ବେଶ କରିକି ଆମେ ଆଗକୁ ନେଇପାରିବା ଚାହିଁଲେ କଟକକୁ ହେରିଟେଜ ସିଟିର ମାନ୍ୟତା ପାଇଁ। ମୁଁ ତ କଟକ ଦେଖିନି ଆଜ୍ଞା, ଫ୍ରାଙ୍କଲି ସ୍ପିକିଂ, ମୁଁ 54 ବର୍ଷ ହେଲାଣି ମୁଁ କଟକ ଦେଖିନି। ମୁଁ କିନ୍ତୁ ନୟାଗଡ଼ରେ ଜନ୍ମ, ଜୀବନ ଯାକ ପଢାପଢି କରିକି ବାହାରେ ରହି ରହି ମୁଁ ଗୁଜରାଟରେ ସେଟଲ ହେଇଯାଇଛି। ଆଉ 5 ବର୍ଷ ପରେ ରିଟାୟାର ହେଲା ପରେ ମୁଁ ଯିବି, ପୁରା ଓଡିଶା ବୁଲିବି, ଆପଣମାନଙ୍କ ସାଙ୍ଗେ ଦେଖା ହେବି। ତଥାପି ମୁଁ ଭାବୁଛି କଟକକୁ ଆମର ମାନ୍ୟତା ଦେବା ନିହାତି ଦରକାର। କିନ୍ତୁ ଆଜ୍ଞା ଧୀରେ ଧୀରେ ଭୁବନେଶ୍ୱର ଯାଇକିରି କଟକ ସହିତ ଲାଗିଗଲାଣି। ଆଜ୍ଞା ଆଉ ଆଜ୍ଞା ଆଉ ଜାଗା ମାନେ ଡିଫରେନ୍ସ ବି ନାହିଁ ଆଉ। ଆପଣ ଗଲା ବେଳକୁ ଆଗରୁ ଜଣା ପଡୁଥିଲା ଯେ ଏଠି ଭୁବନେଶ୍ୱର ହଁ, ଅଲଗା, ପାହାଳ ସେଠି କଟକ ଅଲଗା। ଫୁଲନଖରା ଇଏ ସବୁ ହଁ, ମିଶିଗଲାଣି। ବର୍ତ୍ତମାନ ସବୁ ମିଶିଗଲାଣି। ତେଣୁ ଆଜ୍ଞା ଧୀରେ ଧୀରେ ଯୋଉ ଟୁଇନ ସିଟି କନସେପ୍ଟ, ସିଏ ଆଉ ଆଜ୍ଞା ବେଶୀ ଦିନର ନୁହଁ, ଅଲମୋଷ୍ଟ ହେଇଗଲାଣି କହିବ। ଆଜ୍ଞା ଆଜ୍ଞା ହଉ, ଥ୍ୟାଙ୍କ ୟୁ। ବିଷୟରେ ଧନଞ୍ଜୟ ଭାଇଙ୍କର ମତାମତ ବିଷୟରେ ଦୀପକ ଭାଇଙ୍କର ରିଆକ୍ସନ ପରେ ମୁଁ ଏ ବିଷୟରେ କିଛି କହିବା ପାଇଁ ଚାହିଁବି। ଦୀପକ ଭାଇ ଆପଣ କୁହନ୍ତୁ। ନାଇଁ, କଥା ହଉଛି କଟକକୁ ହେରିଟେଜ ସିଟିର ମାନ୍ୟତା ଦବା ପାଇଁ ସେମିତି ଗୋଟେ ମୁଁ ଜାଣିବାରେ ବିଧିବଦ୍ଧ ଭାବରେ କେବେ ଉଦ୍ୟମ ହେଇନାହିଁ। ଆମର ବାଲିଯାତ୍ରା ପାଇଁ ଉଦ୍ୟମ ହଉଥିଲା, ବାଲିଯାତ୍ରାକୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମିଳିନାହିଁ। ଆଉ କଟକକୁ ହେରିଟେଜ ସିଟିର ମାନ୍ୟତା ନିହାତି ମିଳିବା ଉଚିତ, କିନ୍ତୁ ଏଇଟା ଆମେ ମାନିକିରି ଚଳିପାରିବା ଯେ କଟକ ଗୋଟେ ହେରିଟେଜ ସିଟି। କାରଣ ହଉଛି ଯୋଉଟା ମୁଁ କହିଲି, ଲଗାତାର ଭାବରେ କୌଣସି ବ୍ରେକ୍ ନ ଆସିକିରି ଯୋଉ ଜାଗାରେ ଲୋକମାନେ ରହିଛନ୍ତି ବର୍ଷ ବର୍ଷ ଧରିକିରି, ଶହ ଶହ ବର୍ଷ ଏବଂ 1000 ବର୍ଷ, ସେ ଯୋଗୁ ଆମକୁ ଗୋଟେ 1000 years ର ଆମେ ଯୋଉ କହୁଛୁ କଟକ ସିଟି ଅଫ 1000 years, ମୁଁ ଯାହା କହିଲି ହୁଏତ ଆହୁରି 300 ବର୍ଷ ତଳକୁ ବି ଯାଇପାରେ। କିନ୍ତୁ ହେରିଟେଜ ମାନ୍ୟତା ଟା ଆମର ମିଳିନାହିଁ। ଚେଷ୍ଟା କରାଗଲେ ଭଲ ହୁଅନ୍ତା। କିନ୍ତୁ ଆଉ ଗୋଟେ କଥା ମୁଁ କହିବି, ଯେଟା ବିଶ୍ୱାସ କହିବି, ଟୁଇନ ସିଟି ହବାରେ କିଛି ଅସୁବିଧା ନାହିଁ କଟକକୁ, କିନ୍ତୁ ଭୁବନେଶ୍ୱର ତୁଳନାରେ ବା ଭୁବନେଶ୍ୱର ସହିତ ସମକକ୍ଷ କରିକିରି ସୁବିଧା ସୁଯୋଗ ଦିଆଯାଉଛି କି?
ଯେତିକି ପଇସା ଖର୍ଚ୍ଚ ହଉଛି କ୍ୟାପିଟାଲରେ ନ୍ୟାଚୁରାଲି ହବା କଥା ମୁଁ ବୁଝୁଛି। ରାଜଧାନୀ ଦୃଷ୍ଟିରୁ ଯିଏ ବି ଆସିବେ ପ୍ରଥମେ ସେଠିକି ଆସିବେ, ତେଣୁ ସେମାନେ ଦେଖିବେ ଆମର ସେଟା ବହୁତ ଭଲ ରହିବା ଉଚିତ। କିନ୍ତୁ କଟକକୁ ସମ୍ପୂର୍ଣ୍ଣ ଭାବରେ ନେଗ୍ଲେକ୍ଟ କରାହଉଛି। ପଇସା ପତ୍ର ଫଣ୍ଡିଂ ଦୃଶ୍ୟ ହଉ, ରାସ୍ତାଘାଟ ହଉ, ଏଇ ତ ଅଳ୍ପ ଦିନ ତଳେ ଶୁଣିଲା ନିଜେ ଆସିଥିଲେ ଦେଖିଛନ୍ତି। କଟକରେ ବର୍ତ୍ତମାନ ଗୋଟିଏ ରାସ୍ତା ନାହିଁ ଭଲ, ଯୋଉଟା କି ଆପଣ କହିପାରିବେ ଏଇ ରାସ୍ତାରେ ଯାଆନ୍ତୁ ଏଇଟା ଭଲ ରାସ୍ତା। ସବୁ ରାସ୍ତା ନଷ୍ଟ। ଆପଣ ଯଦି ଇନଫ୍ରାଷ୍ଟ୍ରକ୍ଚରକୁ ଏଇ ଅବସ୍ଥାରେ ରଖିବେ, ଆଉ ଶିକ୍ଷା ସ୍ୱାସ୍ଥ୍ୟରେ ବି ଯୋଉ କଟକର ପୋଜିସନ ଭଲ ଥିଲା, ଏସସିବି ମେଡିକାଲ ଯୋଗୁଁ ସେଟା ବି ଧୀରେ ଧୀରେ କମିଲାଣି, କାରଣ ଭୁବନେଶ୍ୱରରେ ଗୁଡାଏ ଘରୋଇ ହସ୍ପତାଳ ହେଇଗଲାଣି, ଏମ୍ସ ହେଇଗଲାଣି, ବହୁତ କଥା ଅଛି। କଟକରେ ଯୋଉଟା କିଛି କିଛି ଅନ୍ତତଃ ରହିବା ଉଚିତ, ସେମାନେ କିଛି ଦିନ ହେଲାଣି କେବଳ ଭୁବନେଶ୍ୱରରେ ହିଁ ରହୁଛି, ଭୁବନେଶ୍ୱର ଉପରେ ଫୋକସ ରହୁଛି। ରହିଲେ କିଛି କ୍ଷତି ନାହିଁ, କିନ୍ତୁ କଟକକୁ ନେଗ୍ଲେକ୍ଟ କରାଯିବା ଉଚିତ ନୁହେଁ ବୋଲି ମୁଁ ଜଣେ ପୁରୁଣା କଟକର ବାସିନ୍ଦା ହିସାବରେ ଅନୁଭବ। ଆଜ୍ଞା, एकदम ठीक है। ଗୋଟିଏ ଆଉ ଗୋଟିଏ କଥା କହିବି, ଆଜ୍ଞା ଭାରତରେ 19ଟା କଲେଜ ଅଛି ଯୋଉଟା ଆଇକନିକ ସ୍ପେଶାଲ ଷ୍ଟାଟସ ଦେଇଛି ୟୁଜିସି। ସେଥିରୁ କେତେଟା ଅଛି ପୁରା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ, କେତେଟା ଅଛି ଷ୍ଟେଟ ଗଭର୍ଣ୍ଣମେଣ୍ଟ, କେତେଟା ଅଛନ୍ତି ଏଜୁକେସନ ସଂସ୍ଥା ତରଫରୁ ପ୍ରାଇଭେଟ। ଗୋଟେ ଏକ୍ଜାମ୍ପଲ ମୁଁ ଦେବି। ଭିପି ସିଂ ପଢିଛନ୍ତି, हमारा प्राइम मिनिस्टर ଥିଲେ ଭିପି ସିଂ, ସିଏ ପଢିଥିଲେ ପୁନାରେ। ବାଲ ଗଙ୍ଗାଧର ତିଲକ ପଢିଥିଲେ ପୁନାରେ, ଆପଣ ଜାଣିଥିବେ କଲେଜ ନା ଫର୍ଗୁସନ କଲେଜ। ସେଥିରେ ମୋର ଇନଲଜ, ମୋର ଶାଳୀ ଶଳା, ମୋ ସ୍ତ୍ରୀ, ମୋ ଝିଅ, ଏବେ ମଧ୍ୟ ମୋ ଝିଅ ସେଠି ପଢୁଛି ପୁନାରେ। ଏତେ ବଡ କଲେଜ, ସେଟା ଅଟୋନୋମସ କଲେଜ, ସେଟା ହଉଛି ଡେକାନ ଏଜୁକେସନ ସୋସାଇଟି ଅଣ୍ଡରରେ ଚାଲିଛି, ସେ ଷ୍ଟେଟ ଗଭର୍ଣ୍ଣମେଣ୍ଟରେ ବି ନୁହଁ। କିନ୍ତୁ ସେଇଟାକୁ ଡୁନ୍ସ ସ୍କୁଲ ପରି, ଲକ୍ଷ୍ନୌ କଲେଜ ପରି 19ଟା କଲେଜକୁ ଆଇକନିକ କଲେଜ ଷ୍ଟାଟସ ମିଳିଛି। ରେଭେନ୍ସା କଲେଜ ଫର୍ଗୁସନ କଲେଜଠୁ ପୁରୁଣା, ସେଟାକୁ ଅଟୋନୋମସ କରାହେଲା, ତାପରେ ଗୋଟେ ୟୁନିଭର୍ସିଟି ହେଲା, ସେଇଟାକୁ ମଧ୍ୟ ଆଇକନିକ ଷ୍ଟାଟସ ଦେଇହେଲାନି। ଆ ପଛରେ ରାଜନୀତି ଅଛି ନା ଶିକ୍ଷାବିତଙ୍କର ଅଳସୁଆମୀ, এইটাକୁ ମଧ୍ୟ ଟିକେ ଫୋକସ କଲେ ସେ ରେଭେନ୍ସା ଗ୍ରାଉଣ୍ଡରେ ମଧ୍ୟ ଆମେ କଟକଟାକୁ ୱାର୍ଲଡ ହେରିଟେଜ ଲେବୁଲକୁ ନେଇପାରିବା, ୱାର୍ଲଡ ମ୍ୟାପରେ ମଧ୍ୟ ଆମେ ଆଉ ଟିକେ ସ୍ଥାନିତ କରିପାରିବା କଟକ ସହରକୁ। ଆଉ ଚାନ୍ଦି କାମ, ଯୋଉ ସିଲଭର କାମ, ରୂପା ଫିଲିଗ୍ରିମେଜ, ତାରକସି। ହଁ ହଁ, ସେଇଟା ମଧ୍ୟ ଗୋଟେ ଭଲ ବ୍ୟାକଗ୍ରାଉଣ୍ଡ ଷ୍ଟ୍ରଙ୍ଗ କରିବା ପାଇଁ ସିଏ ଗୋଟେ ଆସ୍ପେକ୍ଟ। ତେଣୁ ବହୁତ ଜିନିଷ ଅଛି, ଆମେ ତାକୁ ଇଗ୍ନୋର କରୁଛେ କିମ୍ବା ଜାଣିକିରି ଅଣଦେଖା କରୁଛେ। ନ ଜାଣିବାଟା ଭଲ। ଅଜ୍ଞାନମ ପରମମ ସୁଖମ, ଜାଣିନେ ସୁଖ, ଜାଣିକିରି ଅଜ୍ଞାନୀ ପରି ରହିବାଟା ଏଇଟା ଗୋଟେ ପାପ ପରି ରିପେଣ୍ଡ କରିବା ଆମର ଫ୍ୟୁଚର ଜେନେରେସନ। ବାସ୍ ସେତିକି। ଆଜ୍ଞା, ଆଗକୁ କୁହନ୍ତୁ ଆଜ୍ଞା। ନାଇଁ ଠିକ କଥା। ଆପଣ ରୂପା ତାରକସି ଆମକୁ 2001ରୁ ଉଦ୍ୟମ ହଉଥିଲା ଜିଆଇ ଟ୍ୟାଗ ପାଇଁ, ସେଇଟା 2024ରେ ମିଳିଲା। ତାର କାରଣ ହଉଛି ସେ ଉଦ୍ୟମରେ କୋଉଠି ନା କୋଉଠି ହେଳା ରହୁଥିଲା, ସେ କାରିଗରଙ୍କ କ୍ଷେତ୍ରରେ ହଉ, ସରକାରଙ୍କ କ୍ଷେତ୍ରରେ ହଉ, କି ନାଗରିକଙ୍କ କ୍ଷେତ୍ରରେ ହଉ। କିନ୍ତୁ 2024ରେ ଯାହା ହଉ ଆମକୁ ଜିଆଇ ଟ୍ୟାଗ ମିଳିଯାଇଛି, କଟକ ରୂପା ତାରକସି। ଆଉ ରେଭେନ୍ସା ଆପଣ ଯୋଉଟା କହିଲେ ସେଟା ସବୁବେଳେ ଆଇକନିକ ଇନଷ୍ଟିଚ୍ୟୁଟ ଥିଲା, ଆଜି ମଧ୍ୟ ଅଛି। ଟ୍ୟାଗ ଥାଉ କି ନଥାଉ, କିନ୍ତୁ ଗୋଟେ ଅସୁବିଧା ହେଇଛି ଯେ ବର୍ତ୍ତମାନ ରେଭେନ୍ସାରେ ଆମେ ସବୁ ପଢିଥିଲୁ, ରେଭେନ୍ସାର ଶିକ୍ଷାର ମାନ ବହୁତ ଭାବରେ ହ୍ରାସ ହେଇଛି। ଅଧିକାଂଶ ବିଭାଗରେ ତାଙ୍କର ଶିକ୍ଷକ ନାହାନ୍ତି। ଏଇ 2-4 ଦିନ ତଳେ ମୁଁ ଯାଇଥିଲି ତାଙ୍କ ଇତିହାସ ବିଭାଗ, ସେଠି ଅଣ୍ଡର ଗ୍ରାଜୁଏସନ କୋର୍ସ ଅଛି, ପୋଷ୍ଟ ଗ୍ରାଜୁଏସନ କୋର୍ସ ଅଛି, ଏବଂ ମାତ୍ର 2 ଜଣ ଅଧ୍ୟାପକ। ତେଣୁ ପଢା କଣ ହବ? ତାପରେ ଆଜିକାଲି ଆପଣ ଜାଣିଛନ୍ତି ସବୁ ଅଧ୍ୟାପକ ମାନଙ୍କୁ କହୁଛି ତମେ ଗବେଷଣା କର, ତମେ ପବ୍ଲିକେସନ କର, ନହେଲେ କିଛି ହେଇପାରିବନି ଇତ୍ୟାଦି ଇତ୍ୟାଦି। ତ ସେମାନେ ଗବେଷଣା କେତେବେଳେ କରିବେ, କ୍ଲାସ କେତେବେଳେ? ଏତେ ହେଇକି ଭାରି ପରିସ୍ଥିତି ରେଭେନ୍ସାର ଭଲ ନାହିଁ। ଆମେ ବି ଉଦ୍ୟମ କରିଥିଲୁ ପୁରାତନ ଛାତ୍ର ହିସାବରେ, କିଛି କିଛି ଅଧ୍ୟାପକ ଆମ ମାନଙ୍କ ଭିତରେ ଯିଏ ଅଛନ୍ତି ସେମାନେ ଯାଇ ସେଠି ପଢେଇବେ, ମାଗଣା ପଢେଇବେ, ଆଉ ପଇସା ଉପରେ କିଛି ନେବେନି। କିନ୍ତୁ ସେଟା କିଛି ଦିନ କାମ କଲା, ତାପରେ ଆଉ କାମ କଲା, କାହିଁକିନା ସେପଟେ ଆଗ୍ରହ ନାହିଁ। ଆଉ ବିଭିନ୍ନ ଫ୍ୟାକ୍ଟର୍ସ ଅଛି ଶିକ୍ଷାର ଅବନତି। ଆଉ ଆପଣଙ୍କର କଟକଟା ବି ଯୋଉ ନେଗ୍ଲେକ୍ଟେଡ ହଉଛି, ମୁଁ ସେଟା ଆପଣଙ୍କୁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ। ଗୋଟେ ସମୟ ପର୍ଯ୍ୟନ୍ତ ଅଧିକାଂଶ ଛାତ୍ର, ଓଡିଶାର ଅଧିକାଂଶ ଅଫିସର ରେଭେନ୍ସା ବାଟ ଦେଇକି ଯାଉ, ରେଭେନ୍ସାର ଛାତ୍ର ଥିଲେ ଏକ ଓଡିଶା କୁହାଯାଉଛି 70 ଦଶକ 80 ଦଶକ ପର୍ଯ୍ୟନ୍ତ। ଅବେରେ ଟିକେ ଚେଞ୍ଜ
ଏବେ ପୁରା ଚେଞ୍ଜ ହେଇଛି। ଯୋଉ ଆପଣଙ୍କର ସର୍ବଭାରତୀୟ ସ୍ତରର ଅଧିକାରୀ ମାନେ ଆସୁଛନ୍ତି, ସେମାନେ ରେଭେନ୍ସା କଣ ଜାଣନ୍ତିନି, କଟକ କଣ ଜାଣନ୍ତିନି। ସ୍ୱାଭାବିକ, ସେମାନେ ଆସିଲେ ଭୁବନେଶ୍ୱରରେ ଓହ୍ଲେଇଲେ, ଭୁବନେଶ୍ୱର କାମ କଲେ, କୋଉ ଯଦି ଜିଲ୍ଲା ସ୍ତରକୁ ଯିବାକୁ ପଡିଲା ଗଲେ, ପୁଣି ଫେରିଲେ ଭୁବନେଶ୍ୱର। ତ ତାଙ୍କର ଚିନ୍ତାଧାରା ଭିତରେ, ତାଙ୍କର ସଚେତନତା ଭିତରେ କଟକ ଆସୁନି। ସେଇଟା ଗୋଟେ ଅସୁବିଧା। ତେଣୁ ସେମାନେ କଟକର କିଛି ଲାଭ କରିବା ବଦଳରେ କିଛି କିଛି କ୍ଷତି ମଧ୍ୟ କରିଦଉଛନ୍ତି ଅଜାଣତ। ତାର କାରଣ ହଉଛି ସେମାନେ କିଛି ଜାଣନ୍ତିନି। ତାଙ୍କର ତଳେ ଯୋଉ ଲୋକ ଅଛନ୍ତି ସେ କହିଲେ ବାରଙ୍ଗକୁ ନେଇଯାଅ ଭୁବନେଶ୍ୱର, ନନ୍ଦନକାନନ ନେଇଗଲେ ଭୁବନେଶ୍ୱର। ବାରଙ୍ଗ ଟା ଆପଣ ଜାଣିଛନ୍ତି, ନନ୍ଦନକାନନ ଟା ବାରଙ୍ଗ, ବାରଙ୍ଗଟା କଟକର ମୂଳରୁ ଆଜି ବି। ଆଉ ସେଇ ଯୋଉ ଆର୍ଗ୍ୟୁମେଣ୍ଟ ବି ଆପଣ ଦେଖିବେ ଯେ କଟକରେ ଜାଗା ନାହିଁ, ଆମେ ଭୁବନେଶ୍ୱର ରାଜଧାନୀ କରିବା, ସେତେବେଳେ ଯୋଉ ଚିନ୍ତାଧାରା ଥିଲା ଡକ୍ଟର ମହତାବ ଏବଂ ଅନ୍ୟମାନଙ୍କ, ସେଇଟା ମଧ୍ୟ ସମ୍ପୂର୍ଣ୍ଣ ରୂପେ ଲଜିକାଲ ନଥିଲା। ତାର କାରଣ ହଉଛି କଟକରେ ଆପଣ ଯୋଉ କହିଲେ, ଏପଟେ ଚୌଦ୍ୱାର ପଟେ ଯଥେଷ୍ଟ ଜାଗା ଥିଲା, ଆଜି ବି ଅଛି। ବାରଙ୍ଗ ପଟେ ଯଥେଷ୍ଟ ଜାଗା ଥିଲା, ଚଳକଗଡ଼ ଧରିକା ନେଇକରି ଆଜି ମଧ୍ୟ ଅଛି। ଆଉ ସେ ରଘୁନାଥପୁର, ଗାଡକଣ ଇତ୍ୟାଦି ଏଗୁଡା ସବୁ କଟକର ଜାଗା ଥିଲା। ତାକୁ ସବୁ ଭୁବନେଶ୍ୱରରେ ମିଶେଇଦେଲେ। ଏପଟେ ନିଆଳି ପଟେ ମଧ୍ୟ ଭୁବନେଶ୍ୱର ଖାଲି ସେମାନେ କାଗଜ ପତ୍ରରେ ବଦଳଉଛନ୍ତି। ଆଉ କାଗଜ ପତ୍ର ଯେହେତୁ ତାଙ୍କ ପାଖେ ରହିଲା, କ୍ଷମତାର କେନ୍ଦ୍ରବିନ୍ଦୁ ସେଇଟା ଭୁବନେଶ୍ୱର। ରାଜନେତା ମାନେ ତ ଆପଣ ମାନେ ଜାଣନ୍ତି ସେମାନେ କେତେ ସଚେତନ। ସେ କଟକର ପ୍ରତିନିଧିତ୍ୱ କରନ୍ତୁ କି ଆମ ଗାଁର ପ୍ରତିନିଧିତ୍ୱ କରନ୍ତୁ, ସେମାନେ ଆଦୌ ସେ ସବୁରେ ଚିନ୍ତିତ ନୁହନ୍ତି। ସେ ତାଙ୍କ ବିଷୟ, ନିଜ ବିଷୟ ବେଶୀ। ତେଣୁ କଟକ ଟା ଧୀରେ ଧୀରେ ତଳକୁ ହିଁ ତଳକୁ ଯାଉଛି। ରେଭେନ୍ସା ଯେମିତି କହିଲେ, ରେଭେନ୍ସାରେ ବି ସେଇଆ ଡାଉନଫଲ୍ ହଉଛି ସିନା, କିଛି ଇମ୍ପ୍ରୁଭମେଣ୍ଟ। ତାର ଯୋଉ ନହେଲେ ଆପଣ ଦେଖନ୍ତୁ, ବେଙ୍ଗଲ ଯଦି ଆମେ ଉଦାହରଣ ନବା, ବେଙ୍ଗଲରେ ପ୍ରେସିଡେନ୍ସିର ଷ୍ଟାଟସ କୋଉଠି, ଆମ ଅବସ୍ଥା କଣ? ତାର କାରଣ ହଉଛି ଆମର ଏତେ ବଢିଆ ଇନଫ୍ରାଷ୍ଟ୍ରକ୍ଚର। ଆପଣ ଯୋଉଟା କହିଲେ, ରେଭେନ୍ସା ଭଳିଆ ବିଲ୍ଡିଂ, ସେକେଣ୍ଡ ବିଲ୍ଡିଂ ମୁଁ ଦେଖିନାହିଁ କୌଣସି ଏଜୁକେସନାଲ। ଆପଣ ଫଟୋଗ୍ରାଫରେ ବି ଦେଖିବେ, ଇଣ୍ଡିଆର ବହୁତ କମ ଆପଣଙ୍କର କ୍ୟାମ୍ପସ। କିନ୍ତୁ କ୍ୟାମ୍ପସ ଆଉ ବିଲ୍ଡିଂ ତ ଚଳିବନି ନା, ମୁଖ୍ୟ କଥା ହେଲା ଶିକ୍ଷା ବ୍ୟବସ୍ଥାଟା କେତେ ସୁଦୃଢ। ଆଉ ଶିକ୍ଷା ବ୍ୟବସ୍ଥା, ଶିକ୍ଷାର ସ୍ୱାସ୍ଥ୍ୟ ଭଲ ନାହିଁ କହିଲେ କଣ କରିବେ। ଆ, ଦୀପକ ଭାଇ, ମୁଁ ମୋ ମନକୁ ମାନେ ମୂଳରୁ ହିଁ ଗୋଟେ କଥା ଆସୁଛି ଯେ ସରକାର ଯାହା ତ କରିବେ କରିବେ, କିନ୍ତୁ ସବୁଠୁ ବଡ କଥା ହଉଛି ଯେ ଆମ ଲୋକ, ଆମ ଓଡ଼ିଆଏ, ଆମେ ଧୀରେ ଧୀରେ ଗୋଟେ କ୍ରମଶଃ ଗୋଟେ ଆତ୍ମବିସ୍ମୃତି ଆଡକୁ ଆମେ ଗତି କରୁଛନ୍ତି। ନିଜର ଐତିହ୍ୟ, ନିଜର ଯୋଉ ଆଇକନ୍ସ ଅଫ ପ୍ରାଇଡ, ଗର୍ବ କଲା ଭଳି ଯୋଉ ପ୍ରତୀକ ସବୁ ଅଛି, ତାକୁ ଆମେ ନା ନିଜେ ଚର୍ଚ୍ଚା କରୁଛୁ, ନା ଭବିଷ୍ୟତର ପିଢି ମାନଙ୍କୁ ଆମେ ସେ ବିଷୟରେ ଜାଣିବା ପାଇଁ ଦଉଛୁ, ନା ନିଜ ଭିତରେ ଯେହେତୁ ଚର୍ଚ୍ଚା କରୁଛୁ, ଆମେ ବାହାର ଲୋକଙ୍କୁ ଆମେ କଣ ଜଣେଇବୁ। ତେଣୁ ଏଇ ଯୋଉ ପଲିଟିକାଲ କ୍ଲାସ, ସେମାନେ ବି ଯଦି ଲୋକମାନଙ୍କ ତରଫରୁ ସେତିକି ଦାବି ରୁହନ୍ତା ବା ସେତିକି ସେ ଜିନିଷଟାକୁ ଚର୍ଚ୍ଚାରେ ରୁହନ୍ତା, ସେମାନେ ବି ହୁଏତ କିଛି କରିବା ପାଇଁ ଚିନ୍ତା କରନ୍ତେ। କିନ୍ତୁ ମତେ ଲାଗୁଛି ଯେ, ମୁଁ ଚାହୁଁଛି ମତେ ସମସ୍ତେ ଯୋଉମାନେ ଉପସ୍ଥିତ ଅଛନ୍ତି ବିରୋଧ କରନ୍ତୁ ଯେ ମୁଁ ଯାହା କହୁଛି ଭୁଲ କହୁଛି ବୋଲି, ଯେ ଓଡିଆ ମାନେ ଧନରେ ଦରିଦ୍ର, ଆମେ ସଦାବେଳେ ଧନରେ ଦରିଦ୍ର, କିନ୍ତୁ ତାଠୁ ବଡ କଥା ହଉଛି ଆମେ ମନରେ ବି ଦରିଦ୍ର। ହଁ। ମୁଁ ଚାହୁଁଛି ଆଉ ଯେତେ ଅଛନ୍ତି ଏଠି ମାନେ ଦର୍ଶକ, ସମସ୍ତେ ବିରୋଧ କରନ୍ତୁ, ନା ନା ସେମିତି ନୁହେଁ, ଆମେ ମନରେ ଦରିଦ୍ର ନୁହେଁ ବୋଲି, କିନ୍ତୁ ମୁଁ ଦୃଢ ସ୍ୱରରେ ଭାବୁଛି ଯେ ଆମେ ମାନେ ମନରେ ବି ଯଥେଷ୍ଟ ଦରିଦ୍ର। ଆମେ ନିଜର କୌଣସି କଥାକୁ ଆମେ ଯେତିକି ଭଲ ପାଇକି ଆବରି ଧରିବା କଥା, ଆମେ ସେତିକି ଧରୁନୁ। ଆମେ କ୍ରମଶଃ ଆମର ଗୋଟେ କଲଚରାଲ, ଗୋଟେ ସୁପର ଇମ୍ପୋଜଡ କଲଚରଟା ଆମକୁ ମାଡି ବସିଛି। ଆମେ ନିଜର କୃତି ଅପେକ୍ଷା ଅନ୍ୟ ଜିନିଷକୁ ନେଇକି ବେଶୀ ବର୍ତ୍ତମାନ ଆହ୍ଲାଦିତ ହଉଛୁ। ମୋର ଏହା ମତ। ଯେମିତି ଅ, ମୋର ଦି ତିନିଟା ସଜେସନ ମୁଁ ସଦାବେଳେ ଭାବେ, ସଜେସନ ବି ନୁହେଁ, ମୁଁ ଭାବେ ଏମିତି ହେଲେ ହୁଅନ୍ତା। କିନ୍ତୁ ମାନେ ପକେଟରେ ନାହିଁ ଧନ, ପୁଅ ବାହାଘର କରି ମନ, ସେଇଭଳିଆ। ଧରନ୍ତୁ ଆପଣ ଯାଆନ୍ତୁ, ଆପଣଙ୍କର ଯୋଉ ଅଛି ମ୍ୟୁଜିୟମ, ଆମର ମ୍ୟାରାଇନ୍ ମ୍ୟୁଜିୟମ ଅଛି କଟକରେ। କେମିତି ହୁଅନ୍ତା ଯଦି ଆମେ ସେଠି ଗୋଟେ ଆଜିର ଯୋଉ ଭର୍ଚୁଆଲ ୱାର୍ଲଡ ଫିଲିଂ ଦେବା ପାଇଁ, ଯୋଉ 3D 11D ଲେଖି ଯୋଉ ପ୍ରକାର ଫିଲିଂ ଆସୁଛି, ଯେ ଜଣେ ଓଡ଼ିଶାର ଗୋଟେ ନୌ ବାଣିଜ୍ୟ ରେ ବାହାରିଥିବା ଗୋଟେ ବୋଟରେ ଆପଣ ବସିକି ଯାଉଛନ୍ତି, ଆପଣଙ୍କୁ ସେଥିରେ
ଗୋଟେ ଅନୁଭୂତି ଆପଣ ଆସନ୍ତା କେମିତି ଆପଣ ଦରିଆ ପାରି ଗୋଟେ ବଇତରେ ବସୁଛନ୍ତି ଆଉ ଯାଉଛନ୍ତି ଆଉ ଫେରି ଆସୁଛନ୍ତି। ଏବଂ ଏଟା ଗୋଟେ ଥିମ୍ ବେସ୍ଡ ଗୋଟେ ଇଏଟେ ହେଇପାରନ୍ତା। ତା ପାଇଁ ଅନେକ ମୁଁ ତ ମନେ ମନେ ସିଲେକ୍ସନ କରିଛି ଯୋଉ ଡକ୍ଟର ବିଶ୍ୱଭାରତୀଙ୍କର ଗୋଟେ କାହାଣୀ ଅଛି, ଜଗନ୍ନାଥ ସାଧବ ନିଶ୍ଚୟ ଫେରିବ। ସେଥିରେ ଓଡ଼ିଶାର ଜଣେ ସାଧବ ସେ ବଣିଜ କରିବା ପାଇଁ ଯାଇଛି ଏବଂ ବହୁତ ପଇସା ପତ୍ର ଧରିକି ଫେରିବା ରାସ୍ତାରେ ଜଳଦସ୍ୟୁ ମାନଙ୍କର ଦ୍ଵାରା ମାନେ ଆକ୍ରମଣରେ ସେ ତାର ଜୀବନ ହରାଇଛି। ଅଥଚ ଓଡ଼ିଶାରେ ତା ଘର ଲୋକ ତାକୁ ଅପେକ୍ଷା କରିଛନ୍ତି ଯେ ସେ କେବେ ଫେରିବ ଏବଂ ସେମାନେ ଜାଣିନାହାନ୍ତି ସେ ଦସ୍ୟୁମାନଙ୍କ ହାତରେ ପ୍ରାଣ ଦେଇ ସାରିଲେଣି ବୋଲି। ତ ଏଇଭଳିଆ କିଛି ଥିମ୍କୁ ନେଇକି ଆମେ ହୁଏତ ସେଇଠି ଗୋଟେ ଯୋଉ ଇମର୍ସିଭ ଏକ୍ସପିରିଏନ୍ସ ବାଲା ଗୋଟେ କିଛି ଜିନିଷ ତିଆରି କରିପାରନ୍ତେ। ଆଉ ସବୁଠୁ ବଡ଼ କଥା ହଉଛି ଆମେ ଆମର ଯୋଉ ପ୍ରତୀକ ସବୁ ତାକୁ ଆମେ ନିଜ ଭିତରେ ଚର୍ଚ୍ଚା କରିବା ସହିତ ବାହାର ରାଜ୍ୟରେ ବା ବାହାର ବିଶ୍ୱ ଦୁନିଆରେ ଆମେ ସେଗୁଡ଼ାକୁ ସେଠି ଯଦି ଟିକେ ବେଶୀ ପ୍ରଚାର ପ୍ରସାର କରନ୍ତେ ହୁଏତ ଆମେ ଯୋଉ ଆଟେନସନ ଡେଫିସିଟ ପାଉଛୁ ସେଇଟା ଟିକେ ଇମ୍ପ୍ରୁଭ ହୁଅନ୍ତା। ଦୀପକ ଭାଇ ଆପଣଙ୍କୁ। ହଁ, ଏଇଟା ତୁମେ ଯୋଉ କହିଲ ସେ ଘଟଣା ଘଟୁଛି ଅନ୍ୟ ଆଡେ, ଯଥା ତାକୁ କୁହାଯାଉଛି ଇମର୍ସିଭ ଏକ୍ସପିରିଏନ୍ସ। ମ୍ୟୁଜିୟମ ର ଇମର୍ସିଭ ଏକ୍ସପିରିଏନ୍ସ ତମେ ତମ ଘରେ ବସିକିରି ଗୋଟେ ଗ୍ୟାଲେରୀ ବୁଲି ଦେଇ ପାରିବ। ତା ଛଡା ତମେ ଯଦି ଅକ୍ଷରଧାମ ଯାଇଥିବ, ଅନ୍ୟାନ୍ୟ ଆଡେ ଯାଇଥିବ, ତମେ ଦେଖିବ ସେମାନେ ପାଣିରେ ଡଙ୍ଗାରେ ବସେଇକିରି ଗୋଟେ ଏକ୍ସପିରିଏନ୍ସ ଦଉଛନ୍ତି ଯେ ତମେ ପାଣିରେ ଯାଉଛ, ଏମିତି ଘଟୁଛି, ଏଇଆ ହଉଛି। ସେ ଯୋଉ ତମେ ଯୋଉ କହିଲ କାହାଣୀ, ତାଙ୍କୁ 3D 4D କଣ ସବୁ ବ୍ୟବହାର କରିକି ଆଜିକାଲି ସେଟା ସମ୍ଭବ ହଉଛି ଭର୍ଚୁଆଲ ରିଆଲିଟି। କିନ୍ତୁ ଆମର ଏଠି ସେ ସବୁ କରାଯାଇ ପାରୁନି, କରା ହଉନାହିଁ। କରାଯାଇ ପାରନ୍ତା, କାହିଁକିନା ମ୍ୟାରିଟାଇମ ମ୍ୟୁଜିୟମ ର ଫୁଟଫଲ ବହୁତ ଭଲ, ଲୋକ ବହୁତ ଆସୁଛନ୍ତି। ଏବେ ଏବେ ଲୋକ ବେଶ ଆସୁଛନ୍ତି ଏବଂ ଆମେ ତାଙ୍କଠୁ ଟିକେଟ ନେଉଛୁ। ଟିକେଟ ର ଦାମ ହୁଏତ ବଢା ଯାଇପାରେ କିନ୍ତୁ ବ୍ୟବସ୍ଥା ରହିବା ଉଚିତ। ମତେ ତାଙ୍କର ଯିଏ ସେଠି ଦାୟିତ୍ୱରେ ଅଛନ୍ତି ସେ ମତେ କହିଲେ ଯେ ଦୀପକ ସାର୍, ଏଠିକି ପ୍ରାୟ 6-8 ମାସ ହେଲାଣି ଆମର କ୍ୟାଣ୍ଟିନ ବନ୍ଦ ପଡୁଛି। ଏତେ ବଡ କ୍ୟାମ୍ପସ ଟା, ଚାରିପଟେ କୋଉଠି ବି ହେଲେ ଜଣେ ଚାହିଁଲେ ଚା କଫି ପିଇ ପାରିବନି, କାହିଁକି ବନ୍ଦ କରିଦେଲ? ନା ନାଇଁ, ଆମେ ବନ୍ଦ କରୁନୁ, ଡିପାର୍ଟମେଣ୍ଟ ସେ ଲୋକକୁ ବହୁତ ବେଶୀ ପଇସା ମାଗିଲା, ସେ କହିଲା ସେ ଦେଇପାରିବନି, ତେଣୁ ଗୋଟେ କ୍ୟାଣ୍ଟିନ ବନ୍ଦ ହେଇଗଲା। ତ ଭାବ, ଗୋଟେ ଏତେ ବଡ କ୍ୟାମ୍ପସ, ତା ଭିତରେ ଟିକେ ଖାଇବାକୁ ମିଳିବନି କି ଚା କଫି ମିଳିବନି, ଏତେ ବଡ ଜିନିଷ। ତ ଏଇଟା ଗୋଟେ ଡିସଇନଫେକ୍ସନ ଭାବରେ କାମ କରିବ ନା ଲୋକଙ୍କ ପାଇଁ, ଯେ ସେଠି କିଛି ନାହିଁ। ସମସ୍ତେ କଣ ଚା ଆଉ ଖାଇବା ଧରିକି ଯିବେ ମିଳୁଛନ୍ତି? ତ ଛୋଟ କଥାଟା ମୋ ପାଇଁ ଏଇଟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆର ମଧ୍ୟ ଗୁରୁତ୍ୱ ଅଛି। ଏସବୁ ବ୍ୟବସ୍ଥା ଓଡିଶାର, ମୁଁ ଏଥିପାଇଁ କହିଲି ଯେ ଓଡିଶାର ଅଧିକାଂଶ ସାଇଟରେ ତମେ ଦେଖିବ ଇନଫ୍ରାଷ୍ଟ୍ରକ୍ଚର ନାହିଁ। ରାସ୍ତାଘାଟ, ରହିବା ବସିବା ବ୍ୟବସ୍ଥା ନାହିଁ। ସେଠି ଖାଇବା ପିଇବା ଅଲଗା ଯୋଉ ସବୁ ବ୍ୟବସ୍ଥା ନିହାତି ଜରୁରୀ, ସେଗୁଡାକ ନାହିଁ। ଇନଫ୍ରାଷ୍ଟ୍ରକ୍ଚର ନଥିବା ଫଳରେ, ଏକ ଦୁଇ ହେଲା ତମର ପ୍ରମୋସନାଲ ଆକ୍ଟିଭିଟିଜ, ପ୍ୟାକେଜିଂ ଆଣ୍ଡ ପ୍ରମୋଟ, ସେଇ ଦିଟା ନିହାତି ଦରକାର ଟୁରିଜିମ ପାଇଁ, ସେଇଟା ବି ନାହିଁ। ତେଣୁ ଆମର ତ ସବୁଗୁଡାକ ନାହିଁ ନାହିଁରେ ଚାଲିଛି। ତ କଣ କରାଯିବ? ନହେଲେ କାହିଁକି ହେଇପାରନ୍ତା, ଆରାମସେ ହବ। ଅଲଗା ଜାଗାରେ ତମେ ତ ଏବେ ଯାଇଥିଲ, ମିଜୋରାମରେ ଦେଖିଥିବ, ମୁଁ ମେଘାଳୟରେ ଦେଖିଛି, ଆସାମରେ ଦେଖିଛି। ତମେ ଦେଖ ସେଠି ସେ ସବୁ ଜାଗାରେ କିଛି ନାହିଁ ପ୍ରାକ୍ଟିକାଲ ଦେଖିଲା ଭଳି। ଓଡିଶା ଯଦି ଆମେ ତୁଳନା କରିବା, ତାଙ୍କର କହିବା କଥା ନୁହେଁ ମୁଁ, କିନ୍ତୁ ତଥାପି ମୁଁ କହୁଛି, ତାଙ୍କର ଫଲ୍ସ ନିଅ, ମେଘାଳୟର ଫଲ୍ସ ଆଉ ଆମ ଫଲ୍ସ, ଆଜ୍ଞା। ଆମ ଫଲ୍ସ କେତେ ବେଶୀ ମାଜେଷ୍ଟିକ ଆଉ କେତେ ବେଶୀ ଇମ୍ପ୍ରେସିଭ, କିନ୍ତୁ ସେଗୁଡାକୁ ଆମେ ପ୍ରମୋଟ କରୁନୁ ପ୍ରପରଲି। ତେଣୁ ସେଠି କେହି ଯାଉନାହାନ୍ତି, ପିକନିକ ପାର୍ଟି ବାଲାଙ୍କୁ ଛାଡିଦେଲେ। ଦୀପକ ଭାଇ, ଯେବେ ମୁଁ ଆଇଜଲରେ ଲ୍ୟାଣ୍ଡିଂ କଲି, ମୁଁ ଚେକ୍ କଲି ସୁନାବେଡାର ଟେମ୍ପରେଚର ଥିଲା 11 ଡିଗ୍ରୀ ଆଉ ହୁଁ ଆଇଜଲର ଟେମ୍ପରେଚର ଥିଲା 12 ଡିଗ୍ରୀ। ହୁଁ ସୁନାବେଡା ଠାରୁ ମାନେ କୋରାପୁଟ ଜିଲ୍ଲା ଠାରୁ ସେଠି ଆଇଜଲର ସମୁଦ୍ର ପତନ ଇଲିଭେସନ ଟା କମ। ହୁଁ ତଥାପି ତଥାପି ମାନେ ତାମାନେ ଆମେ କୋରାପୁଟକୁ ସେତିକି ସେଇଭଳିଆ ନଜରରେ ଆମେ ଦେଖୁନାହୁଁ। ହୁଁ। ଆମରି ପାଖରେ ଏତେ ସୁନ୍ଦର ହିଲ ଷ୍ଟେସନ ଅଛି, ଆମେ ସେଟାକୁ ନଜର। ନାଇଁ, ସେ ତ କୋରାପୁଟ ଗୋଟେ ସିଭିୟରଲି ଅଣ୍ଡର ପ୍ରମୋଟେଡ, ଆମେ ତାକୁ ପ୍ରମୋଟ କରୁନୁ। ପ୍ୟାକେଜିଂ ଏବେ ଟିକେ ଟିକେ ସେମାନେ କଲେଣି, ଯୋଉ ଇକୋ ସେଣ୍ଟରମେଣ୍ଟ କଲା ପରେ ଇକୋ ଟୁରିଜମରେ, କିନ୍ତୁ ତଥାପି ନୁହେଁ, ଆଡିକ୍ୱେଟ ନୁହଁ। ସେଇଟା ଆମର ଗୋଟେ ବଡ ଦୁର୍ବଳତା। ଆଉ ଆମର ନିଜ କଥା ଆମେ କହିପାରୁନା। ତୁମେ ଯୋଉଟା କହିଲ, କଟକର ବର୍ତ୍ତମାନ କଟକରେ ପବ୍ଲିକ ଓପିନିଅନ କଣ ଅଛି? କିଛି ନାହିଁ। କାହିଁକି ନା ତମର ଡେମୋଗ୍ରାଫି, ଲୋକ ଚେଞ୍ଜ ହେଇଗଲେଣି।
किए आसुଛନ୍ତି किए जाउଛନ୍ତି एमती अनुसार चलछि आ सब शिक्षित मध्यवित्त परिवार अधिकांश आ कटक रे नाहांती आगे सब कटक छाड़ी कि भुवनेश्वर अन्य कुआडे पढ़िले द्वितीय कथा है यंगर जेनेरेशन जो माने कथा कहते जे रिटायर्ड लोक 70-80 वर्ष लोक से कौन कहबे कहले किए शुणे तेणु जो मिडिल एज लोक माने से माने कटक रे विशेष नाहांती आगे ଆଉ କଟକରେ ଯୋଉ ବୁଢା ବୁଢୀ ଅଛନ୍ତି ତାଙ୍କର ସେମିତି ଗୋଟେ କିଛି ଭଏସ ନାହିଁ କଟକରେ ଆଗ ଭଳି ଯୋଉ ବିରାଟ ବିରାଟ ଲୋକ ସବୁ ଥିଲେ ସଭା ସମିତି ହଉଥିଲା ସେଗୁଡା ଆଉ କିଛି ହଉନି କାହିଁକିନା ଏଠି ପବ୍ଲିକ ଇଣ୍ଟେଲେକ୍ଚୁଆଲ୍ସ ନାହାନ୍ତି ଆମର ପବ୍ଲିକ ଓପିନିଅନ ନାହିଁ ତ ନ୍ୟାଚୁରାଲି ସରକାରକୁ ମ୍ୟୁନିସିପାଲିଟିକୁ ସମସ୍ତଙ୍କୁ ବହୁତ ଆରାମ ମିଳୁଛି ସେମାନେ କିଛି ଚିନ୍ତା କରୁନାହାନ୍ତି ଆଉ ମୁଁ ଯାଇକି ବ୍ୟକ୍ତିଗତ ଭାବରେ କହିଲେ ସେ ନ୍ୟାଚୁରାଲି କାହିଁ କରୁଛନ୍ତି କଟକ ହେଟ୍ ହେଇଯିବ ଆରେ କି କଟକ ହେଟ୍ ହେଇଯିବ ସେମାନେ ମୁଁ ପଳେଇ ଆସିଲା ପରେ ହସୁଥିଲି आगे ତେଣୁ ଏଇଭଳି ଅବସ୍ଥାରେ କଟକ ନୁହେଁ ଖାଲି କଟକ ନୁହେଁ ଅନ୍ୟ କିଛି ଜାଗା दीपक ସେଇଆ। भाई आम कथा आज प्रोग्राम टाक संक्षिप्त रखा मुझे बर्तमान जो मैंने ये कर सहित जोग देते भिडियो अन रखते आम से पचारे मोहम्मद शकील भाई आपण भिडियोटा अन देखुचे मुझे जदि किसी प्रश्न थाए कि कौन कमेंट थाए क्विकली देवे आप अनम्यूट करूँ निज अच्छा रमेश चंद्र पाताल सिंह भाई आपन किसी कहना चाहते अनम्यूट करूँ आ कहतु अच्छा मोहम्मद ହଁ शकील भाई କହୁଛି अनम्यूट कले कहतु आप मोहम्मद शकील भाई कहतु ନମସ୍କାର ନା ନମସ୍କାର ନମସ୍କାର ମୁଁ ଦୀପକ ଭାଇଙ୍କୁ ଧନ୍ୟବାଦ ଦେବା ପାଇଁ ଚାହୁଁଛି ଇଟ୍ ୱାଜ୍ ଅ ହଁ ଭେରି ଇଣ୍ଟରେଷ୍ଟିଂ ୱେରେ ସେ ଆମକୁ କହିଲେ କଟକ ବିଷୟରେ ଆଣ୍ଡ ଗୋଟେ ବହୁତ ଭଲ କଥା ଯୋଉ ବର୍ତ୍ତମାନ ଉଠିଲା ଯୋଉ ମ୍ୟାରିଟାଇମ୍ ମ୍ୟୁଜିୟମ ଉପରେ ମୁଁ ଏଇ ସିମିଲାର ଟାଇପର ଗୋଟେ ଜିନିଷ ମୁଁ ଦେଖିଥିଲି 3D ର କାବୁଲ ମ୍ୟୁଜିୟମରେ ସେମାନେ ଗୋଟେ ସେମାନେ ଗୋଟେ 3D ଗୋଟେ ସିନେମା ହଲ୍ ଗୋଟେ ଛୋଟିଆ ଗୋଟେ ହଲ୍ କରିଛନ୍ତି ଯୋଉଥିରେ ଯେତେବେଳେ ଆମେ ବସୁଛୁ ଆମକୁ ଲାଗୁଛି ଯେ ଚାରିଆଡେ ଆମେ ଗୋଟେ ଜଙ୍ଗଲ ଭିତରେ ଅଛୁ ଆଉ ବିଭିନ୍ନ ଟାଇପର ଆନିମଲ୍ସ ଆମେ ଦେଖୁଛୁ ତ ସିମିଲାର ଟାଇପର ସଫ୍ଟୱେୟାର କ୍ୟାନ୍ ବି କ୍ରିଏଟେଡ ଯୋଉଟା କି ଆମେ 3D କୁ କୁହାଯାଉଛି ବର୍ତ୍ତମାନ 8D ଆମେ କହୁଛୁ ଯୋଉଥିରେ ଆମେ ଆମେ ଗୋଟେ ଗୋଟେ वी कैन शो a kind of a voyage ଯୋଉଟା କି କଟକରୁ ବାଲି ଯାଉଛି maybe within a time frame of 15 minutes or 20 minutes that can be created to make us feel ଆମେ ସେଇ ପୁରୁଣା ବୋଟରେ ଯାଉଛୁ ସାଧବଙ୍କ ସାଙ୍ଗରେ and we are part of that voyage so ଏଇ ଟାଇପର ଜିନିଷ ହେଇପାରିବ it is nothing impossible in today's world so this can be we can carry forward this request to the authorities who are in charge of the maritime museum so this can be a added feature and भारी दुख लागला से कैंटीन विषय भी शुणिकी so this is something which is a drawback actually this has to be taken up but a canteen ता जो चलथला थोड़ा बंद हो गला and that has to be reopened again this is something I have observed and that is what I was trying to tell thank you मोहम्मद शकील भाई बहुत धन्यवाद ये जो मैरिटाइम म्यूजियम रे मु जब जाइଥିଲି जब एटा इनाग्रेशन हला सेई वर्ष कोन छोड़ समय मु जाइଥିଲି ଏବଂ सेठी विजिटर बुक रे मु गोटे सजेशन देके आस्थिली जे आपण देखिबे सेठी गोटे चिमनी अछि चिमनी पाखरे गोटे हाई वोल्टेज पावर लाइन जाइछि again ଯଦି से पावर लाइन टाକୁ ଯଦି शिफ्टिंग କରି ପାरନ୍ତେ ତାହେଲେ ଆମେ ସେ ଚିମନି ଟାକୁ ଗୋଟେ କ୍ଲାଇମ୍ବିଂ ଧରନ୍ତୁ ମାନେ ଗୋଟେ ବୋଟ ରେ ଗୋଟେ ଥାଏ ମାଷ୍ଟ ଥାଏ ଏବଂ ସେ ମାଷ୍ଟ ଉପରେ ସେ ବୋଟ ର ନ୍ୟାସନାଲିଟି ର ଗୋଟେ ଫ୍ଲାଗ ଇଏ କରାଯାଉଥାଏ ତ ଆମେ ସେଠି ଗୋଟେ ସ୍ପୋର୍ଟ ଗୋଟେ ମାନେ again ଇଣ୍ଟିଗ୍ରେଟ କରିପାରିବା ଯେ ଅଫକୋର୍ସ ପ୍ରୋଟେକ୍ସନ ଥାଇକି ଯଦି କ୍ଲାଇମ୍ବର ମାନେ କ୍ଲାଇମ୍ବ କରି ଯିବେ ଆଉ ପତାକାଟାକୁ ଲଗେଇବେ ଦ୍ୟାଟ କ୍ୟାନ୍ ବି ଭେରି ଗୁଡ୍ ଏନଗ୍ରସିଂ ଆକ୍ଟିଭିଟି ଇନ୍ ଦ ମ୍ୟାରିଟାଇମ୍ again again ବଟ୍ ଫର୍ again ଦ୍ୟାଟ୍ ଟୁ ହାପେନ୍ ୟୁ ହାଭ୍ ଟୁ ଶିଫ୍ଟ ଦ ପାୱାର ଲାଇନ୍ again ବର୍ତ୍ତମାନ ରମେଶ ଚନ୍ଦ୍ର ପାତାଳ ସିଂ ଭାଇ ଆପଣଙ୍କୁ ହଁ ଅନୁରୋଧ ଆପଣ ନମସ୍କାର ଆପଣଙ୍କ ବକ୍ତବ୍ୟ ନମସ୍କାର ହଁ ଦୀପକ ସାର୍ଙ୍କର ଏଇ ଚମତ୍କାର ମାନେ ଚମତ୍କାର ମାନେ କଟକ କହିଲେ ଆମେ ସମସ୍ତେ ଯୋଉ ପାଠ ପଢିଲା ବେଳୁ କାରଣ ବହିଠୁ ଆରମ୍ଭ କରି ବୋର୍ଡଠୁ ଆରମ୍ଭ କରି କଟକ ହିଁ କଟକ ଛୋଟବେଳେ ଆମେ ଯେତେବେଳେ ଡିଟେକ୍ଟିଭ ବହି ପଢୁଥିଲୁ ଭୟ ଯାଉଛି କି ନାହିଁ ଆଜ୍ଞା ଶୁଣା ଭୟ ଯାଉଛି ଟିକେ ସ୍ଲୋରେ ହଁ ଶୁଭୁଛି ଶୁଣା ଯାଉଛି ହଁ ଯେତେବେଳେ ବହି ଯେକୌଣସି
ନଭେଲ ହଉ କି ଷ୍ଟୋରି ବୁକ୍ ହଉ, ସେଟା କଟକ ସିନେମା ହଉ, ଆମେ ଯେତେବେଳେ ପାଠ ପଢୁଥିବୁ ଭୁବନେଶ୍ୱରରେ ସିନେମାଟେ ପଢିଲେ କଟକ ଯାଉଥିଲୁ। ସେ ଦୀପକ ଭାଇ କହିଲେ ଏପର୍ଯ୍ୟନ୍ତ ଗୋଟେ ବ୍ରୋସର ତିଆରି ହେଇନି, ଦ୍ୟାଟ୍ ଇଜ ଟୁରିଜିମ ବିଭାଗରୁ। ଏଇଟା ଗୋଟେ ବଡ଼ ଦୁଃଖର କଥା। ଯେମିତି କଟକ ଚିନ୍ତା ବାୟୁମଣ୍ଡିକୁ ଯଦି ଆମେମାନେ ସବୁ ଏକାଠି ହେଇଛେ, ବିଶେଷ କରି ଯୋଉ ଜ୍ଞାନ ଯୋଉ କଥା ଆମକୁ ଦୀପକ ଭାଇ କହିଛନ୍ତି, ସମସ୍ତେ ମିଶିକି, କାରଣ ସମସ୍ତେ ଓଡ଼ିଶାର ଅସ୍ମିତା କହିଲେ କଟକ, ସମସ୍ତେ ଯେମିତି ହଉ ଇନଡାଇରେକ୍ଟଲି କଟକକୁ ହିଁ ଫଲୋ କରୁଥିବେ। ସେ ଦୁର୍ଗା ପୂଜା ହଉ କିମ୍ବା ବହି ପଢିବା ହଉ, ସାହିତ୍ୟ ହଉ, ଯେ ବଡ ବଡ ଲୋକ କଥା ଯୋଉମାନେ ଅଛନ୍ତି, ମହତାବ କଥା ହଉ, ଯୋଉ ଏ ଆମର ଗୋପବନ୍ଧୁ, ଇଏ ସମସ୍ତେ କଟକ ହିଁ କହିବେ। ଏ ଜାନକୀ ପଟ୍ଟନାୟକ ହୁଅନ୍ତୁ ବା ଚିନ୍ତାମଣି ପାଣିଗ୍ରାହୀ ହୁଅନ୍ତୁ, ସମସ୍ତେ କଟକ ସହିତ ସଂଶ୍ଳିଷ୍ଟ। କିନ୍ତୁ କଟକର ଆଉ ପୁଣି ଯେତିକି ଆମେ 1000 ବର୍ଷ କହୁଥିଲେ, ତାଠୁ ଆହୁରି 300 ବର୍ଷ ଅଧିକା ହେଲା, ମାନେ 1500 ବର୍ଷର ଗୋଟେ ସହର। ଏବଂ ଅନେକ କାହିଁ ଚିନ୍ତା କରିନାହାନ୍ତି, ବା ଅନେକ ଯେମିତି କଟକରେ ବି ଲାଗେ ଯେତେବେଳେ ଯାଇଥିବେ, କଟକ ଲୋକଙ୍କର ବ୍ୟବହାର ମଧ୍ୟ, ଯଦି ଆପଣଙ୍କୁ ରାସ୍ତା ପଚାରିଦେବେ, ସେ ଆପଣଙ୍କୁ ଠିକ ରାସ୍ତା ପର୍ଯ୍ୟନ୍ତ ଆପଣ କହିବେ ଠିକ ଅଛି ପହଞ୍ଚିଯିବି, କିନ୍ତୁ ସେମାନେ ଆସିବେ, ସାଥିରେ ଆସିବେ, ରାସ୍ତାରେ ପଠେଇବେ, କୋଉ ଯାହା ପହଞ୍ଚିଲ ସେ ଯାହା ଦେଖିବେ। ତେଣୁ କଟକର କିଛି କମ୍ପାରିଜନ ନାହିଁ। ଓଡ଼ିଶାର ଅସ୍ମିତା କହିଲେ କଟକ। ଏବଂ ଯୋଉମାନେ ଦୀପକ ଭାଇ ଜାଣିଛନ୍ତି ଆଉ ଆପଣମାନେ ସହିତ ସଂଶ୍ଳିଷ୍ଟ ଅଛନ୍ତି, ତେଣୁ ଏଇଟାକୁ ଆମେମାନେ ଯୋଉମାନଙ୍କର କ୍ଷମତା, ଆମର ତ ଏତେ କ୍ଷମତା ନଥିଲେ ମଧ୍ୟ କଟକର ବିକାଶ ହେବା ଦରକାର। ଏବଂ ସେ ପୃଥିବୀରେ ଯେମିତି ଆପଣ କହିଲେ 8 ନମ୍ବର ହେରିଟେଜ ସିଟି ହିସାବରେ ଥିଲା, ବା ଓଡ଼ିଶାର ଗୋଟେ 3 ନମ୍ବର ହିସାବରେ ଥିଲା, ଇଣ୍ଡିଆରେ ଥିଲା, ତାକୁ ସେଇ ସ୍ତରକୁ ଆଣିବା ଦରକାର। କେତେ ଗୁଡ଼ା ଯୋଉ ସଜେସନ ଅଛି, ସବୁ ସଜେସନ ଆମେ ଏଇଟାକୁ ତ୍ୱରାନ୍ୱିତ କରିପାରିବା ତା ନୁହେଁ, ଆଟଲିଷ୍ଟ ଯେମିତି ହେରିଟେଜ ୱାର୍କ କରୁଛନ୍ତି, ବ୍ରୋସରଟା ତ ବାହାର କରାଯାଇପାରିବ। ଆଉ ଥରେ ସମସ୍ତଙ୍କୁ ଧନ୍ୟବାଦ, ବିଶେଷ କରି ଦୀପକ ଭାଇଙ୍କୁ ଅତି ଚମତ୍କାର ପରିବେଷଣ କଲେ, ଏବଂ ଆଉ ଥରେ ତାଙ୍କୁ ସୁଯୋଗ ଦିଆଗଲେ ଆମେ କଟକ ବିଷୟରେ ଆହୁରି ଜାଣିବୁ। କାରଣ ପିଲାଦିନେ ଯୋଉ ଡିଟେକ୍ଟିଭ ପଢୁଥିଲୁ ସବୁ, ଆମକୁ ଲାଗୁଥିଲା ଏମିତି ହେଇଥିବ ସେମିତି ହେଇଥିବ, କାଳିଆ ଗାଡି ଯାଉଛି କି କଣ ଯାଉଛି। ହଁ, ତେଣୁ ବହୁତ ବହୁତ ବଢିଆ ଲାଗିଲା, ସବୁ ଦିନଠୁ ମତେ ଆଜି ବହୁତ ବଢିଆ ଲାଗିଲା। ଆଣ୍ଡ ୱି ସୁଡ୍ ଡୁ ସମଥିଙ୍ଗ ଫର କଟକ। ଆଉ ଧନ୍ୟବାଦ, କଟକ ଧନ୍ୟବାଦ ଭାଇ। ଅସୁବିଧା, ଓଡ଼ିଶାର ଅସ୍ମିତା କହିଲେ କଟକ ହିଁ ଯିବ। ଆଜ୍ଞା। ଯାହାକୁ ଆପଣ ଖୋଜିବେ କଟକର ବ୍ୟାକଗ୍ରାଉଣ୍ଡରେ ହେଇଥିବ। ସେ ସୁରେନ୍ଦ୍ର ମହାନ୍ତି ହୁଅନ୍ତୁ, ସେ ଗୌରୀ ହୁଅନ୍ତୁ, ସେ ଯୋଉ କାନୁନ କହିଥିଲେ ଆମର ଏନସାଇକ୍ଲୋପିଡ଼ିଆ ଜ୍ଞାନ ମଣ୍ଡଳର, ବିନୋଦ ସମସ୍ତେ। କରନ୍ତୁ। ଆଜ୍ଞା ଆଜ୍ଞା, କାରଣ ଆମେ ସେ ଯାଉଛୁ ବିନୋଦ କାରନ୍ତୁ। ଭୁବନେଶ୍ୱର ସବୁବେଳେ। କାଲି ଆମର ଏ କାଳୀଚରଣ ପଟ୍ଟନାୟକଙ୍କର ଅଛି ଜନ୍ମଦିନ, ସେଠି ଆମେ ଯାଉଛୁ ସେଠିକି ପୂଜ୍ୟ ପୂଜାରେ ପୁଷ୍ପାଞ୍ଜଳି ଦେବା ପାଇଁ। ଯାହା ହଉ ବହୁତ ବଢିଆ ଲାଗିଲା। ଆଉ ବିଶେଷ ଧନ୍ୟବାଦ, ଆଉ ଧନ୍ୟବାଦ ରମେଶ ଭାଇ, ଧନ୍ୟବାଦ। ଆଚ୍ଛା, ଆମ ସହିତ ଅଛନ୍ତି ମାଲେସିଆରୁ 2 ଜଣ ମାଲେସୀୟ ଓଡ଼ିଆ, ମାନେ ଓଡ଼ିଶାରୁ ଯାଇକି ଚାକିରି ଅନ୍ୱେଷଣ ଯାଇକି ସେଠି ନୁହେଁ, ମାଲେସୀୟ ଓଡ଼ିଆ ଅଛନ୍ତି, ଯୋଉମାନେ 120 ବର୍ଷ ତଳେ ଓଡ଼ିଶାରୁ ଯାଇକି ତାଙ୍କ ପୂର୍ବପୁରୁଷ ମାନେ ଯାଇଥିଲେ ଏବଂ ସେଇଠି ସେମାନେ ରହିଯାଇଛନ୍ତି। ସେମାନେ ଏପର୍ଯ୍ୟନ୍ତ ଓଡ଼ିଆ ଭାଷା କହୁଛନ୍ତି। ଏମିତିକି ତାଙ୍କର ଯୋଉ ଜର୍ଣ୍ଣି, ସମୁଦ୍ରର ଜର୍ଣ୍ଣି, ସେଇଟା ବି ଆମର ଗୋଟେ ଏଇ ଯୋଉ ଭର୍ଚୁଆଲ ରିଏଲିଟିର ଗୋଟେ କାହାଣୀ ହେଇପାରିବ। ଏବଂ ସବୁଠୁ ବଡ଼ କଥା ହଉଛି ଯେ ଓଡ଼ିଆ ମାନେ ଯେ ଦିନେ ଜାଭା ସୁମାତ୍ରାକୁ ଯାଉଥିଲେ, ତାର ସବୁଠୁ ବଡ଼ ପ୍ରମାଣ ଆପଣ ପାଇବେ ଆମର ଯୋଉ ରଙ୍ଗାଧର ଭାଇ, ଯାହାଙ୍କର ଆମେ ଦେଖିପାରୁଛନ୍ତି ଫଟୋ। ରଙ୍ଗାଧର ଭାଇ ନମସ୍କାର। ନମସ୍କାର। ସେ ନମସ୍କାର। ଗଙ୍ଗାଧର ଭାଇ କହୁଥିଲେ ଯେ ତାଙ୍କ ପୂର୍ବପୁରୁଷ ଯେତେବେଳେ ମାଲେସିଆ ଯାଇକି ପ୍ରଥମେ ପହଞ୍ଚିଲେ, ଯେତେବେଳେ ସେମାନେ ଜଙ୍ଗଲରେ ଗଛ କାଟୁଥିଲେ, ସୁମାତ୍ରାରେ ଆସୁଥିବା ଶ୍ରମିକ ଦଳ ସେମାନଙ୍କ ସାଙ୍ଗରେ ସେମାନେ, ମାନେ ଏମାନେ ଯେତେବେଳେ ଓଡ଼ିଆ ଗୀତ ବୋଲୁଥିଲେ, ସେମାନେ କହୁଥିଲେ ଏଠି ତ ଆମ ଗୀତ। ମାନେ ସୁମାତ୍ରାରେ ଓଡ଼ିଆ ଲୋକ ଥିଲେ ଏବଂ ସେମାନେ ଆସିକି ଭେଟୁଥିଲେ 1905 ମସିହାରେ ଓଡ଼ିଆ ଶ୍ରମିକ ମାନଙ୍କୁ ମାଲେସିଆରେ। କେତେ ବଡ଼ କଥା ଏଇଟା, କେତେ ବଡ଼ ତଥ୍ୟ। କିନ୍ତୁ ଆମେ ସେଇ ଯୋଉ ପଏଣ୍ଟର ଗୁଡାକୁ ଆମେ ସବୁ ମାନେ ନେଗ୍ଲେକ୍ଟ କରିଦେଇଛନ୍ତି। ତ ଓଡ଼ିଆ ଜାତିର ଇତିହାସ ଯଦି ଆମେ ଖୋଜିବା, ଏଇଭଳି ଗୋଟେ ଗୋଟେ ପଏଣ୍ଟରେ ଆମକୁ କାମ କରିବ। 1905 ମସିହାରେ ସୁମାତ୍ରାରେ ଓଡ଼ିଆ ଲୋକ ଥିଲେ, ତାର ଗୋଟେ ବଡ଼ ପ୍ରମାଣ ଆଜି ଦେବେ ରଙ୍ଗାଧର ଭାଇ। ରଙ୍ଗାଧର ଭାଇ ଆଉ ପୀତାମ୍ବର ଭାଇ 2 ଜଣ ମାଲେସିଆରୁ ଯୋଗ ଦେଇଛନ୍ତି। ମୁଁ ସେମାନଙ୍କର ମତାମତ ନେଲା ପରେ ଯଦି ଆଉ କେହି କିଛି ମନ୍ତବ୍ୟ ନ ରଖନ୍ତେ, ଆମେ ଏଇ ଯୋଉ ଆଜିର ଯୋଉ ସୋପାନଟିକି ଆମେ ସମାପନ କରିବା।
रंगाधर भाई ओवर टू यू। थैंक यू नमस्कार समस्त के भाषा टिके असुविधा हबो हेले ए जो हमर जे जो उपांक जो गोटे कथानीटा कहिथिले कोपरी आसिकी तांके जेतेबेले ए जो सूर्य पुराण ए जो रामायण महाभारत आउ जो गीतटा मन बोलिबे से से समय रे ए थिले ए हमरो कांपुंग बोलिबे विलेज मन करे ए जावा लोक माने ताक माने हेले बुझिले ଯେତେବେଳକୁ ଆମର ଗୋଟେ ଏକ୍ସାମ୍ପଲ ଟା ଦଉଛି ଯେତେବେଳକୁ ଆମର ମାକେ ଯଦି ଓଡିଆ ଭାଷାଟା ପଢିବେ ତାକୁ ଆସିକି ଗୀତରେ ବୋଲିବେ କୋଇଲି କେଶବ ଯେ ମଥୁରାକୁ ଗଲା କାହା ଗଲେ ଗଲା ପୁତ୍ର ବାହୁଡି ନହିଲା ସେଇ ମୁସ୍ତର ନହେଲେ ତ କଡମ ଫୋଡିଲା ବେଳକୁ କମଳ ଲୋଚନ ଶ୍ରୀ ହରି କରଣ ଶଙ୍କର ଚକ୍ରଧାରୀ ସୋ ଏ ଭାଷାଟା ଫୋଡିଲା ବେଳକୁ ଆମର ଯୋଉ ଏଇ ଯୋଉ ଜାବାର ଲୋକମାନେ ଥିଲେ ଆମଠୁ ଆଗତିଆ ହେଇକି ଥିଲେ ତାଙ୍କ ମାନେ କହିଲେ ଯେ ଏଇ ଭାଷା ହେଲା ଆମେ ଜାଣିଛ ଆମର ଯେ ଯୋଉ ଉପକାଳରେ ଆମ ଗାଁରେ ଆସିକି ସୋ ସେଇଠୁ ହେଲା ଯେ ମୋର ଗୋଟେ ଅଣ୍ଡରଷ୍ଟାଣ୍ଡିଂ କୋପରି ଆଙ୍କ ମାନେ ସବୁ ଆମର ଭାଷାଟା ଜାଣିଲେ ସୋ ସେତେବେଳକୁ ଆମ ମାଙ୍କ ଏଇ କଥାଟା ସେୟାର କଲା ବେଳକୁ ସେଇଟା ଗୋଟେ ଆମତିକି ଗୋଟେ ଟର୍ଣ୍ଣିଂ ପଏଣ୍ଟ ଲାଇଫରେ ହେଲା ଏଇ ଆମର ଭାଷାଟା ଯଦି ତାଙ୍କେ ଜାଣୁଛନ୍ତି ବୋଇଲେ ଆମେ ଆହୁରି ବଳକା ଜାଣିବାର ଅଛି ସୋ ସେଇ ମୁସ୍ତରାକା ଇନଭେଷ୍ଟିଗେସନଟା ଚାଲିଲା ଚାଲିକି ମ୍ୟାରି ଟାଇମଟା ହେଲା ମୁଁ ଏଠି କଣ ଗୋଟେ ଆଡ୍ କରିବାକୁ ହଉଛି ବୋଇଲେ ଆମର ମଳାକା ବୋଲିକି ଗୋଟେ ଥାନ ଅଛି ସେ ମଳାକା ଥାନରେ ଆସିକି ଭିଜୁଆଲ ପକେଇକିରି କେମିତି ଚାଇନା ମାନେ ଆଇଥିଲେ ଇଣ୍ଡିଆନ ମାନେ ଆଇଥିଲେ ମଳାକାର ବୋଲିକି ଗୋଟେ ବଡ ଗୋଟେ they had a program they use all this latest technology so maybe we can do in Katak same thing is using technology of how the Katak people moved those days. So this is only a suggestion. Thank you very much. Namaskar. थैंक यू Good night. थैंक यू थैंक यू रंगाधर भाई देखंतु आम ओडिशारू आज तारीख में 6 मास पई जदि किए बाहर को जाउची कथा चाकरी करिया पई समान ओडिया भूली जाउछंती आपण 120 वर्ष पर जतिक ओडिया कहले सेतिक ओडिया समान भूली जाउछंती तनो आपन धन्यवाद वर्तमान पीतांबर भाई को अनुरोध Thank you. आपण कोन बुझिले आ कोन आपनकर मंतव्य रखिबे अनम्यूट करंतु पीतांबर भाई अनम्यूट करंतु Sorry. Namaskar Samastanku. Now, what I heard from Dr. Deepak, I was very much, spellbound, the stories of Katak story vishore suniya pai. Because when mu asiki, what is that, Odisha re, okay, mane 15 varsh rahichi, okay, but mu jetebele Katak pratham goli, what is that, Bali Jatra houthala, and then mu setebele boys I am only 23 years old at time, only 23 varsh. देखिली जे मु भाबिली गोटे मेला होउची एमती भाबुथिली किंतु सेरो गोटे बुक स्टोर हमर थिला आमे एग्जिबिशन करूथुलु एंड देन जणे भद्र लोक यंग यूथ कहला ई बाली यात्रा कोन डबल मु कहले नाइ हमर साधव माने सेई काल रे आसी बाली जाइथिले न सेति पई ए व्हाट इज दैट मेला ए सब होउची मु सुनी कि तो आई वाज वेरी मच इंस्पायर्ड तापर मु आमर म्यूजियम को जाई सेठी सब अनुसंधान करिकी आई गॉट वेरी मच इंटरेस्टेड इन दैट तापर तो 218 रे जतले मु जाइथिली ओडिसा मो वाइफ संगरे मो वाइफ इज बेंगली एंड ओके देन आमे आसी डॉक्टर सुनील पटनायक को देखा करलो हमरो जो कलिंगर जो सेक्रेटरी जनरल एंड देन ओडिसा एसोसिएशन ओडिसा टूरिज्म रो भी से चाकरी करछंती सो he was telling that she gale what is that Angkor Wat jaithile and then good book lekhuchenti bahi lekhuchenti what is that on Buddhism lekhi sairelini tapar to amaro what is that se कहले मते जे मु आसी बड़बुडर जाउची इंडोनेशिया काहेकि सेटा आसी जगजाकार्ता रे amaro ये अछि what is that King Sailendra जे कि what is that से बड़बुडर टेंपल टा करिथिले से होची from the Soilaba background Kalinga background शैलव कहती आउ प्रथम जो रिंग भाई जो पचारे जो सुमात्रा विषय जो प्रथम राजा होचंती जो व्हाट इज दैट श्रीविजय एम्पायर एटा होची तांकर इतिहास रे अछि काण इंडोनेशियन इतिहास बुक रे लिखा है दैट जयनस होची तांकर प्रथम राजा ती थिले कलिंग बैकग्राउंड रो तांको मां होतला होची की इंदिरा देवी ना कोन तांको मां
ଏବଂ ତାଙ୍କର ଇନସ୍କ୍ରିପସନ ଟା ଅଛି ଏଇ ପର୍ଯ୍ୟନ୍ତ କିନ୍ତୁ ଯୋଉ ଭାଷା ଯୋଉ ଇନସ୍କ୍ରିପସନ ଯୋଉ ଲେଖା ହେଇଛି ସେଇ ସମୟରେ ଆଜିକାଲି ଯୋଉ ଓଡିଆ ଭାଷା ଆମେ ଦେଖୁଛୁ ଲେଖୁଛୁ ସେଇ ଭାଷା ନାହିଁ କିନ୍ତୁ ସେଇ ସମୟରେ ଆସି ପାଲି ଭାଷା ୟୁଜ କରୁଥିଲେ and then Sanskrit use କରୁଥିଲେ ସେଥିପାଇଁ ସାଂସ୍କ୍ରିଟରେ ସବୁ ଲେଖା ହେଇଛି ମାନେ ସବୁ ସମସ୍ତେ ପ୍ରମାଣ କରୁଛନ୍ତି ଯେ କିଏ ଆସିକି ବିଶ୍ୱାସଘାତ କରି ଆସିନାହିଁ ବିଶ୍ୱାସଘାତ କଲେ ଏଭଳିଆ ପରିଣତ ହବ ବୋଲି କୁହାଯାଇଥିଲା ତାପରେ ସିଏ ଗୋଟେ what is that ଜୟନସ ପ୍ରଥମ empire of the Srivijaya empire he built a big garden no like just like ରାମାୟଣରେ ଯୋଉ ଲଙ୍କାର ଯୋଉ ଇଏ ଥିଲା ଫଳ ବଗାନ ସବୁ you know ସେମିତି ଗୋଟେ ବଗାନ ସେ ଇଏ କରିଥିଲେ few acres like ଆମର what is that ଭୁବନେଶ୍ୱରରେ ଯୋଉ ଏକାମ୍ର କାନନ ଆମେ କହୁଛୁ ଏବଂ ସେଇ ମାନେ ସେଇ ଜାଗାର ନାଁ ହଉଛି ଦେଲେ ଯେ what is that ଶ୍ରୀକ୍ଷେତ୍ର ବୋଲି ଦେଲେ ଶ୍ରୀକ୍ଷେତ୍ର ଲେଖା ହେଇଛି ତାଙ୍କ ବୁକ୍ ରେ ତ ଶ୍ରୀକ୍ଷେତ୍ର ମାନେ କାହାକୁ ବୁଝା ଯାଉଛି ପୁରୀକି ବୁଝା ଯାଉଛି ନ ତ ଇଏ ପ୍ରମାଣ ହଉଛି ଯେ ଆମର ପ୍ରଥମ what is that kingdom ଯୋଉ establish ହେଲା ଶ୍ରୀବିଜୟା ତାଙ୍କ ପ୍ରଥମ ରାଜା ହଉଛି ଶ୍ରୀ ଜୟନସ that's the thing there but then one question I want to ask what is that Sunil bhai that am I audible yes clearly loud and clear this is Katak re Vishware any historical things which has been accredited by the United Nations heritage kiti jemti amar puri re achi bhubaneswar konara gemti achi Katak re simti achi sambhavana achi na nei that's my question ଆପଣ thank you ପଚାରୁଛନ୍ତି ୱାର୍ଲଡ ହେରିଟେଜ ସାଇଟ୍ ନା yeah ଓକେ ଦ କ୍ୱେଶ୍ଚନ ଇଜ ଫର ଦୀପକ ଭାଇ वर्ल्ड हेरिटेज साइट ओडिशा रे केवल गोटिए कोणार्क बाकी गुड़िक आपणकर एएसआई प्रोटेक्टेड अच्छी स्टेट आर्कियोलॉजी रो भी प्रोटेक्टेड साइट्स अनेक अच्छी किंतु वर्ल्ड हेरिटेज टैग आउ कहार भी नाही एक्सेप्टिंग कोणार्क ଆଉ ସେଇଟା ବି ଆମେ ଟ୍ରାଏ କରିଥିଲୁ ହୁଏତ ଭୁବନେଶ୍ୱର ଅନ୍ୟାନ୍ୟ ଜାଗା ପାଇଁ ପାଇପାରିଥାନ୍ତୁ କଟକ ପାଇଁ ବି ହେରିଟେଜ ମିଳିଥାନ୍ତା କିନ୍ତୁ ବର୍ତ୍ତମାନ ଯାଏ ମିଳିନି ଆଉ ଗୋଟିଏ କଥା ହେଲା ଯୋଉ ମୁଁ ସୁନୀଲ ସମୟ ଅଛି ମୁଁ କହିଦେବି ଆଜ୍ଞା ସେଟା ହେଲା ଯେ ଆମର ଯୋଉ କୁହାଯାଏ ଯେ ଏଇଟା ଭାଇଚାରାର ସହର ଆପଣ ମାନେ ଶୁଣୁଥିବେ ତାକୁ ଭାରି ହାଲକା ଭାବରେ ଆମେ ବ୍ୟବହାର କରୁ ଯେହେତୁ ଏଠି ମୁସଲିମ୍ସ ଅଛନ୍ତି ହିନ୍ଦୁ ଅଛନ୍ତି ଖ୍ରୀଷ୍ଟିଆନ୍ସ ଅଛନ୍ତି ଶିଖ୍ସ ଅଛନ୍ତି ଆଙ୍କ ଭିତରେ ଭଲ ସମ୍ପର୍କ ଅଛି ଏଠି ଦଙ୍ଗା ହୁଏ ନାହିଁ ଏସବୁ ଦୃଷ୍ଟିରୁ ଭାଇଚାରା କୁହାଯାଏ ସମ୍ପର୍କ ଅଛି ଆମର ଦଶହରା ବେଳେ ମୁସଲିମ କାରିଗର ମାନେ ମେଢ ତିଆରି କରନ୍ତି ଇତ୍ୟାଦି କିନ୍ତୁ ଆପଣ ଯଦି ଦେଖିବେ ମୋ ଜାଣିବାରେ ଏଇଟା ଗୋଟେ ସହର ଯୋଉଠିକି ଆପଣଙ୍କର ବୁଦ୍ଧିଜିମ ଥିଲା ହିନ୍ଦୁଇଜିମ ଥିଲା ଶୈବିଜିମ ଥିଲା ସାକ୍ତକଟ ଥିଲା ପରେ ବ୍ରାହ୍ମ ଆସିଲେ ଖ୍ରୀଷ୍ଟିଆନ୍ସ ଥିଲେ ଇସଲାମ ଥିଲା ଇସଲାମର ପୁଣି ଯୋଉ ଦିଟା ଗ୍ରୁପ ଅଛନ୍ତି ସୁନ୍ନି ଆଉ ସିଆ ତା ମଧ୍ୟ ଅଛନ୍ତି ଜୈନଙ୍କର ଚାରିଟା ଗ୍ରୁପ ଅଛନ୍ତି ସେଇ ଚାରିଟା ଗ୍ରୁପ ମଧ୍ୟ କଟକରେ ଅଛନ୍ତି ବୁଦ୍ଧିଜିମର ଯୋଉ ତିନି ଭାଗ ଥିଲା ସେ ମଧ୍ୟ କଟକରେ ଥିଲେ ତ ଆପଣ ଦେଖିବେ କଟକ ଭଳିଆ ସହନଶୀଳ ଜାଗା ଟଲରେଣ୍ଟ ଆଉ ଏତେ ବେଶୀ କଣ କହିବେ ଆପଣଙ୍କର ଇଟ୍ସ ଏ ମେଲ୍ଟିଂ ପଟ୍ ବିଭିନ୍ନ ଧର୍ମ ବିଭିନ୍ନ ଚିନ୍ତାଧାରା ବିଭିନ୍ନ ଚେତନାର ଲୋକ ଏଠି ରହିଛନ୍ତି ଆଉ ଭଲରେ ରହିଛନ୍ତି ସେଥିପାଇଁ ଆମେ ଆକୁ ଭାଇଚାରାର ସହର କହିବାଟା ମଧ୍ୟ ବେଶୀ ଜଷ୍ଟିଫାଇଡ ହବ thank you ଆଚ୍ଛା ଆଉ ଯଦି କାହାର କିଛି କହିବାର ଅଛି ଆପଣ ମାନେ ମନ୍ତବ୍ୟ ଉପସ୍ଥାପନ କରନ୍ତୁ ପ୍ରୀତା would you like to add anything ଆଜ୍ଞା କହିବାର ଅଛି ନାଇଁ କହିଦେବାର ତ କିଛି ନାହିଁ ଦୀପକ ସାର୍ଙ୍କୁ ଅନେକ ଅନେକ ଧନ୍ୟବାଦ ବହୁତ ହି ଭଲ ବହୁତ ହି ଏନଲାଇଟନିଂ ଟକ୍ ଥିଲା ଆଉ ଥଟ୍ ପ୍ରୋଭୋକିଂ ବି ଥିଲା ଯେମିତି ମୁଁ ଲେଖିଲି ମେସେଜରେ ବହୁତ କିଛି କରିହେବ ଆଉ ଆପଣମାନଙ୍କର ଏମିତି ପ୍ରଚେଷ୍ଟା ଚାଲିଥାଉ ଆହୁରି ଆୱେରନେସ୍ ହଉ ଲୋକଙ୍କ ଭିତରେ ସିଭିକ୍ ସେନ୍ସ ବଢ଼ୁ ଲୋକଙ୍କ ଭିତରେ ନିଜର ହଜିଯାଇଥିବା ଯେଉଁ ଜିନିଷ ଗୁଡ଼ିକ ଅଛି ଆମର ସଂସ୍କୃତିର ଆମର ହେରିଟେଜ୍ ମାନେ ବହୁତ କଲଚରାଲ ହେରିଟେଜ୍ ସୋସିଓ କଲଚରାଲ ହେରିଟେଜ୍ ଆମର ଫେଷ୍ଟିଭାଲ ରିଚୁଆଲ୍ସର ହେରିଟେଜ୍ ଆମର ଲାଙ୍ଗୁଏଜ୍ ଏଭ୍ରିଥିଙ୍ଗ ଏଇ ଯେଉଁ ଇନଟାଞ୍ଜିବଲ୍ ହେରିଟେଜ୍କୁ ନେଇକି କେମିତି ଆମେ ଗୋଟେ ଆଗର ଯେତେ ଜେନେରେସନ୍ସ ଆସିବେ ସେମାନଙ୍କ ଭିତରେ ଆଟଲିଷ୍ଟ ଗୋଟେ କନଫିଡେନ୍ସ ଆଣିବା କି ଆମ ଭିତରେ ବି ଆଗରୁ ଥିଲା ଆଗକୁ ବି ବହୁତ ଜିନିଷ ହେଇପାରିବ
ତେଣୁ ଆପଣମାନଙ୍କର ଏଇ ପ୍ରଚେଷ୍ଟା ଚାଲିଥାଉ। ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଗକୁ ବି ଆପଣ ଆସନ୍ତୁ, ଆହୁରି ବହୁତ ଜିନିଷ ଆପଣଙ୍କଠୁ ଶୁଣିବାର ଅଛି। ମୁଁ ସେତିକି କହିବି। ବହୁତ ଧନ୍ୟବାଦ ଆଜ୍ଞା। थैंक यू प्रीता। सुनील भाई वन मोमेंट आपण जो कहले जे हम डॉक्टर दीपक जो कहले जे कटक को आसिकी व्हाट इज एन ओल्डेस्ट सिटी फोर्थ लार्जेस्ट फोर्थ ओल्डेस्ट सिटी ना कौन कहले ना इटा आसिकी प्रमाण किए करछंती प्रमाण अच्छी आमर जो रजा मान सनंद थिला से प्रमाणित होइछि जे आमर एटा 1989 रे एठी लोक थिले एवं सभ्यता थिला किंतु तू कहली से खनन होइछि से खनन रे जड़ा पड़छि जे आउरी 300-400 वर्ष तळकु जीव जनबसति एठी थिबार प्रमाण। ओके ओके थैंक यू Sorry, I 19 कहली 19 sorry it is 989 7 हाँ it's 989 I'm very bad at 1989 maths but more गणित हुए नहीं ऑफिशियली 1000 जैन जी ना सेटा जैन जी कहबार कारण होछि जे 1989 ने हमें 1000 वर्ष सेलिब्रेट कर एग्जैक्टली जैन धर्म बुद्ध धर्म आर मूल प्रमाण। हाँ नहीं ता पूर्व साइविज्म थिला शक्तिज्म थिला बुद्धिज्म प्रथम तापरे जैनिज्म तापरे सबु आपण देखिए जेते कल्ट जेते सेक्ट्स मध्य कटक रे आसिकरे रहिचंते एवं आराम से रहिचंते ताकर किछि कोनोसी कॉन्फ्लिक्ट हेइनी केबे अपोजिट विषय सेक्ट्स प्रामाणिक तथ्य धौलीगिरी रे अशोक रॉक एडिक्ट रे मध्य किछि किछि मिल जाय पारे ना से अशोकान एडिक्ट रो प्रॉब्लम होछि अशोकान एडिक्ट रे आपण से ओडिसा विषय किछि कहिना। अच्छा ओडिसा से एब्सोल्युटली बाहर अन्य जगह रे कलिंग वार कथा कहिसंती किंतु दौड़ी रे किछि भी कहिनांती ओडिसा रो। अच्छा ठीक ठीक नहीं ठीक अच्छे तथापि हमर रिसर्च टिके दुर्बल अच्छी रिसर्च काम हेले आउरी बात बारिबो एक्चुअली ओडिसा आज्ञा ସାର୍ संपर्कित ମୁଁ ଆଉ जेते ଗୋଟିଏ ଜିନିଷ ଖାଲି ଏଠି ଆଡ୍ କରିବାକୁ ଚାହୁଁଥିଲି, ମୁଁ ଭୁଲିଗଲି କହିବାକୁ। हाँ ଯେତେବେଳେ ମୁଁ ସିଭିକ୍ ସେନ୍ସ କଥା କହିଲି ଆଉ ଦୀପକ ସାର୍ଙ୍କର ଟକ୍ରେ ବି ସେ କଥାଟା ମାନେ ଗୋଟେ ମାନେ ହାଇଲାଇଟେଡ୍ ବହୁତ ଥର ହେଲା ଅବାଉଟ୍ ପିପଲ୍ସ ରେସ୍ପନ୍ସିବିଲିଟି ଏଣ୍ଡ ଅଲ୍। ଆମେ କଟକଠୁ ବଡ଼ ଦୃଷ୍ଟାନ୍ତ ଆମର ଓଡ଼ିଶାରେ ଦେଖିବାନି। ଆମେ ବାଇମୁଣ୍ଡିର ଗପ ଆଜିକା ଜେନେରେସନରେ କେତୋଟି ପିଲା ଜାଣୁଥିବେ ବାଇମୁଣ୍ଡି କଥା? କଟକ ଚିନ୍ତା ବାଇମୁଣ୍ଡିକୁ ଯେଉଁ ଫ୍ରେଜ୍ଟି ଆମେ ମୁଁ ବି 90sରେ ବଡ଼ ହେଇଛି, ସେଇ ସମୟରେ ବି ଆଟଲିଷ୍ଟ ଆମେ ଶୁଣିଥିଲୁ। ବଟ୍ ତାପରେ ଆଉ ଏବେର ଜେନେରେସନରେ ବି ମାନେ କଟକ ଚିନ୍ତା ବାଇମୁଣ୍ଡିଟା ମାନେ ସବୁ ଫ୍ରେଜ୍ଟା ପଳେଇଲାଣି ଆଉ ତାର ପଛର ଷ୍ଟୋରି ବି ଆଇ ଡୋଣ୍ଟ ଥିଙ୍କ କେହି ଜାଣୁଥିବେ। ତେଣୁ ଏଇ ଯେଉଁ ସିଭିକ୍ ସେନ୍ସ ବିଷୟରେ ଲୋକମାନଙ୍କର ନିଜର ଯେଉଁ ଏକ ତ ଗର୍ବ ରହିବ ଆଉ ତାପରେ ରେସ୍ପନ୍ସିବିଲିଟି ରହିବ ନିଜ ଜାଗାକୁ କେମିତି ଆମେ ଭଲ କରିପାରିବା। ମାନେ ସରକାର କି ଯିଏ ବି ରୁଲ୍ କରୁଛନ୍ତି ତାଙ୍କ ଉପରେ କେବଳ ଡିପେଣ୍ଡେଣ୍ଟ ନ ହେଇକି ପ୍ରଥମେ ଇଟ୍ ଷ୍ଟାର୍ଟସ୍ ୱିଥ୍ ଅସ୍। ସେଇ ଜିନିଷଟା ମାନେ ଗୋଟେ ହାଇଲାଇଟ୍ କରିବାଟା ମାନେ ଇଟ୍ ଇଜ୍ ସଚ୍ ଏ ୟୁନିକ୍ ଥିଙ୍ଗ। ଲାଇକ୍ ଆମର ପ୍ରତ୍ୟେକ ପିଲା ପ୍ରତ୍ୟେକ ଲୋକ ଇଭେନ୍ ଯେଉଁମାନେ କଟକକୁ ଆଡପ୍ଟେଡ୍ ହୋମ୍ ଭଳିଆ ବି ଦେଖୁଛନ୍ତି, ମାନେ କଟକର ନ ହେଇଥିବେ, ଓଡ଼ିଆ ନ ହେଇଥିବେ, ବଟ୍ ସେଠି ସେଟଲ୍ଡ ହେଇଥିବେ, ବଟ୍ ତାଙ୍କର ବି ସେତିକି ଗୋଟେ ନିଜର ମାନେ ନିଜର ବୋଲି ଫିଲିଂଟା ଯେଉଁ ଆସେ, ସେମାନେ ବି ସେଇ ଜିନିଷଟା ଯଦି ଜାଣିବେ ତାହେଲେ ଏଇଟା କେତେ ସୁନ୍ଦର ହେଇପାରିବ। ତେଣୁ ଏଇଭଳି ଛୋଟ ଛୋଟ ଜିନିଷକୁ ଆମକୁ ରିଭାଇଭ୍ କରିବାକୁ ପଡ଼ିବ। ମାନେ ଯେଉଁଟା ହଜିଯାଉଛି, କାଳିଆ ଘୋଡ଼ାରେ ଚଢ଼ିବି, ମଧୁବାବୁ ସାଙ୍ଗେ ଲଢ଼ିବି, ମଧୁବାବୁ ଚାଲି ଚାଲି ତାଙ୍କ ଘର ଦ୍ୱାର ସବୁ ସେ ଇଏ କରିଦେଲା ହେଇଗଲା ପରେ ବି ସେ କାହାଠୁ ପଇସାଟେ ନେଲେନି, ସେ ଚାଲି ଚାଲି ଯାଉଥିଲେ ସେ ଯେଉଁଠି ରହୁଥିଲେ ପ୍ରତ୍ୟେକ ଦିନ ଟୁ ଦ ମାନେ କୋର୍ଟ। ମାନେ ତାଙ୍କର ସେ ବୟସରେ ବି ସେ ସେତିକି ଆତ୍ମନିର୍ଭର ଥିଲେ ଆଉ ଲାଷ୍ଟ ପର୍ଯ୍ୟନ୍ତ ବି ସେ ଯେତିକି ପଇସା ରଖିଥିଲେ କାହାକୁ ମାନେ ଦେବା କଥା, ଇଏ କରିବା କଥା, ସେଇଟା ବି ସେ କରୁଥିଲେ। ମାନେ ସେଇ ଯେଉଁ ଜିନିଷଟା ଆମ ଲୋକମାନଙ୍କ ଭିତରେ ଆଉ ଥରେ ଆସିବାର ଅଛି। ସୁନୀଲ ଭାଇ ଗୋଟେ କହୁଥିଲେ କି ଓଡ଼ିଆ ମାନେ ଦରିଦ୍ର ଯେଉଁ ମନରୁ ଦରିଦ୍ରଟା ଆଗରୁ ନଥିଲେ ଓଡ଼ିଆମାନଙ୍କର ମନରୁ ଦରିଦ୍ର ଯେଉଁ ଜିନିଷଟା ଏବେ ଯେଉଁ କହୁଛନ୍ତି ଯେ କାରଣ ଆମେ ଭୁଲି ଯାଇଛେ ଆଉ ଆମେ ନିଜ ବିଷୟରେ କିଛି ଆମେ ନ କରିକିରି ସବୁ ଅଲଗା ଜିନିଷକୁ ଆଦରୁଛେ କି
अलगा जिनस विषय बेसी आह्लादित होचे सेटा सत्य कथा किंतु सेई कल्चरटा समहाउ हमको पुणी थरे रिवाइव करिया को पड़िबो माने सिंपल लिविंग हाई थिंकिंग और स्पिरिचुअल नेस जो गोटे लाइफ रे ही माने एकदम सिंप्लिसिटी भितर भी एकदम स्पिरिचुअलनेस खोजिबाटा आउ ए जागा मानकर बहुत कंट्रीब्यूशन थाए तार गोटे सोल आ एसेंस कटक हो पुराणा भुवनेश्वर हो कि जिते सब जागा जार कि कंटिन्यूअस गोटे ये रही जो लोक मानकर माने प्रेजेंस रही कंट्रीब्यूशन रही तेणु से भली जिनस कटक हेरिटेज वर्क से भाया रिवाइव करूँ और बहुत यंगर जेनरेशन पिला माननको आहुरी अनुप्राणित करूँ आउ बस से ऐड करियार थिला आज्ञा सॉरी आउ थरे चांस नहीं बहुत थैंक धन्यवाद यू बहुत धन्यवाद ନାଇଁ ମୁଁ ଟିକେ ଖାଲି ସୁନିଲ ଟିକେ ରେସ୍ପଣ୍ଡ କରିବାକୁ ଚାହିଁବି ପ୍ରୀତା ଯାହା କହିଲେ ଯେ ସେଇଟା ଆପଣ ଯୋଉ କହିଲେ ଯେ ଆମର କଟକରେ ବା ଓଡିଶାରେ ଲୋକ ବହୁତ ଆୱାର ଥିଲେ ସେଟା ନୁହେଁ ସେମାନେ ସବୁବେଳେ ଇଣ୍ଡିଫରେଣ୍ଟ ଥାନ୍ତି ସେଥିପାଇଁ ଆପଣ ଦେଖିବେ ସେ ମଧୁସୂଦନ ଦାସ ହୁଅନ୍ତୁ ବା ଗୋଦାବରୀ ମହାପାତ୍ର ହୁଅନ୍ତୁ ଉଠ କଙ୍କାଳ ଯାକ ଦୁର୍ବଳ ଆମକୁ ମଝିରେ ମଝିରେ ଟିକେ ଛାଟ ଦରକାର ଆମକୁ ଟିକେ ଉଠେଇଲେ ଠେଲିଲେ ଆମେ ଆଗକୁ ଯାଉ ନହେଲେ ଯାଉନା ଏଇଟା ଗୋଟେ ଅସୁବିଧା ଆଉ ଆପଣ ଯୋଉ କହିଲେ ସିଭିକ ସେନ୍ସ ସେଟା ସତ କଥା ବର୍ତ୍ତମାନ ଆସୁଛି ସକାଳେ ଗାଡି କ୍ଲିନ କରିବା ପାଇଁ ମ୍ୟୁନିସିପାଲିଟିର ଗାର୍ବେଜ ସେମାନେ ନେଇକରି ଯାଉଛନ୍ତି ନବାର 5 ମିନିଟ ଭିତରେ ଦେଖିବା ଆସିକି ପୁଣି ସେ ଯୋଉ ଲୋକ ରାସ୍ତା ଉପରେ ଡମ୍ପ କରିଦଉଛନ୍ତି ତ ସିଭିକ ସେନ୍ସ ର ଘୋର ଅଭାବ ଅଛି ଟିକେ ଅଭାବ ନାହିଁ ପ୍ରବଳ ଭାବରେ ଅଭାବ ଅଛି ଆଉ ଲୋକଙ୍କୁ ଯେତେ ଆୱାର କଲେ ବି ସେମାନେ ସୁଧୁରୁ ନାହାନ୍ତି ଆପଣ ଦେଖିବେ ବହୁତ ଭଲ ଭଲ କଟକ ଭୁବନେଶ୍ୱର ରାସ୍ତାରେ ବହୁତ ଭଲ ଭଲ ଦାମୀ ଗାଡିରେ ବସି ଲୋକ ଯାଉଛନ୍ତି ଏସି ଗାଡିରେ କିନ୍ତୁ ସେ ଧୀରେ ସେ କାଚକୁ ତଳକୁ କରିକିରି ବିସ୍କେଟ ଆଉ ଚକୋଲେଟ ର ରାପର୍ସ ରାସ୍ତା ଉପରେ ପକେଇଲେ ତ ଓକେ ଏଇ ସବୁ ଜିନିଷ ଗୁଡାକ ଟିକେ ଆମର ନିହାତି ଜଗିବା ଉଚିତ ଏଗୁଡା ଆସିଯିବା ଉଚିତ ଆଉ ମୁଁ ସିଓର ପ୍ରୀତା ଯେ ତୁମ ଜେନେରେସନରେ ଥିଙ୍ଗସ ଆର୍ ଚେଞ୍ଜିଂ ବିକଜ ଆଇ ଫାଇଣ୍ଡ ମୋ ଝିଅ ବି କୋଉଠି କଣ ପଡିଥିଲେ ରାସ୍ତାରେ ଦେଖିଲେ ବି ସେ ତାର ଉଠେଇକିରି ପକେଟରେ ରଖିବ ବ୍ୟାଗରେ ରଖିବ ଆଣିକି ପିନରେ ପକେଇବ ସୋ ଚେଞ୍ଜ ହବ ବହୁତ ସ୍ଲୋ ହଉଛି ଚେଞ୍ଜ ଆଉ କଣ କରିବା କାହିଁକିନା ଲୋକ ତାଙ୍କ ହ୍ୟାବିଟ୍ସ ଛାଡି ପାରୁନାହାନ୍ତି ଆଉ ଗୋଟେ କଥା ସୁନିଲ ଆମେ ୱାଇଣ୍ଡ ଅପ୍ କରିବା ତ ଆଜ୍ଞା ଆଜ୍ଞା ୱାଇଣ୍ଡ ଅପ୍ କରିବା ଯଦି ତାହେଲେ ମୁଁ ଗୋଟେ ଯୋଉଟା ନର୍ମାଲି ମୁଁ ଅନ୍ୟମାନଙ୍କୁ କୁହେନି କିନ୍ତୁ ଏଠି ମୁଁ ଭାବୁଛି ଯେହେତୁ ମତେ ଭଲ ଲାଗୁଛି ଗ୍ୟାଦରିଂ ଟା ଗୋଟେ ଛୋଟ କବିତା ଯୋଉଥିରେ କଟକର ହିଁ କଥା ଅଛି ତାକୁ ବି ପଢିକି ମୁଁ ୱାଇଣ୍ଡ ଅପ୍ କରିବା ଆଜ୍ଞା 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 ଆଉ ସେଟା ବି ରେଲେଭେଣ୍ଟ ଆମେ ଯୋଉ ଟପିକ ଡିସ୍କସନ କରୁଛୁ ତାକୁ ରେଲେଭେଣ୍ଟ ଲାଗୁଛି ଆଜ୍ଞା ରେଲେଭେଣ୍ଟ କି ନାହିଁ ଅଲ୍ଟିମେଟଲି ତମେ କହିବ ହେଲା ତାର ଶୀର୍ଷକ ହଉଛି କଟକରେ ରାତି କଟକରେ ରାତି ରାତି ନଇଁ ଆସେ ବୁଢା ଲୋକଟିର ଦୀର୍ଘ ନିଶ୍ୱାସ ଭଳି ଏଇ ମୋର ପଥହୀନ ସହର ଉପରେ ରାତି କେବେ ଛାଡି ଯାଏ ନା ମୋର ଏଇ ସହରକୁ ଲୁଚି ରହିଥାଏ ବାରବାଟୀର ପୁରୁଣା ପଥର ସନ୍ଧିରେ ସମୟ ବହଳିଆ ବୁଢିଆଣୀ ଜାଲ ତଳେ ଯାହାକୁ ଛୁଇଁ ପାରେ ନା ସୂର୍ଯ୍ୟ କି ଗଡଚଣ୍ଡୀଙ୍କ ମୁହଁରେ ଲେପି ହୋଇ ରହିଥାଏ ରାତି ଓ ଆନନ୍ଦରେ ନାଚୁଥାଏ ରଡ ନିଆଁ ପରି ଜଳୁଥିବା ଆଖିରେ ଆଉ ସେ ଜଗିଥାନ୍ତି ରାଜା ରାଣୀ ଓ ରକ୍ଷିତାମାନଙ୍କ ଅଶାନ୍ତ ଆତ୍ମା ଗଡଚଣ୍ଡୀଙ୍କ ମୁହଁରେ ଲେପି ହୋଇ ରହିଯାଏ ରାତି ଓ ଆନନ୍ଦରେ ନାଚୁଥାଏ ରଡ ନିଆଁ ପରି ଜଳୁଥିବା ଆଖିରେ ଆଉ ସେ ଜଗିଥାନ୍ତି ରାଜା ରାଣୀ ଓ ରକ୍ଷିତାମାନଙ୍କ ଶାନ୍ତ ରାତି ଛୁଏଁ ମତେ ଓ ମୋ ପୂର୍ବପୁରୁଷ ରାତି ଛୁଏଁ ମତେ ଓ ମୋ ପୂର୍ବପୁରୁଷଙ୍କୁ ତାର ନରମ ଆଙ୍ଗୁଳି ଘୋଡାଇ ରଖେ ତାର କାଢ କଳା ପଣତରେ ଆମର ଅନେକ ପାପ ଦୁଃଖ ଆଉ ଭଙ୍ଗା ସ୍ୱପ୍ନ ଘୋଡାଇ ରଖେ ତାର ଗଢା କଳା ପଣତର ଆମର ଅନେକ ପାପ ଦୁଃଖ ଆଉ ଭଙ୍ଗା ସ୍ୱପ୍ନ ସରି ତାର ଗାଢ କଳା ପଣତରେ ଆମର ଅନେକ ପାପ ଦୁଃଖ ଆଉ ଭଙ୍ଗା ସ୍ୱପ୍ନ ରାତି ସତେ ଯେପରି ଖୁବ ଭଲ ପାଏ ମୋର ଏଇ ଭଙ୍ଗାରୁଜା ସହର
ରାତି ସତେ ଯେପରି ଖୁବ୍ ଭଲ ପାଏ ମୋର ଏଇ ଭଙ୍ଗାରୁଜା ସହରକୁ, ଆଉ ମୁଁ ଭଲ ପାଏ ରାତି। ରାତି ପାହୁ ସକାଳ ହଉ। ସୁନିଲ। ଧନ୍ୟବାଦ ଧନ୍ୟବାଦ ଦୀପକ ଭାଇ। ମାନେ ଏଇଟା ହେଲା ଆମର ଆଇସିଂ ଅନ୍ ଦ କେକ୍। ଆଜିର ଖୁବ୍ ସୁନ୍ଦର ଯୋଉ ଆଲୋଚନା ତାର ଏଇଟା ହଉଛି ଆଇସିଂ ଅନ୍ ଦ କେକ୍। ତେଣୁ ଆପଣଙ୍କୁ ବହୁତ ଧନ୍ୟବାଦ। ମୁଁ ଅନୁରୋଧ କରିବି ମୋର ବନ୍ଧୁ ଶୁଭେନ୍ଦ୍ର ମିଶ୍ର ସାର୍ଙ୍କୁ, ସିଏ ଆଜିର ମିଟିଂର ଅନ୍ତିମ ଅନ୍ତିମ ପର୍ଯ୍ୟାୟକୁ ନେଇଯିବେ। ସୁନୀଲ ଭାଇ, ହଁ ହଁ ଗୋଟେ 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 କଥାଟା କହିବାକୁ ଟିକେ ଇଚ୍ଛା ହଉଛି ମୁଁ। କୁହନ୍ତୁ। ଆମର ଯୋଉ 2023 ରେ ଆସିକି ଆମର ଯୋଉ ଗୋଟେ ଗ୍ରୁପ ଆଇଥିଲେ ଭାରତ କଲଚର ଟୁର ଟୁ ସାଉଥ ଇଷ୍ଟ ଏସିଆ କାଲିଙ୍ଗା 2023 ରେ, ସେ ସେ ଗ୍ରୁପରେ ଆସିକି ଆମ ଆଦର୍ଶ ଭାଇ ଥାଇଲାଣ୍ଡରେ ଅଛନ୍ତି, ତାଙ୍କ ମାନେ ଲିଡ୍ କରିକି ତାଙ୍କର ଟ୍ୟୁଟୋରିଆଲରେ ଆଇଥିଲେ। ଯେତେବେଳକୁ ତାଙ୍କ ଯୋଉ ଯାଇଥିଲେ ଏଇ ଗାଁ ମାନଙ୍କୁ ଯାଇଥିଲେ, ଯୋଉ ଥାଇଲାଣ୍ଡ କୁ, ଭିଏତନାମ କୁ, କେମ୍ବୋଡିଆକୁ ଯାଇଥିଲେ, ସେଇ ସମୟରେ ଆସିକି ଆମ ମାଲେସିଆ ରାଜ୍ୟକୁ ଆଇଲେ ଆଇକି ଆମର ଭିଲେଜ ଟା ଦେଖେଇଲ। ସୋ ସେ ହିଷ୍ଟ୍ରି ମାନେ ରେକର୍ଡ ମାନେ ଯଦି ଆମେ ଯଦି ଭଲରେ ଟିକେ ରଖିବା, ଗଭର୍ଣ୍ଣମେଣ୍ଟ ସାଥିରେ କଥାବାର୍ତ୍ତା ହେଇକିରି ଆମର କନେକ୍ସନ ଟା କୋପରି 2000 years ago କଟକର କୋପରି ଲୋକ ବଞ୍ଚୁଥିଲେ, ସେ ଷ୍ଟୋରି ମାନେ ଯଦି ଇହାଡେ ଯଦି ପ୍ୟାରାଲେଲରେ ମିଳିବ, if it's parallel towards our side, Southeast Asia, then it will be more, proven. You can Definitely. harness more potentialities on that. You see, so Independence, like what I'm sharing from Malaysia side. So okay. that was a very good group. 23 of them, they came to Malaysia, and lately last month the gathering at Pattaya, which both I was involved in, was a wonderful thing that we get together in Pattaya. So I think we have to continue this. And Dialogue. poem was wonderful, wonderful poem, and we'll continue. You see, we will share our part of the story, Sure. and we, Luis, called it as a continuum. We'll ମୁଁ continue this journey. Thank you ରିଙ୍ଗୋ very ଭାଇ much. ରିଙ୍ଗୋ ଭାଇ ମୁଁ ଆଦ୍ରିସଙ୍କ ସାଙ୍ଗରେ ମୁଁ କଥାବାର୍ତ୍ତା ହେବି। ମୁଁ ତ ଯାଇଥିଲି ଏବେ ତାଙ୍କ ଘରକୁ ଯାଇଥିଲି ଏବେ ଏଠି ବ୍ୟାଙ୍କକରେ। ତ ମୁଁ କଥାବାର୍ତ୍ତା ହେବି ସେ କ'ଣ ତାଙ୍କର କଲେକ୍ସନ କରୁଛନ୍ତି, ଆମେ ଡେଫିନେଟଲି କଥାବାର୍ତ୍ତା ହେବା। ତେବେ ମୁଁ ପୁଣି ଆଉଥରେ ଆପଣଙ୍କୁ ଧନ୍ୟବାଦ ରିଙ୍ଗୋ ଭାଇ। ମୁଁ ଅନୁରୋଧ କରିବି ସୁରେନ୍ଦ୍ର ମିଶ୍ର ସାର୍ଙ୍କୁ ଆଜିର ମିଟିଂକୁ ସମାପନ କରିବା। ଆଜି ଆମର କଟକ ଉପରେ ଗୋଟେ ବଢିଆ ଆଲୋଚନା ହେଲା। ସେଥିରେ ଯୋଗ ଦେଇଥିବା ସମସ୍ତ ବନ୍ଧୁମାନଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଆଉ ମତାମତ ଦେବା ପାଇଁ ବି ଅନ୍ୟମାନଙ୍କୁ, ଯେମିତି ଧନଞ୍ଜୟ ବାବୁ ହେଲେ, ରମେଶ ବାବୁ ହେଲେ, କି ପିତା ହେଲେ, ଆଉ ମାଲେସିଆରୁ ଆମର ଦୁଇ ଭାଇ ପୀତାମ୍ବର ଭାଇ, ରଙ୍ଗାଧର ଭାଇ, ଏମାନଙ୍କର ସୁଚିନ୍ତିତ ମତାମତକୁ ଆମର ପ୍ରୋଗ୍ରାମକୁ ଆହୁରି ବୃଦ୍ଧିମନ୍ତ କରିପାରିବ। ମୁଁ ବି ଅବଜର୍ଭ କରିଛି ଯେ କଟକରେ ଯିଏ ରହିଛି, ନଟ ଓନ୍ଲି କଟକ, ଯେକୌଣସି ପୁରୁଣା ସହରରେ ଯେଉଁମାନେ ରହିଛନ୍ତି ସେମାନେ ତା ପ୍ରେମରେ ପଡ଼ିଯାଆନ୍ତି, ଆଉ ସେ ସେ ତାକୁ ଛାଡ଼ି ପାରନ୍ତିନି ସେମାନେ। ବୋଧେ ମୁଁ ବି ମଧ୍ୟ ସେଥିରୁ ଗୋଟିଏ। ମୁଁ ବି ପୁରାଣ ଭୁବନେଶ୍ୱରର ପ୍ରେମରେ ପଡ଼ିଯାଇଛି। ମୋର ମାଉସୀର ପୁଅମାନେ ସେମିତି କଟକର ପ୍ରେମରେ ଅଛନ୍ତି, କଟକରେ ସେମାନେ ଏବେ ବି ରହୁଛନ୍ତି। ତାକୁ ଛାଡ଼ିବା କହିଲେ ସେମାନେ ଭାବି ପାରୁନାହାନ୍ତି, ଯଦିଓ ଭୁବନେଶ୍ୱରରେ ସେମାନଙ୍କ ଘର ଅଛି, କିନ୍ତୁ ନାଇଁ ଆମେ କଟକରୁ ବାହାରିବୁନି। ତେଣୁ କଟକ ଉପରେ ଭବିଷ୍ୟତରେ ପୁଣି ଆହୁରି ଆଲୋଚନା ର ସୁଯୋଗ ଆମେ ପାଇବା, ସେତିକି କହି ମୁଁ ଆଜିର ସଭାକୁ ସାଙ୍ଗ କରୁଛି। ତେବେ ସମସ୍ତଙ୍କୁ ନମସ୍କାର ନମସ୍କାର। ଆଜିର ଯୋଉ ରେକର୍ଡିଂଟା କାଲି ସକାଳ ସୁଦ୍ଧା ଆମେ ୟୁଟ୍ୟୁବରେ ଅପଲୋଡ କରିଦେବୁ। ଆପଣ ସମସ୍ତଙ୍କୁ ଅନୁରୋଧ ନିଜେ ଦେଖିବେ ଏବଂ ଚେଷ୍ଟା କରିବେ ଯେମିତି ଅଧିକରୁ ଅଧିକା ଲୋକଙ୍କ ପାଖରେ ପହଞ୍ଚିବ। ତାହେଲେ ସମସ୍ତଙ୍କୁ ନମସ୍କାର। ଦୀପକ ଭାଇ ନମସ୍କାର। ବହୁତ ଧନ୍ୟବାଦ ଆପଣଙ୍କୁ ସମସ୍ତଙ୍କୁ ଧନ୍ୟବାଦ। ନମସ୍କାର।